ଆଜି ଆମେ ପଢବା କ୍ଲାସ 10 ଇତିହାସ ବହିର ଗୋଟେ ନୂଆ ଚାପ୍ଟର ଭାରତରେ ଅସହଯୋଗ ଆନ୍ଦୋଳନ ଏବଂ ଓଡ଼ିଶାରେ ଏହାର ପ୍ରଭାବ। ଚାଲ ଲେଖନ କରି ଷ୍ଟାର୍ଟ କରିବା। ତ ହେଡିଂ ଦେଇଦିଅ ସମସ୍ତେ ଭାରତରେ ଭାରତରେ ଅସହଯୋଗ ଆନ୍ଦୋଳନ ଅସହଯୋଗ ଆନ୍ଦୋଳନ ଏବଂ ଓଡ଼ିଶାରେ ଏହାର ପ୍ରଭାବ। ଓଡ଼ିଶାରେ ଏହାର ପ୍ରଭାବ। ତ ବିଷୟଟିକୁ ଷ୍ଟାର୍ଟ କରିବା ପୂର୍ବରୁ ସମସ୍ତଙ୍କୁ ୱାର୍ଣ୍ଣିଂ ଦେଇ ଦଉଛି ଭିଡ଼ିଓଟିକୁ କଣ୍ଟିନ୍ୟୁଅସଲି ଦେଖ, ପୁରା ଫାର୍ଷ୍ଟ ଟୁ ଲାଷ୍ଟ ପର୍ଯ୍ୟନ୍ତ ଦେଖ। ଯଦି ହଉଛି ଗୋଟେ ଭିଡ଼ିଓରେ ଦେଖିକି ହଉଛି ତୁମର ଡାଉଟ୍ ନ କ୍ଲିୟର ହେଇଛି ତେବେ କମେଣ୍ଟ କର, ନୋଟ୍ ମୁଁ ପ୍ରୋଭାଇଡ଼ କରିଦେବି ଡେସ୍କ୍ରିପସନରେ। ଆଉ ଯଦି ହଉଛି ଡାଉଟ୍ କ୍ଲିୟର ହେଇଗଲା ତେବେ ହଉଛି ତୁମେ ଥରେ ଦେଖିକି ରହିଯାଉନି, ସେଇ ଲଙ୍ଗ କ୍ୱେଶ୍ଚନ ଗୁଡ଼ାକୁ ବାର ବାର ପ୍ରାକ୍ଟିସ କର, ବୁଝିହେଲା। ଆଉ ଯଦି ତୁମର ଲେଖତେ ଇଚ୍ଛା ନାହିଁ ତେବେ ଭିଡ଼ିଓଟିକୁ ବାର ବାର ଦେଖ। ଦୁଇଥର ଯଦି ଦେଖିବ ଭିଡ଼ିଓଟାକୁ ତେବେ ହଉଛି ପୁରା ଲଙ୍ଗ କ୍ୱେଶ୍ଚନଟା ମନେ ରହିଯିବ। ତ ଚାଲ ଷ୍ଟାର୍ଟ କରିବା ଭାରତରେ ଅସହଯୋଗ ଆନ୍ଦୋଳନ ଏବଂ ଓଡ଼ିଶାରେ ଏହାର ପ୍ରଭାବ। ତ ବିଷୟଟିକୁ ଷ୍ଟାର୍ଟ କରିବା ପୂର୍ବରୁ ଆମେ ଫାର୍ଷ୍ଟ ପଢ଼ବା ହଉଛି କି ସେମାନେ କ'ଣ ଫାର୍ଷ୍ଟ ଦେଖବା ହଉଛି କ'ଣ ପଢ଼ବା, କ'ଣ ପଢ଼ିବା। ଏଇ ପୁରା ସମ୍ପୂର୍ଣ୍ଣ ଚାପ୍ଟରଟା କ'ଣ ପଢ଼ିବା ଦେଖ। ମାନେ କିସ ହେଡିଂ ଦିଆହବ ସେଇ ବିଷୟରେ ମୁଁ କହିଦେଉଛି। ଫାର୍ଷ୍ଟରୁ ଦେଖ, ଏଇ ଚାପ୍ଟରକୁ ଆମେ ପଢ଼ବା କିସ ପଢ଼ବା କହନା। ଏଇ ଚାପ୍ଟରରେ ଆମେ ପଢ଼ବା ହଉଛି ଅସହଯୋଗ ଆନ୍ଦୋଳନର କାରଣ ପଢ଼ବା, କ'ଣ ପାଇଁ ଅସହଯୋଗ ଆନ୍ଦୋଳନ ହେଇଥିଲା, ତାପରେ ଅସହଯୋଗ ଆନ୍ଦୋଳନଟା କେମିତି ହେଲା ବା କାର୍ଯ୍ୟକ୍ରମ କିସ ଥିଲା, ତାପରେ ପଢ଼ବା ହଉଛି ଓଡ଼ିଶାରେ କିପରି ହେଇଥିଲା। ହେଲା, ଫାର୍ଷ୍ଟ ହେଡିଂ କିସ ଦିଆହବ, କାରଣ। ସେକେଣ୍ଡ ହେଡିଂ କିସ ଦିଆହବ, ସେକେଣ୍ଡ ହେଡିଂ ଦିଆହବ ହଉଛି କାର୍ଯ୍ୟକ୍ରମ। ତାପରେ ପଢ଼ବା ହଉଛି ଓଡ଼ିଶାରେ କିପରି ହେଇଥିଲା, ବୁଝିହେଲା। ଓଡ଼ିଶାରେ ଆନ୍ଦୋଳନ କିପରି ହେଲା, ଓଡ଼ିଶାରେ ଆନ୍ଦୋଳନ। ଏତିକି ଯଦି ପଢ଼ିଦବା ଆମର ବିଷୟଟା ଦି ଏଣ୍ଡ ହେଇଯିବ, ବୁଝିପାରିଲ। ତ ଚାଲ ଫାର୍ଷ୍ଟ ପଢ଼ା ହଉଛି ଅସହଯୋଗ ଆନ୍ଦୋଳନ କାରଣ। ହେଲା, ତ ତୁମେ ଅସହଯୋଗ ଆନ୍ଦୋଳନ ସମସ୍ତେ ଶୁଣିଥିବ, କିସ ଆନ୍ଦୋଳନ ଶୁଣିଛ। ଆମର ସ୍ଵାଧୀନତା ଯେତେବେଳେ ଆମେ ପାଇନଥିଲୁ ସେତେବେଳେ ଗାନ୍ଧିଜୀଙ୍କ ନେତୃତ୍ୱରେ କିସ ଆନ୍ଦୋଳନ ଶୁଣିଛ। ଗୋଟେ ଶୁଣିଛ ହଉଛି କିସ ଅସହଯୋଗ ମସିହା ବି ଜାଣିଛ କେବେ ହେଇଛି। ତାପରେ ଶୁଣିଛ ଆଇନ ଅମାନ୍ୟ ଆନ୍ଦୋଳନ, ଆଇନ ଅମାନ୍ୟ ଆନ୍ଦୋଳନ ବି ଶୁଣିଛ। ତାପରେ ହଉଛି ଶୁଣିଛ କିସ ଆମର ଭାରତ ଛାଡ ଆନ୍ଦୋଳନ ଶୁଣିଛ, ଭାରତ ଛାଡ ଆନ୍ଦୋଳନ ଶୁଣିଛ, ବୁଝିହେଲା। ଏଗୁଡ଼ା ତ ଶୁଣିଛ, ଏଗୁଡ଼ା ବଡ଼ ଜାତୀୟ ସ୍ତରରେ ଆନ୍ଦୋଳନ ହେଇଥିଲା ବୋଲି ଶୁଣିଛ, ବୁଝିହେଲା। ତ ସେଇ ଅସହଯୋଗ ଆନ୍ଦୋଳନଟା ଏଇନା ପଢ଼ବା, ଏଇ କ୍ଲାସରେ ଆଜି ଅସହଯୋଗ ଆନ୍ଦୋଳନ ବିଷୟରେ ପଢ଼ବା, ବୁଝିପାରିଲ। ତ ଚାଲ ହେଡିଂ ଦେଇଦବା ଅସହଯୋଗ ଆନ୍ଦୋଳନ କାରଣ। ତ ଦେଖ, ଅସହଯୋଗ ଆନ୍ଦୋଳନ ମୁଖ୍ୟତଃ ପାଞ୍ଚଟି କାରଣ ଥିଲା। କେତେ କାରଣ ଥିଲା, ପାଞ୍ଚଟି କାରଣ ଥିଲା। ଦେଖିଦବା ଅସହଯୋଗ ଆନ୍ଦୋଳନର କାରଣ। ଅସହଯୋଗ ଆନ୍ଦୋଳନର କାରଣ। ସମସ୍ତେ ଭିଡ଼ିଓଟିକୁ 2x କରି ଦେଖ, ବୁଝିହେଲା। ବହୁତ ସ୍ଲୋ ପଢ଼ା ହବ, 2x କରି ଦେଖ, ନହେଲେ ବୋର ଲାଗିଯିବ। ତ ଅସହଯୋଗ ଆନ୍ଦୋଳନର କେତେ କାରଣ ଥିଲା ରେ କହିଲି, ପାଞ୍ଚଟି କାରଣ ଥିଲା। କେଟି, ପାଞ୍ଚଟି କାରଣ ଥିଲା। କିସ କାରଣ ଦେଖିଦବା। ଫାର୍ଷ୍ଟ କାରଣ ହଉଛି ରାଉଲାତ ଆଇନର ଗୃହୀତ, ରାଉଲାତ ଆଇନ, ଇଏ ବି ଗୋଟେ କାରଣ ହବ। ସେକେଣ୍ଡ କାରଣ ହଉଛି ଜାଲିଆନାବାଲାବାଗ ହତ୍ୟାକାଣ୍ଡ, ଜାଲିଆନାବାଲାବାଗ ହତ୍ୟାକାଣ୍ଡ, ଇଏ ବି ଗୋଟେ କାରଣ। ତାପରେ ହଉଛି ଥାର୍ଡରେ ହଉଛି ଆମର ଖିଲାଫତ ଆନ୍ଦୋଳନ, ଖିଲାଫତ ଆନ୍ଦୋଳନ, ଇଏ ବି ଗୋଟେ କାରଣ ଆମର ଅସହଯୋଗ ଆନ୍ଦୋଳନ ଷ୍ଟାର୍ଟ ହବାର। ତାପରେ ଭାରତ ଶାସନ ଆଇନ, ଭାରତ ଶାସନ ଆଇନ 1919 ର ତ୍ରୁଟି, ଭାରତ ଶାସନ ଆଇନ 1919 ର ତ୍ରୁଟି। ତାପରେ ଲାଷ୍ଟ କାରଣ ହଉଛି ହଣ୍ଟର କମିଟିର ପକ୍ଷପାତିତା, ହଣ୍ଟର କମିଟି ର ପକ୍ଷପାତିତା। ତ ଯଦି ପଡିଲା କ୍ୱେଶ୍ଚନ ଅସହଯୋଗ ଆନ୍ଦୋଳନ କଣ ପାଇଁ ଆରମ୍ଭ ହେଇଥିଲା, ଅସହଯୋଗ ଆନ୍ଦୋଳନର ମୁଖ୍ୟ କାରଣ ଗୁଡିକ ଲେଖ। ଏଇ ପାଞ୍ଚଟା ପଏଣ୍ଟରେ ଲେଖିଦବ, ବୁଝିହେଲା। ଅସହଯୋଗ ଆନ୍ଦୋଳନ ଯଦି କାରଣ ପଡିଲା ପାଞ୍ଚଟା ପଏଣ୍ଟ ଲେଖିଦବ, 2 ମାର୍କ କି 3 ମାର୍କ ଥିବ, ପୁରା ଫୁଲ ମାର୍କ ପାଇଯିବ, ବୁଝିହେଲା। ଭେରି ଇମ୍ପୋର୍ଟାଣ୍ଟ। ଅସହଯୋଗ ଆନ୍ଦୋଳନ କଣ ପାଇଁ ଷ୍ଟାର୍ଟ ହେଇଥିଲା, ଗୋଟେ ହଉଛି ଆମର କିସ ରାଉଲାତ ଆଇନ, ତାପରେ ହଉଛି ଜାଲିଆନାବାଲାବାଗ ହତ୍ୟାକାଣ୍ଡ, ସେଇଟା ହେଲା, ସେଇପାଇଁ ବି ସେଇଟା ବି ଗୋଟେ କାରଣ। ତାପରେ ଖିଲାଫତ ଆନ୍ଦୋଳନ, ଭାରତ ଶାସନ ଆଇନ 1919 ର ତ୍ରୁଟି, ହଣ୍ଟର କମିଟିର ପକ୍ଷପାତିତା।
ତ ଦେଖ ରାଉଲାତ ଆଇନ କିସ, ରାଉଲାତ ଆଇନ ବିଷୟରେ ତୁମେ ଲାଷ୍ଟ କ୍ଲାସରେ ପୁରା ହିଣ୍ଟସ ଟିକେ ପାଇଥିବ, ପଢିଥିବ ଲାଷ୍ଟ କ୍ଲାସରେ। ରାଉଲାତ ଆଇନ କିସ, ଆମର ପ୍ରଥମ ବିଶ୍ୱଯୁଦ୍ଧ ଯେତେବେଳେ ଚାଲିଥିଲା, ପ୍ରଥମ ବିଶ୍ୱଯୁଦ୍ଧରେ ଦୁଇଟି ଶକ୍ତି ଥିଲେ, ଗୋଟେ ମିତ୍ର ଶକ୍ତି ଆଉ ଗୋଟେ ହଉଛି କିସ ରାଉଲାତ ଆଇନ। ଦେଖ କିସ ପଢବା ହେଲା, ତ ଲାଷ୍ଟ କ୍ଲାସରେ ପଢି ସାରିଥିଲେ ଅଲରେଡି, ଆଉ ଥରେ ପଢିଦବା ରାଉଲାତ ଆଇନ। ରାଉଲାତ ଆଇନ ଦେଖ ଆମର ଲେଖବା କିଛି ଦରକାର ନାହିଁ, ରାଉଲାତ ଆଇନ ବିଷୟରେ କିଛି ଲେଖବା ଦରକାର ନାହିଁ, ସେ ପୁରୁଣା ମାନେ କିସ ଲାଷ୍ଟ କ୍ଲାସରେ ପଢିଥିଲେ, ଏଇଟା ବି ଲାଷ୍ଟ କ୍ଲାସରେ ପଢିଥିଲେ, ଏଇଟା ବି ଲାଷ୍ଟ କ୍ଲାସରେ ପଢିଥିଲେ। ଆମେ ଏଇଠି ପଢବା ହଉଛି ଖିଲାଫତ ଆନ୍ଦୋଳନରୁ ପଢବା, ବୁଝିପାରିଲ। ତ ରାଉଲାତ ଆଇନ ମାନେ ହଉଛି ପ୍ରଥମ ବିଶ୍ୱଯୁଦ୍ଧ ସମୟରେ, ପ୍ରଥମ ବିଶ୍ୱଯୁଦ୍ଧ କେବେ ହେଇଥିଲା? ପ୍ରଥମ ବିଶ୍ୱଯୁଦ୍ଧ, ପ୍ରଥମ ବିଶ୍ୱଯୁଦ୍ଧ ହେଇଥିଲା ହଉଛି 1914 ମସିହାରେ ଆରମ୍ଭ ହେଇକି, 1914ରେ ଆରମ୍ଭ ହେଇକି କେବେ ସରିଥିଲା? 1918 ମସିହାରେ ସରିଥିଲା। ତେବେ 1914 ମସିହାରୁ 1918 ମସିହା କେତେ ବର୍ଷ ହେଇଥିଲା? 4 ବର୍ଷ। ଏଇ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଆମର ଦୁଇଟି ଶକ୍ତି ହଉଛି ବାହାରିଥିଲେ, ଗୋଟେ ହଉଛି କିସ କନା କେନ୍ଦ୍ର ଶକ୍ତି, ଆଉ ଗୋଟେ ହଉଛି କିସ ମିତ୍ର ଶକ୍ତି। କେନ୍ଦ୍ର ଶକ୍ତି ଆଉ ଗୋଟେ ହଉଛି ମିତ୍ର ଶକ୍ତି। ମନେ ରଖ ହେଲା, ଏଇ ପାଠଟା ପୁଣି ନେକ୍ସଟ ଟିକେ ସମୟ ପରେ ପୁଣି ଦରକାର ହବ। ପ୍ରଥମ ବିଶ୍ୱଯୁଦ୍ଧରେ କିସ ହେଲା, ଦୁଇଟି ଶକ୍ତି ହଉଛି ଆମର ହଉଛି ପାୱାର ଆସିଥିଲେ, ଗୋଟେ କେନ୍ଦ୍ର ଶକ୍ତି ଆଉ ଗୋଟେ ହଉଛି ମିତ୍ର ଶକ୍ତି, ବୁଝିଲା। ମିତ୍ର ଶକ୍ତି ଆମର ସହ କିଏ ଥିଲେ? ମିତ୍ର ଶକ୍ତିରେ ଥିଲେ ହଉଛି ଆମର ଇଂଲଣ୍ଡ, ଆମେରିକା, ଏଗୁଡା ଥିଲେ। ଫ୍ରାନ୍ସ, ଇଂଲଣ୍ଡ, ଆମେରିକା, ଫ୍ରାନ୍ସ ଏଇ ଦେଶ ଗୁଡା ଥିଲେ, ଏଇ ଦେଶ ହେଲା। ବିଶ୍ୱଯୁଦ୍ଧ ମାନେ ସବୁ ଦେଶ ଭାଗ ନେବେ ନା ହେଲା। ଆଉ କେନ୍ଦ୍ର ଶକ୍ତିରେ କିଏ ମାନେ ଥିଲେ? କେନ୍ଦ୍ର ଶକ୍ତିରେ ଥିଲା ହଉଛି ଆମର ଜର୍ମାନୀ, କେନ୍ଦ୍ର ଶକ୍ତିରେ ଥିଲା ଜର୍ମାନୀ, ତାପରେ ହଉଛି ଆମର ଅ ତୁର୍କୀ, ଏଇ ଦେଶ ଗୁଡା ଥିଲେ। ସେମିତି ବହୁତ ଗୁଡା ଦେଶ ଥିଲା ହେଲା। ତ ଏଇ ଯେତେବେଳେ ଯୁଦ୍ଧଟା ହେଲା, ଏଇ ମିତ୍ର ଶକ୍ତିକୁ ମନେ ରଖିବ କିଏ ମାନେ ସାହାଯ୍ୟ କରିଥିଲେ? ଭାରତୀୟ ମାନେ ସାହାଯ୍ୟ କରିଥିଲେ, ବୁଝିହେଲା। ଏଇ ମିତ୍ର ଶକ୍ତି ସପକ୍ଷରେ ବା ହଉଛି ମିତ୍ର ଶକ୍ତି ମାନଙ୍କ ସହ ସୈନ୍ୟରେ ମିଶିକି ସେମାନେ କେନ୍ଦ୍ର ଶକ୍ତି ବିରୋଧରେ ଲଢିଥିଲେ, ବୁଝିହେଲା। କେନ୍ଦ୍ର ଶକ୍ତି ବିରୋଧରେ ଲଢିଥିଲେ ଏଇ ପ୍ରଥମ ବିଶ୍ୱଯୁଦ୍ଧରେ। ତ ଭାରତୀୟ ମାନେ କଣ ପାଇଁ ସାହାଯ୍ୟ କରିଥିଲେ? ଭାରତୀୟ ମାନେ ହଉଛି ଏଇ ମିତ୍ର ଶକ୍ତିକୁ ଯେ ସାହାଯ୍ୟ କଲେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ, ତାର ବି ନିହାତି କିଛି ରିଜନ ଥିବ। ତାର ରିଜନ ହଉଛି କିସ କନା, ମାନେ ପ୍ରଥମ ବିଶ୍ୱଯୁଦ୍ଧ ଯେତେବେଳେ ହେଲା, ଇଂରେଜ ସରକାର କହିଥିଲେ ପ୍ରଥମ ବିଶ୍ୱଯୁଦ୍ଧ ସମାପ୍ତି ପରେ ତୁମକୁ କିଛି ସୁବିଧା ଦେବା, ବୁଝିହେଲା। ତୁମକୁ କିଛି ଭାରତୀୟ ମାନଙ୍କୁ କିଛି ସୁବିଧା, ଭାରତୀୟ ମାନଙ୍କୁ କିଛି ସୁବିଧା ଦିଆଯିବ ବୋଲି ଇଂରେଜ ସରକାର କଥା ଦେଇଥିଲେ। କିନ୍ତୁ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ 1918 ମସିହାରେ ସରିଗଲା ହେଲା, ଇଂରେଜ ସରକାର ହଉଛି କିସ ଆମର ଧୋକା ଦେଇଦେଲା ଭାରତୀୟ ମାନଙ୍କୁ, ବୁଝିହେଲା। ଧୋକେବାଜ ହେଇଗଲେ ହେଲା, ସେମାନେ କିଛି ମାନେ ଭାରତୀୟ ମାନଙ୍କୁ ସୁବିଧା ଦେଲେନି ହେଲା। ତ ଭାରତୀୟ ମାନେ କିସ କଲେ କହନି, ଭାରତୀୟ ମାନେ ରାଗିକି ଇଂରେଜ ସରକାରଙ୍କ ବିରୋଧରେ ହୋ ହାଲ୍ଲା କଲେ। କଣ ପାଇଁ ହେଲା, ଇଂରେଜ ସରକାରଙ୍କ ସହ ଯୁକ୍ତି ତର୍କ କଲେ, ବୁଝିପାରିଲ। ଯେତେବେଳେ ବିଶ୍ୱଯୁଦ୍ଧ ସରିଲା, ଭାରତୀୟ ମାନଙ୍କୁ ଯେତେବେଳେ ସୁବିଧା ମିଳିଲାନି, ସେମାନେ ହଉଛି କିସ ଇଂରେଜ ସରକାରଙ୍କ ସହ ବା ଇଂରେଜ ସରକାରଙ୍କ ସହ ଯୁକ୍ତି ତର୍କ କଲେ, ଆଉ ଇଂରେଜ ସରକାରଙ୍କ ବିରୋଧରେ ହଉଛି ବାହାରିଲେ। ତ ଇଂରେଜ ସରକାରଙ୍କର ସେତେବେଳେ ବିଚାରପତି ଥିଲେ ହଉଛି ରାଉଲାତ, ବୁଝିହେଲା। ରାଉଲାତ ନାମକ ଜଣେ ହଉଛି ବିଚାରପତି, ବ୍ରିଟିଶ ବିଚାରପତି ଥିଲେ ହେଲା। ତ ସିଏ କିସ କଲେ କହନା, ସେ ଗୋଟେ ଏମିତି ନିୟମ ବାହାର କରିଦେଲେ, ଯେ ନିୟମ ଟାକୁ କୁହାଯାଏ ରାଉଲାତ ଆଇନ, ବୁଝିହେଲା। ସେ କହିଲେ ହଉଛି ମୁଁ ଗୋଟେ ଏମିତି ନିୟମ ବାହାର କରୁଛି, ଯଦି ହଉଛି କୌଣସି ଭାରତୀୟ ହେଲା ମାନେ ଆମର ଇଂରେଜ ସରକାରଙ୍କ ସହ ଯୁକ୍ତି ତର୍କ କରିବ, ତାକୁ ହଉଛି ଜେଲ ଦଣ୍ଡ ଦିଆଯିବ, ବୁଝିହେଲା। ବିନା ବିଚାରରେ ହଉଛି ତାକୁ ଜେଲ ଦଣ୍ଡ ଦିଆଯିବ, ସେଇଟା ବି ଆଜୀବନ, ବୁଝିହେଲା। ଆଜୀବନ କାରାଦଣ୍ଡ ଦିଆହବ, ବିନା ବିଚାରରେ କିସ ଆଜୀବନ କାରାଦଣ୍ଡ ଦିଆହବ ଭାରତୀୟ ମାନଙ୍କୁ, ବୁଝିହେଲା। ତ ହଉଛି ସେଇଟା ହଉଛି ରାଉଲାତ ଆଇନ କୁହାଯାଏ ହେଲା। ବିନା ବିଚାରରେ ହଉଛି ମାନେ ଜଣକୁ ହଉଛି ଯିଏ ହୋ ହଲ୍ଲା କରୁଥିବ ତାକୁ ଗିରଫ କରି ନିଆଯିବ, ଆଉ ହଉଛି ପୁରା ଜୀବନ ସାରା ପାଇଁ ହଉଛି ଜେଲ ଦଣ୍ଡ ଦିଆଯିବ ହେଲା। ଏମିତି ସିଷ୍ଟମ କରିଦିଆଗଲା, ଜୀବନ ସାରା ପାଇଁ ଜେଲ ଦଣ୍ଡ ଦିଆଯିବ, ଆଉ ହଉଛି ତାକୁ କୋର୍ଟକୁ ବି ନିଆଯିବନି। ଏଇଟା ହଉଛି ରାଉଲାତ ଆଇନ। ଏଇଟା କେବେ ଗୃହୀତ ହେଇଥିଲା? ଏଇଟା 1918 ମସିହା ମାର୍ଚ୍ଚ ମାସ, 1918 ମସିହା ମାର୍ଚ୍ଚ ମାସ 18 ତାରିଖ ଦିନ, ସରି 1919 ମସିହା ମାର୍ଚ୍ଚ ମାସ 18 ତାରିଖ ଦିନ ଏଇ ଆଇନଟା କେବେ ଗୃହୀତ ହେଇଥିଲା? 1919 ମସିହା ମାର୍ଚ୍ଚ ମାସ 18 ତାରିଖ ଦିନ ରାଉଲାତ ଆଇନ ଗୃହୀତ ହେଇଥିଲା, ବୁଝିପାରିଲ। ଏଇଟା ରାଉଲାତ ଆଇନ। ଏଠି ଭାରତୀୟ ମାନେ ରାଗିକି ଥିଲେ ହେଲା। ତାପରେ ଦେଖିବା ରାଉଲାତ ଆଇନ ପରେ କିଛି ହେଡିଙ୍ଗ ଦେଇଥିଲେ। ରାଉଲାତ ଆଇନ ପରେ ହେଡିଙ୍ଗ ଦେଇଥିଲେ ହଉଛି ଜାଲିଆନାୱାଲାବାଗ ହତ୍ୟାକାଣ୍ଡ, ଜାଲିଆନାୱାଲାବାଗ ହତ୍ୟାକାଣ୍ଡ। ସେକେଣ୍ଡ ରିଜନ ହଉଛି କିସ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ, ଜାଲିଆନାୱାଲା ବାଗ ହତ୍ୟାକାଣ୍ଡ। ଇଏ ବି ଗୋଟେ ରିଜନ, ଅସହଯୋଗ ଆନ୍ଦୋଳନ ଷ୍ଟାର୍ଟ ହବାର, ଇଏ ବି ଗୋଟେ ରିଜନ, ଅସହଯୋଗ ଆନ୍ଦୋଳନ ଷ୍ଟାର୍ଟ ହବାର। ଦେଖ ସେଇ ଯେତେବେଳେ ହଉଛି କିସ ରାଉଲାତ ଆଇନ ଗୃହୀତ ହେଲା, ସେତେବେଳେ ହଉଛି ଭାରତୀୟ ମାନେ ହଉଛି ବହୁତ ଆନ୍ଦୋଳନ କଲେ। ଆନ୍ଦୋଳନ ମାନେ ହଉଛି ଏକଜୁଟ ହେଇକି ହଉଛି ରାସ୍ତା ରୋକ କଲେ, ଜିନିଷ ଫିନିଷ ଭଙ୍ଗାରୁଜା କଲେ ହେଲା। ତ ସରକାର ରାଗିକି ତ ନିୟମ ବାହାରି ଦେଲେ, ପୁଣି ଆହୁରି ଗୋଟେ ୱାର୍ଣ୍ଣିଂ ଦେଇ ଦେଇଥିଲେ କିସ କରେ,
ଯିଏ ହଉଛି ଯୋଉଠି ଭାରତୀୟ ମାନେ ମିଟିଂ ଯଦି ବସିଥିବାର ଦେଖାଯିବ ହେଲା, ସେଇଠି ହଉଛି କି ସେମାନଙ୍କୁ ଦଣ୍ଡ ମିଳିବ ବୁଝିହେଲା। ତ କିସ ହେଲା କଣ ଦିନେ ଆମର ସେଇ ଆନ୍ଦୋଳନ କଲା ବେଳେ ହଉଛି ଦୁଇଟା ସ୍ଥାନୀୟ ନେତା, ତାଙ୍କ ନାମ ହଉଛି ଡକ୍ଟର ସୈଫୁଦ୍ଦିନ କିଚଲୁ ଆଉ ହଉଛି କିସ ଡକ୍ଟର ସତ୍ୟପାଲ। ସେମାନଙ୍କୁ ହଉଛି ଇଂରେଜ ସରକାର ଗିରଫ କରି ନେଇଗଲେ ବୁଝିହେଲା। ତ ଯେତେବେଳେ ଗିରଫ କରି ନେଇଗଲେ ତ ଭାରତୀୟ ମାନେ କିସ କଲେ, ସେମାନଙ୍କର ପ୍ରିୟ ନେତା ଥିଲେ ସେମାନେ। ତ ଭାରତୀୟ ମାନେ ସେଇ ନେତାଙ୍କୁ ଛଡେଇବା ବାହାନାରେ ଆଉ ହଉଛି 1919 ମସିହା ଏପ୍ରିଲ ମାସ 13 ତାରିଖ ଦିନ ଛତୁଆ ପର୍ବ ଗୋଟେ ପାଳନ ହୁଏ ଜାଣିଛ ନା ନାଇଁ? ଏପ୍ରିଲ 13 ତାରିଖ ଦିନ ଛତୁଆ ପର୍ବ ବା ବୈଶାଖୀ ଉତ୍ସବ ପାଳନ କରାଯାଏ ସେଟା ବୁଝିହେଲା। ସେଇ ବୈଶାଖୀ ଉତ୍ସବ ମାନବା ପାଇଁ ଆଉ ହଉଛି ସେମାନେ ମିଟିଂ କରିଥାନ୍ତେ ଯେ ସେଇ ଆମର ଡକ୍ଟର ସତ୍ୟପାଲ ଆଉ ସୈଫୁଦ୍ଦିନ କିଚଲୁଙ୍କୁ କେମିତି ଛଡେଇବା ସେଇଟା ଉଦ୍ଦେଶ୍ୟରେ ସେମାନେ ହଉଛି ପଞ୍ଜାବର ଅମୃତସର ଠାରେ, ପଞ୍ଜାବର କୋଉଠି ଅମୃତସର ସହରର ଜାଲିଆନାବାଲାବାଗ ଜାଲିଆନାବାଲାବାଗ ଠାରେ ସେମାନେ ହଉଛି ଏକାଠି ହେଇଥିଲେ ବୁଝିହେଲା। ଭାରତୀୟ ମାନେ ଏକାଠି ହେଇଥିଲେ, ପୁରା ବହୁତ ହଜାର ହଜାର ଲୋକ ଏକାଠି ହେଇଥିଲେ। ତାଙ୍କର ଉଦ୍ଦେଶ୍ୟ କିସ ଥିଲା, ଆମର ହଉଛି ତାଙ୍କର ଉଦ୍ଦେଶ୍ୟ ଥିଲା ହଉଛି ସ୍ଥାନୀୟ ନେତାକୁ ଜେଲରୁ ଛଡେଇବେ ଆଉ ହଉଛି ବୈଶାଖୀ ଉତ୍ସବ ପାଳନ କରିବେ। ତ ଯେତେବେଳେ ସେମାନେ ଇଂରେଜ ସରକାର ସେମାନେ ଇଂରେଜ ସରକାର ମାନେ ଯେତେବେଳେ ହଉଛି ୱାର୍ଣ୍ଣିଂ ଦେଇଥିଲେ, ଏମାନେ ଶୁଣି ନାହାନ୍ତି ଭାରତୀୟ ମାନେ ହେଲା, ଏଇ ଭାରତୀୟ ମାନେ ଯୋଉମାନେ ମିଟିଂ ଯାଇଥିଲେ ସେମାନେ ଶୁଣି ନାହାନ୍ତି। ତ କିସ ହେଲା ମାନେ ଯେତେବେଳେ ମିଟିଂ ବସିଛନ୍ ସେ ଜାଲିଆନାବାଲାବାଗ ଠାରେ, ସେତିକି ବେଳେ ହଉଛି ସେଇଟା ଗୋଟେ ଏମିତି ଗୋଟେ ଘର ହେଲା ବା ଏମିତି ଗୋଟେ ଥିଲା, ଚାରିଆଡେ ହଉଛି ପାଚେରୀ ବୁଝିହେଲା, ଚାରିଆଡେ ହଉଛି ଘେର ଥିଲା, ଗୋଟେ ହିଁ ଏଣ୍ଟ୍ରି ଥିଲା। ତ ସେଇଠି ଲୋକମାନେ ମିଟିଂ କରୁଛନ୍ ହେଲା, ହଜାର ହଜାର ଲୋକ। ତ ସେତିକି ବେଳେ ଇଂରେଜର ଇଂରେଜ ସରକାର ମାନେ ପଞ୍ଜାବର ସାମରିକ ମୁଖ୍ୟ ତାଙ୍କ ନାମ ଥିଲା ହଉଛି ଜେନେରାଲ ଡାୟର ହେଲା। ଆର୍ମି ମୁଖ୍ୟ ସେ ହଉଛି ତାଙ୍କ ସେନା ଧରିକି ପହଞ୍ଚିଲେ ଏଇ ଗେଟ୍ ପାଖକୁ। ଆଉ ହଉଛି ଗେଟ୍ ପାଖରୁ ହଉଛି ସୈନ୍ୟ ସାମନ୍ତକୁ ଆଖି ବୁଜି ଗୁଳି ଚାଳନାର ଅର୍ଡର ଦେଲେ। ଯାହା ଫଳରେ ଏଇଠି କେତେ ଜଣ ଲୋକ ମରିଥିଲେ, ଆମର ଲୋକ ମରିଥିଲେ ହଉଛି ଇଂରେଜ ସରକାରଙ୍କ ହିସାବରେ 399 ଲୋକ ମରିଥିଲେ ହେଲା। ଆଉ ହଉଛି 1200 ରୁ ଅଧିକ ଲୋକ ଆହତ ହେଇଥିଲେ। ଆଉ ଯେତେବେଳେ ହଉଛି ଗାନ୍ଧିଜୀ ହିସାବ କରାଇଲେ ଲୋକମାନଙ୍କୁ ହେଲା, ଗାନ୍ଧିଜୀଙ୍କ ଟିମ ଯେତେବେଳେ ହିସାବ କଲା ବାହାରିଲେ କେତେ 1200 ଲୋକ ମରିଥିଲେ ଆଉ 3600 ରୁ ଅଧିକ ଲୋକ ଆହତ ହେଇଥିଲେ ବୁଝିହେଲା। 3600 ରୁ ଅଧିକ ଲୋକ ଆହତ ହେଇଥିଲେ। ତ ଏଇଟା ହଉଛି ଜାଲିଆନାବାଲାବାଗ ହତ୍ୟାକାଣ୍ଡ କେବେ ହେଇଥିଲା, 1919 ଏପ୍ରିଲ ମାସ 13 ତାରିଖ ଦିନ। ଏଇଟା ବି ଗୋଟେ କାରଣ ଅସହଯୋଗ ଆନ୍ଦୋଳନ ଷ୍ଟାର୍ଟ ହବାର। ତାପରେ ହଉଛି ମେନ୍ କାରଣ ହଉଛି କିସ, ଥାର୍ଡ ନମ୍ବର କାରଣ ହଉଛି ଖିଲାଫତ ଆନ୍ଦୋଳନ। ଖିଲାଫତ ଆନ୍ଦୋଳନ ଲାଷ୍ଟ ଦୁଇଟା ବିଷୟରେ ତ ତୁମେ ଫାର୍ଷ୍ଟ କ୍ଲାସରେ ପଢିଥିଲ, ଲାଷ୍ଟ ବିଷୟରେ ପଢିଥିଲ। ଖିଲାଫତ ଆନ୍ଦୋଳନ ଶୁଣିଛ କି? ଖିଲାଫତ ଆନ୍ଦୋଳନ ଅଧିକାଂଶ ପିଲା ଶୁଣି ନଥିବ, କଣ ପାଇଁ? ଏଇଟା ହଉଛି ଜାତୀୟ ସ୍ତରର ଆନ୍ଦୋଳନ ଏତେ ମାନେ ହଁ ଯେମିତି ହଉଛି ତୁମେ ଶୁଣିଛ ଆମର ଆଇନ ଅମାନ୍ୟ ଆନ୍ଦୋଳନ, ଅସହଯୋଗ ଆନ୍ଦୋଳନ, ଭାରତ ଛାଡ ଆନ୍ଦୋଳନ, ଏଇ ଆନ୍ଦୋଳନଟା ଏତେ ଫେମସ ନୁହଁ ବୁଝିହେଲା, ସେଇ ପାଇଁ ହଉଛି ଅଧିକାଂଶ ପିଲା ଶୁଣି ନଥିବେ ହେଲା। ତ କିନ୍ତୁ ଏଇ ଗୋଟେ ଭିଡିଓରେ ତୁମେ ହଉଛି ଏଇ ଆନ୍ଦୋଳନ ବିଷୟରେ ପୁରା ଜାଣି ପକେଇବ ବୁଝିହେଲା। ଏଇ ଆନ୍ଦୋଳନ କେବେ ହେଇଥିଲା? ଏଇ ଆନ୍ଦୋଳନ ହେଇଥିଲା ହଉଛି ମସିହା 1919 ମସିହାରେ ହେଇଥିଲା। ୟାର କାରଣ କିସ ଥିଲା ଦେଖ, ୟାର କାରଣ ଥିଲା ହଉଛି ହେଲା ସେଇ ପ୍ରଥମ ବିଶ୍ୱଯୁଦ୍ଧ ବୁଝିହେଲା, ଏଇଟା ହିଁ କାରଣ ବୁଝିପାରିଲ। ତ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଆମର ତୁମେ ଜାଣିଛ ହଉଛି ଭାରତୀୟ ମାନେ ହଉଛି କିସ ଆମର ମିତ୍ର ଶକ୍ତିକୁ ସପକ୍ଷରେ ଥିଲେ ହେଲା। ତ ପ୍ରଥମ ବିଶ୍ୱଯୁଦ୍ଧରେ କିଏ ଜିତିଥିଲା? ପ୍ରଥମ ବିଶ୍ୱଯୁଦ୍ଧରେ ଜିତିଥିଲା ହଉଛି ଆମର ମିତ୍ର ଶକ୍ତି ବୁଝିହେଲା। ତ ଏଇ ପ୍ରଥମ ବିଶ୍ୱଯୁଦ୍ଧରେ ଯେତେବେଳେ ମିତ୍ର ଶକ୍ତି ଜିତିଲା, ସେ ହଉଛି ଆମର କେନ୍ଦ୍ର ଶକ୍ତି ଅଧୀନରେ ଥିବା ହଉଛି ଦେଶ ତୁର୍କୀ ଦେଶକୁ ଖଣ୍ଡ ବିଖଣ୍ଡିତ କରିଦେଲା ବୁଝିହେଲା। ଖଣ୍ଡ ବିଖଣ୍ଡିତ କରିଦେଲା, ଲେଖିଦବା ହେଲା। ଦେଖ ଆଉ ଥରେ ରିଭିଜନ କରିଦଉଛି। ଆମର ପ୍ରଥମ ବିଶ୍ୱଯୁଦ୍ଧ କେବେ କେତେ ରୁ କେତେ ହେଇଥିଲା? 1914 ରୁ କେତେ ମସିହା 1948 ସରି 1918 ମସିହା ପର୍ଯ୍ୟନ୍ତ ହେଇଥିଲା। ତ ଏଇ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ କେତେଟା ଦେଶ ଥିଲେ, କେତେଟା ଶକ୍ତି ବାହାରିଥିଲେ? ଦୁଇଟା ଶକ୍ତି, ଗୋଟେ ହଉଛି କେନ୍ଦ୍ର ଶକ୍ତି ଆଉ ଗୋଟେ ହଉଛି କିସ ମିତ୍ର ଶକ୍ତି। ଏଇ କେନ୍ଦ୍ର ଶକ୍ତି ସହ କେଉଁ କୋଉ ଦେଶ ଥିଲେ? କେନ୍ଦ୍ର ଶକ୍ତି ହଉଛି ଜର୍ମାନୀ ଆଉ ହଉଛି ଅଟୋବନ ସାମ୍ରାଜ୍ୟ, ଏଇ ଦେଶ ଗୁଡା ଥିଲେ ଅଟୋବନ ସାମ୍ରାଜ୍ୟ। ଆଉ ମିତ୍ର ଶକ୍ତିରେ କୋଉମାନେ ଥିଲେ? ଅଟୋବନରେ ହଉଛି ତୁର୍କୀ ସେଇ ଦେଶ ଗୁଡା ଯାନ ହେଲା। ଆଉ ଜାପାନ ଫାପାନ ଏଇଗୁଡା ଥିଲେ। ଆଉ ହଉଛି ମିତ୍ର ଶକ୍ତିରେ କୋଉମାନେ ଥିଲେ? ଆମେରିକା, ଫ୍ରାନ୍ସ, ତାପରେ ହଉଛି ଇଂଲଣ୍ଡ ଏମାନେ ଥିଲେ। ତ ଏଇ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଯେତେବେଳେ ମିତ୍ର ଶକ୍ତି ଜିତିଗଲା, ସେ କିସ କରିଦେଲା କଣ ଏଇ ତୁର୍କୀ ସାମ୍ରାଜ୍ୟକୁ ଖଣ୍ଡ ବିଖଣ୍ଡିତ କରିଦେଲା ବୁଝିହେଲା, ମାନେ ପାର୍ଟ ପାର୍ଟ କରିଦେଲା। ପାର୍ଟ ପାର୍ଟ ମାନେ ହଉଛି ତୁର୍କୀ ସାମ୍ରାଜ୍ୟରୁ ବିଭିନ୍ନ ବିଭିନ୍ନ ଅଞ୍ଚଳ ବନେଇଦେଲା ବୁଝିହେଲା। ତ କିସ ହେଲା କହନା, ବନେଇଦେଲା ତ ଠିକ ଅଛି। ଆଉ ହଉଛି ତୁର୍କୀର ସୁଲତାନ ଥିଲେ ହଉଛି ସେତେବେଳେ ତୁର୍କୀ ଗୋଟେ ମୁସଲମାନ ଦେଶ ମନେ ରଖିବ। ତୁର୍କୀ ଗୋଟେ ମୁସଲମାନ ଦେଶ ହେଲା। ଆଉ ସେଇ ତୁର୍କୀର ସୁଲତାନ ଥିଲେ ହଉଛି କିଏ? ଆମର ହଉଛି ମୁସଲମାନ ମାନଙ୍କର ଧର୍ମଗୁରୁ ଖଲିଫା, ମୁସଲମାନ ମାନଙ୍କର ଧର୍ମଗୁରୁ ଖଲିଫା। ମୁସଲମାନ ମୁସଲମାନ ମାନଙ୍କର ଧର୍ମଗୁରୁ ଖଲିଫା ଥିଲେ ହଉଛି ତୁର୍କୀର ସୁଲତାନ ବୁଝିହେଲା। ତ ଏଇ ମୁସଲମାନ ମାନଙ୍କର ଧର୍ମଗୁରୁ ଖଲିଫାଙ୍କର ଅଧୀନରେ
ମାନେ ତାଙ୍କର ଅଣ୍ଡରରେ ଯେତେ ଗୁଡା ଜାଗା ଥିଲା, ମାନେ ଯେତେ ଗୁଡା ମନ୍ଦିର ମସଜିଦ କି ଯାହା ଯାହା ଜାଗା ଥିଲା, ସବୁ ମିତ୍ର ଶକ୍ତି ଛଡେଇ ନେଇଗଲେ, ବୁଝିହେଲା। ତ କିସ ହେଲା, ପୁରା ଦେଶରେ ଯାକ ମୁସଲମାନ ରହିଗଲେ। ତୁର୍କୀର ମୁସଲମାନ ମାନେ ତ ରାଗଲେ, ତା ସହ ଭାରତୀୟ ମୁସଲମାନ ମାନେ ବି ରାଗଲେ। କି ପାଇଁ କହନା, ସେମାନେ ହଉଛି ଆମର ଖଲିଫାଙ୍କୁ ଧର୍ମଗୁରୁ ବୋଲି ଭାବୁଥିଲେ, ବୁଝିହେଲା। ଧର୍ମଗୁରୁ ମାନେ ମୁସଲମାନ ଧର୍ମର ହଉଛି କିସ, ଆମର ଗୁରୁ କିଏ ଥିଲେ, ଖଲିଫା ଥିଲେ ସେତେବେଳେ, ବୁଝିହେଲା। ସେଟା ଚେଞ୍ଜ ହୁଏ ହେଲା, ବର୍ଷକୁ ବର୍ଷ ଚେଞ୍ଜ ହୁଏ। ଆଉ ନହେଲେ ହଉଛି କିସ, ମାନେ ପିଢିକୁ ପିଢି ଚେଞ୍ଜ ହୁଏ ହେଲା, ଧର୍ମଗୁରୁ ଟା। ତ ଯେତେବେଳେ ହଉଛି ସେଇ ତାଙ୍କର ଅଧୀନରେ ଥିବା, ଖଲିଫାଙ୍କର ଅଧୀନରେ ଥିବା ସବୁ ଅଞ୍ଚଳ ଛଡେଇ ନେଇଗଲେ ଇଂରେଜ ସରକାର, ବା ମିତ୍ର ଶକ୍ତି ଛଡେଇ ନେଇଗଲେ। ତ ହଉଛି କିସ ହେଲା କୁହନା, ସେମାନେ ହଉଛି ତୁର୍କୀର ସୁଲତାନ ତ ରାଗିଗଲେ ହେଲା, ଆଉ ଭାରତୀୟ ସୁଲତାନ ପୁରା ଦେଶ ପୁରା ବିଶ୍ୱର ସୁଲତାନ ରାଗିଗଲେ, ଦେଖ ହେଲା। ତ ଏଠି ତୁମର କ୍ୱେଶ୍ଚନ ଆସୁଥିବ, ଆମର ତୁର୍କୀକୁ ଖଣ୍ଡ ବିଖଣ୍ଡିତ କରିଦିଆଗଲା, ଭାରତର ମୁସଲମାନ କଣ ପାଇଁ ରାଗିଲେ? ଦେଖ ଏଠି ହଉଛି ମୁସଲମାନ ଗୋଟେ ଏମିତି ଧର୍ମ, ମୁସଲମାନ ଧର୍ମ ଗୋଟେ ଏମିତି ଧର୍ମ ହେଲା, ଇସଲାମ ଧର୍ମ ଗୋଟେ ଏମିତି ଧର୍ମ, ତାଙ୍କର ହଉଛି ବଣ୍ଡିଙ୍ଗ ଟା ବହୁତ ଷ୍ଟ୍ରଙ୍ଗ, ବୁଝିହେଲା। ବଣ୍ଡିଙ୍ଗ ଟା ବହୁତ ଷ୍ଟ୍ରଙ୍ଗ। ଦେଖ ସେମାନେ ହଉଛି ପ୍ରତ୍ୟେକ ମୁସଲମାନକୁ ପଚାରିବ ତୁମର ପ୍ରିୟ ଭଗବାନ କିଏ, ସେ କହିବେ ଆମର ପ୍ରିୟ ଭଗବାନ ହଉଛି ଆଲ୍ଲାହ ହେଲା। ସେମାନେ କହିବେ ଆଲ୍ଲାହ ଏକ, ଆଉ ଆମେ ସବୁ ତାଙ୍କର ହଉଛି ସନ୍ତାନ, ବୁଝିପାରିଲ। ତ ସେମାନଙ୍କର ହଉଛି ମନୋଭାବ ଆଉ ହଉଛି ତାଙ୍କର ମାଇଣ୍ଡ ସେଟ ଟା ଏକ, ସେଥିପାଇଁ ହଉଛି ସେମାନଙ୍କର ବଣ୍ଡିଙ୍ଗ ଟା ହଉଛି ବହୁତ, ବୁଝିହେଲା। ସେମାନଙ୍କର ବଣ୍ଡିଙ୍ଗ ଟା ବହୁତ, କିନ୍ତୁ ହଉଛି ଭାରତୀୟ ମାନଙ୍କର ବଣ୍ଡିଙ୍ଗ, କହୁଛେ ଆମର ଭାରତୀୟ ମାନଙ୍କର ଏକତା ବହୁତ, କିନ୍ତୁ ହଉଛି ସେତେ ଏକତା ନାହିଁ ହେଲା। ଦେଖିବ ତୁମେ ଗୋଟେ ଲୋକକୁ, ଭାରତୀୟ ଲୋକକୁ ବା ହଉଛି ହିନ୍ଦୁ ଧର୍ମର ଲୋକକୁ ପଚାରିବ, ତୁମର ସବୁଠୁ ବଡ ଭଗବାନ କିଏ, ସିଏ କହିଦବ ଶିବ ବାବା, ବୁଝିହେଲା। ଆଉ ଗୋଟେ ଏ ଲୋକକୁ ପଚାରିବ ତୁମର ସବୁଠୁ ବଡ ଭଗବାନ କିଏ, ସିଏ କହିବ ହଉଛି ଆମର ବିଷ୍ଣୁ। ଆଉ ଜଣଙ୍କୁ ପଚାରିବ, ସିଏ କହିବ ଆମର ପାହାଡ ସବୁଠୁ ବଡ ଭଗବାନ। ଆଉ ଜଣେ କହିବ ଆମର ହଉଛି ମାତୃ ଶକ୍ତି ବଡ ଭଗବାନ, ବୁଝିହେଲା। ତ ଭାରତୀୟ ମାନଙ୍କର ହଉଛି କିସ, ମାଇଣ୍ଡ ସେଟ ଟା ଅଲଗା ଅଲଗା, ବୁଝିହେଲା। ସେମାନେ ହଉଛି ଭଗବାନଙ୍କୁ ତ ଏକ ମାନେ ସେମାନେ କୁହନ ହେଲା, ସେମାନେ କୁହନ କିସ, ଭଗବାନ ଏକା, ଆମ ସମସ୍ତେ ତାଙ୍କରି ସନ୍ତାନ, କିନ୍ତୁ ହଉଛି ସେମାନେ ହଉଛି ବହୁତ ଡିଭାଇଡେଡ କରିଦିଅନ୍ତି, ବୁଝିହେଲା। ତୁମର ଅଲଗା ଭଗବାନ, ତୁମର ଜାତି ଅଲଗା, ଆମର ଜାତି ଅଲଗା ହେଲା। ଯାହା ଫଳରେ ହଉଛି ଭାରତୀୟ ମାନଙ୍କର ହଉଛି କିସ, ଏତେ ମାନେ ଷ୍ଟ୍ରଙ୍ଗ ବଣ୍ଡିଙ୍ଗ ନୁହଁ, ବୁଝିପାରିଲ। କିନ୍ତୁ ମୁସଲମାନ ମାନଙ୍କର ହଉଛି କିସ, ଦେଖ ତୁର୍କୀ ସାମ୍ରାଜ୍ୟକୁ ଖଣ୍ଡ ବିଖଣ୍ଡିତ କରିଦିଆଗଲା, ଭାରତର ମୁସଲମାନ ମାନେ ବି ରାଗିଗଲେ, ଭାରତରେ ହେଲା ଖିଲାଫତ ଆନ୍ଦୋଳନ, ବୁଝିହେଲା। ତ କଣ ପାଇଁ, ସେମାନଙ୍କର ବଣ୍ଡିଙ୍ଗ ଟା ଷ୍ଟ୍ରଙ୍ଗ ହେଲା। ତ ଲେଖିଦବା କାରଣ ହେଲା, ପ୍ରଥମ ବିଶ୍ୱଯୁଦ୍ଧ ପରେ, ପ୍ରଥମ ବିଶ୍ୱଯୁଦ୍ଧ ପରେ ପଢବ 5 ମାର୍କ କ୍ୱେଶ୍ଚନ ପଢବ, ଖିଲାଫତ ଆନ୍ଦୋଳନ କଣ ପାଇଁ ହେଇଥିଲା, କେବେ ହେଇଥିଲା ହେଲା। ଖିଲାଫତ ଆନ୍ଦୋଳନ ବିଷୟରେ ଲେଖ। ପ୍ରଥମ ବିଶ୍ୱଯୁଦ୍ଧ ପରେ ତୁର୍କୀ ନା ଆମର ମିତ୍ର ଶକ୍ତି ତୁର୍କୀ ସାମ୍ରାଜ୍ୟକୁ ଖଣ୍ଡ ବିଖଣ୍ଡିତ କରିଦେଲା। ମିତ୍ର ଶକ୍ତି ତୁର୍କୀ ସାମ୍ରାଜ୍ୟକୁ ଖଣ୍ଡ ବିଖଣ୍ଡିତ କରିଦେଲା। ତୁର୍କୀକୁ ଖଣ୍ଡ ବିଖଣ୍ଡିତ କରିଦେଲା। ଖଣ୍ଡ ବିଖଣ୍ଡିତ କଲା ଏବଂ ତୁର୍କୀର ସୁଲତାନ କିଏ ଥିଲା ସେତେବେଳେ? ତୁର୍କୀର ସୁଲତାନ ଥିଲା ହଉଛି ଆମର ମୁସଲମାନ ମାନଙ୍କର ଧର୍ମଗୁରୁ ଖଲିଫା ହେଲା। ମାନେ ଦେଖ ଆମର ହଉଛି ସମସ୍ତଙ୍କର ଧର୍ମଗୁରୁ ଗୋଟେ ଥାନ ନା ନାଇଁ, ଯେମିତି ଆମର ବୌଦ୍ଧ ଧର୍ମର ଗୁରୁ କିଏ? ଆମର ହଉଛି ବୁଦ୍ଧଦେବ ହେଲା। ସେମିତି ମୁସଲମାନ ମାନଙ୍କର ଧର୍ମଗୁରୁ ସେତେବେଳେ କିଏ ଥିଲେ? ତ ପିଢି ପିଢି ଏ ଚେଞ୍ଜ ହୁଏ ଧର୍ମଗୁରୁଟା ହେଲା। ମୁସଲମାନ ମାନଙ୍କର ଧର୍ମଗୁରୁ ଥିଲେ ସେତେବେଳେ ହଉଛି ତୁର୍କୀର ସୁଲତାନ ଖଲିଫା, ବୁଝିହେଲା। ସେଇ ପାଇଁ ହଉଛି ସେଇ ଖଲିଫାଙ୍କର ମାନେ ସପୋର୍ଟରେ ଆନ୍ଦୋଳନଟା ହେଇଥିବାରୁ ଏଇଟାକୁ ହଉଛି କି କୁହାଯାଏ ଖିଲାଫତ ଆନ୍ଦୋଳନ, ବୁଝିହେଲା। ପ୍ରଥମ ବିଶ୍ୱଯୁଦ୍ଧ ପରେ ମିତ୍ର ଶକ୍ତି ତୁର୍କୀକୁ ଖଣ୍ଡ ବିଖଣ୍ଡିତ କଲା ଏବଂ ମୁସଲମାନ ମାନଙ୍କ ଧର୍ମଗୁରୁ ତଥା ତୁର୍କୀର ସୁଲତାନ ମୁସଲମାନ ମାନଙ୍କ ଧର୍ମଗୁରୁ ମୁସଲମାନ ମାନଙ୍କ ଧର୍ମ ଗୁରୁ ତଥା ତୁର୍କୀର ସୁଲତାନ ତୁର୍କୀର ସୁଲତାନ କିଏ ଥିଲେ? ତୁର୍କୀର ସୁଲତାନ ଥିଲେ ହଉଛି ଆମର ଖଲିଫାଙ୍କ ଅଧୀନରେ ଥିବା ଖଲିଫାଙ୍କ ଅଧୀନରେ ଥିବା ଅଧୀନରେ ଥିବା ସମସ୍ତ ପବିତ୍ର ସ୍ଥାନକୁ କିଏ ଛଡେଇ ନେଲେ? ଇଂରେଜ ସରକାର ହେଲା। ସମସ୍ତ ପବିତ୍ର ସ୍ଥାନକୁ ବ୍ରିଟିଶ ସରକାର ଛଡେଇ ନେଲେ। ପବିତ୍ର ସ୍ଥାନ ମାନେ ହଉଛି ମନ୍ଦିର ମସଜିଦ ଏଇଗୁଡା ହେଲା। ସ୍ଥାନକୁ ବ୍ରିଟିଶ ସରକାର ଛଡେଇ ନେଇଗଲେ। ଛଡେଇ ନେଲେ ଯାହା ଫଳରେ ହଉଛି କିସ ଆନ୍ଦୋଳନ ଷ୍ଟାର୍ଟ ହେଲା, ବୁଝିହେଲା। ଯାହା ଫଳରେ ହେଲା ନେକ୍ସଟ ପେଜରେ ଲେଖ ଯାହା ଫଳରେ ଦୁଇ ଭାଇ ଥିଲେ, ତାଙ୍କ ନାମ ହଉଛି ମହମ୍ମଦ ଅଲି ଆଉ ସୌକତ ଅଲି ହେଲା। ଯାହା ଫଳରେ ଦୁଇ ଅଲି ଭ୍ରାତାଙ୍କ ନେତୃତ୍ୱରେ ଦୁଇ ଅଲି ଭ୍ରାତା ତାଙ୍କ ନାମ କି ସଦେଶ ମହମ୍ମଦ ଅଲି ଓ ସୌକତ ଅଲି। ମହମ୍ମଦ ଅଲି ଓ ସୌକତ ଅଲିଙ୍କ ନେତୃତ୍ୱରେ ଅଲିଙ୍କ ନେତୃତ୍ୱରେ
ନେତୃତ୍ୱରେ ଖିଲାଫତ ଆନ୍ଦୋଳନ ଷ୍ଟାର୍ଟ ହେଲା। ଖିଲାଫତ ଆନ୍ଦୋଳନ ଆରମ୍ଭ ହେଲା। ବୁଝିହେଲା, ମନେ ରହିବ ଖିଲାଫତ ଆନ୍ଦୋଳନ କେମିତି ଆରମ୍ଭ ହେଲା, କଣ ପାଇଁ ଆରମ୍ଭ ହେଲା? କିସ କହିଲି, ଖିଲାଫତ ଆନ୍ଦୋଳନ ଆରମ୍ଭ ହେବାର ମେନ୍ ରିଜନ କିସ? ପ୍ରଥମ ବିଶ୍ୱଯୁଦ୍ଧ ପରେ ତୁର୍କୀ ସାମ୍ରାଜ୍ୟକୁ ଖଣ୍ଡ ବିଖଣ୍ଡିତ କରି ଦିଆଗଲା। ଆଉ ହଉଛି ତାଙ୍କର ତୁର୍କୀର ରାଜା ବା ହଉଛି ସେ ତୁର୍କୀର ରାଜା କିଏ ଥିଲେ? ମୁସଲମାନ ମାନଙ୍କର ଧର୍ମଗୁରୁ ଖଲିଫା। ସେ ତାଙ୍କର ଆଣ୍ଡାରେ ଯେତିକି ବି ଜାଗା ଥିଲା ସବୁ ଜାଗା ହଉଛି ପବିତ୍ର ଜାଗା କିଏ ଛଡେଇ ନେଲେ? ଆମର ହଉଛି ଇଂରେଜ ସରକାର ବା ହଉଛି ଆମର ମିତ୍ର ଶକ୍ତି ଛଡେଇ ନେଇଗଲେ। ତ ହଉଛି ତୁର୍କୀର ସୁଲତାନ ମାନେ ରାଗିଗଲେ ହେଲା। ଆଉ ହଉଛି ଭାରତର ସୁଲତାନ ମାନେ ବି ରାଗିଗଲେ। କଣ ପାଇଁ? ସେମାନେ ଭାବିଲେ ଯେ ଆମର ମୁସଲମାନଙ୍କର ଦେଶକୁ ହଉଛି କିସ ଖଣ୍ଡ ବିଖଣ୍ଡିତ କରିଦିଆଗଲା ମାନେ ହଉଛି ଆମର ମୁସଲମାନ ଧର୍ମ ପ୍ରତି ଅନ୍ୟାୟ ହେଲା। ହେଲା, ଆମର ଧର୍ମଗୁରୁ ଖଲିଫାଙ୍କର ହଉଛି ପ୍ରତି ଅନ୍ୟାୟ ମାନେ ଆମର ପ୍ରତି ଅନ୍ୟାୟ। ବୁଝିହେଲା, ଏଇଟା ଭାବିକି ହଉଛି ସେମାନେ ହଉଛି କିଏ ଆନ୍ଦୋଳନ ଷ୍ଟାର୍ଟ କଲେ? ଆମର ଆନ୍ଦୋଳନ ଷ୍ଟାର୍ଟ କଲେ ହଉଛି ମହମ୍ମଦ ଅଲି ଆଉ ସୌକତ ଅଲି ହେଲା। ତ ଏଇ କ୍ୱେଶ୍ଚନ ଟା ପଡେ କମ୍ପିଟିଟିଭ ଏକ୍ସାମ ରେ ବି ପଡେ। ମହମ୍ମଦ ଅଲି ଆଉ ସୌକତ ଅଲିଙ୍କ ନେତୃତ୍ୱରେ କି ଆନ୍ଦୋଳନ ଷ୍ଟାର୍ଟ ହେଇଥିଲା? ଖିଲାଫତ ଆନ୍ଦୋଳନ। ବୁଝିହେଲା, ଏମାନଙ୍କୁ ଦୁଇ ଅଲି ଭ୍ରାତା କୁହାଯାଏ ହେଲା। ଏଇଟା କମ୍ପିଟିଟିଭ ଏକ୍ସାମ ରେ ବି ପଡେ, ଆଉ ହଉଛି ଯେତେ ସବୁ ହଉଛି କିସ ଆମର ବୋର୍ଡ ଏକ୍ସାମ ରେ ବି ପଡେ, କମ୍ପିଟିଟିଭ ଏକ୍ସାମ ରେ ବି ପଡେ। ତାପରେ ହଉଛି ଏଇ ଆନ୍ଦୋଳନରେ କିଏ କିଏ ଯୋଗ ଦେଇଥିଲେ ସେଇଟା ବି ଲେଖିଦବା ହେଲା। ଏଇ ଆନ୍ଦୋଳନରେ କିଏ କିଏ ମେନ୍ ଲୋକ ଯୋଗ ଦେଇଥିଲେ ଜାଣିଛ? ଏହି ଆନ୍ଦୋଳନରେ ଏହି ଆନ୍ଦୋଳନରେ ମୌଲାନା ଆବୁଲ କାଲାମ ଆଜାଦଙ୍କ ନାମ ଶୁଣିଥିବନି ହେଲା, ଶୁଣିଥିବନି। କଣ ପାଇଁ ନା ହଉଛି ସେ ଏତେ ଫେମସ ଲୋକ ନୁହଁ। ବୁଝିହେଲା, କିନ୍ତୁ ପରୀକ୍ଷାରେ ତାଙ୍କ ନାମ ବହୁତ ଥର ପଡିଛି ହେଲା। ଏହି ଆନ୍ଦୋଳନରେ ମୌଲାନା ଆବୁଲ କାଲାମ ଆଜାଦ ଯିଏ ହଉଛି ସ୍ଵାଧୀନ ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ଥିଲେ ହେଲା। ବହୁତ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ। ମୌଲାନା ଆବୁଲ କାଲାମ ଆଜାଦ, ଅବୁଲ କାଲାମ ଆଜାଦ। ଆଉ ହଉଛି କିଏ? ହସରତ ମୋହିନୀ, ହସରତ ଫରସତ ହସରତ ମୋହିନୀ। ଆଉ କିଏ? ଆମର ହକିମ ହଜମଲ ଖାଁ। ହକିମ, ନାମ ଗୁଡା ଅଜବ ଗଜବ ଲାଗିବ ହେଲା। ହକିମ ହଜମଲ ଖାଁ। ଏଇ ମାନେ ହଉଛି ପ୍ରମୁଖ ନେତା ହଉଛି ଏଇ ଆନ୍ଦୋଳନରେ ଯୋଗ ଦେଇଥିଲେ। ବୁଝିହେଲା, କିସ କହିଲି ଏଠି ମନେ ରଖିବା ପରେ କିଛି ଜିନିଷ ଏଠି ହଉଛି ତୁମେ ଗପ କରି ମନେ ରଖ ହେଲା। ଆଉ ହଉଛି କିସ ମସିହା ଗୁଡା ନିହାତି ମନେ ରଖିତେ ପଡବ। ଖିଲାଫତ ଆନ୍ଦୋଳନ କେବେ ହେଇଥିଲା? ଖିଲାଫତ ଆନ୍ଦୋଳନ ହଉଛି ହେଇଥିଲା 1919 ମସିହା ହେଲା। କେତେ ମସିହା ସେଇଟା ଆମର ବହିରେ ଦେଇନି। ବୁଝିହେଲା, ଆଉ ହଉଛି କଣ ପାଇଁ ହେଇଥିଲା ଖିଲାଫତ ଆନ୍ଦୋଳନ? ୟାର ମେନ୍ ରିଜନ ହଉଛି ତୁର୍କୀ ସାମ୍ରାଜ୍ୟକୁ ଖଣ୍ଡ ବିଖଣ୍ଡିତ କରିଦିଆଗଲା। କେବେ? ଆମ ପ୍ରଥମ ବିଶ୍ୱଯୁଦ୍ଧ ପରେ। କିଏ ଖଣ୍ଡ ବିଖଣ୍ଡିତ କଲା? ଆମର ହଉଛି ବ୍ରିଟିଶ ସରକାର ବା ହଉଛି ଆମର ମିତ୍ର ଶକ୍ତି। ଯାହା ଫଳରେ ହଉଛି କିସ ଆଉ ହଉଛି ସୁଲତାନଙ୍କର ଅଧୀନରେ ଯେତେ ସବୁ ଥିଲା ପବିତ୍ର ସ୍ଥାନ ସବୁ ଛଡେଇ ନେଇଗଲେ। ବୁଝିହେଲା, କଣ ପାଇଁ? ସେରଭସ ଚୁକ୍ତି ଅନୁଯାୟୀ ହେଲା। ଛଡେଇ ନେଲେ ସେରଭସ ଚୁକ୍ତି ଅନୁଯାୟୀ, ସେଇଟା ବି ଲେଖିଦିଅ। ସେରଭସ ଚୁକ୍ତି ହେଲା। ଇଂରେଜ ମାନେ ବହୁତ ଚାଲାକ ଥିଲେ। ସେରଭସ ଚୁକ୍ତି ଅନୁଯାୟୀ ଛଡେଇ ନେଇଗଲା। ସେମାନେ ହଉଛି ବିଭିନ୍ନ ଏଗୁଡା ସେଗୁଡା ସେରଭସ ଚୁକ୍ତି ଅନୁଯାୟୀ ଛଡେଇ ନିଆଗଲା। ବୁଝିହେଲା, ସେରଭସ ଚୁକ୍ତି ଅନୁଯାୟୀ ଛଡେଇ ନେଇଗଲା ହେଲା। ଇଂରେଜ ସରକାର ବହୁତ ଚାଲାକ ଥିଲେ। ସେମାନେ ହଉଛି ଏଇ ସେଇ ମାନେ ଅଲଗା ଅଲଗା ହଉଛି ଚୁକ୍ତି ଫୁକ୍ତି ବାହାର କରିଦେବେ। ବୁଝିହେଲା, ତାପରେ ହଉଛି ସେଇ ଚୁକ୍ତି ଅନୁଯାୟୀ ହଉଛି ସେ ତୁମର ଚୁକ୍ତି ମାନେ ହଉଛି କିସ ଦୁଇଟା ଟିମ୍ ହେଲା ଆପସ ବୁଝାମଣା ହେଲା। ମାନେ ତୁ କିଛି ଫାଇଦା ଦବୁ, ମୁଁ କିଛି ଫାଇଦା ଦେବି ହେଲା। ତ ହଉଛି ସେଇ ଚୁକ୍ତିର ଫାଇଦା ଉଠେଇକି ବହୁତ ହଉଛି ଲୁଟି ନିଅନ୍ତି ହେଲା ଭାରତୀୟ ଲୋକମାନଙ୍କୁ କି ସବୁ ଲୋକମାନଙ୍କୁ ଇଂରେଜ ସରକାର ବହୁତ ଲୁଟି ନିଅନ୍ତି। ବୁଝିହେଲା, ତ ସେରଭସ ଚୁକ୍ତି ଅନୁଯାୟୀ ଛଡେଇ ନେଇଗଲେ ହେଲା। ତ ହଉଛି ଭାରତୀୟ ମୁସଲମାନ ଆଉ ହଉଛି ପୁରା ବିଶ୍ଵର ମୁସଲମାନ ରାଗିଗଲେ। କଣ ପାଇଁ? ତାଙ୍କର ହଉଛି ସେମାନେ ଭାବିଲେ ଯେ ଆମର ଖଲିଫାଙ୍କର ଅପମାନ ମାନେ ଆମର ଅପମାନ। ବୁଝିହେଲା, ଆମର ମୁସଲମାନ ଧର୍ମର ଅପମାନ ହେଲା। ତ ସେମାନେ ମିଶିକି ମହମ୍ମଦ ଅଲ୍ଲୀ ଆଉ ସୌକତ ଅଲ୍ଲୀଙ୍କ ନେତୃତ୍ୱରେ ହଉଛି ଖିଲାଫତ ଆନ୍ଦୋଳନ ଷ୍ଟାର୍ଟ କଲେ। ତ ଏଇ ଆନ୍ଦୋଳନରେ କିଏ କିଏ ଯୋଗ ଦେଇଥିଲେ? ମୌଲାନା ଅବୁଲ କାଲାମ ଆଜାଦ, ହସରତ ମୋହିନୀ, ହକିମ ହଜମଲ ଖାଁ ଏମାନେ ଯୋଗ ଦେଇଥିଲେ। ବୁଝିହେଲା, ସେମିତି ବହୁତ ଲୋକ ଯୋଗ ଦେଇଥିଲେ ଯେ ମାନେ ଫେମସ ଫେମସ ଲୋକ ଗୁଡା ହେଲା। ତ ସେଇମାନଙ୍କର ନାମ ହିଁ ଅଛି ହେଲା। ତାପରେ ହଉଛି କିସ ହେଲା କଣ? ଏଇ ମୌଲାନା ଅବୁଲ କାଲାମ ଆଜାଦ ତାଙ୍କ ବିଷୟରେ ଟିକେ ଜାଣ। ମୌଲାନା ଅବୁଲ କାଲାମ ଆଜାଦ ତାଙ୍କର ହଉଛି ଆମର ଛୋଟ ବେଳର ନାମ ହେଲା। ମୌଲାନା ଅବୁଲ କାଲାମ ଆଜାଦଙ୍କର ଛୋଟ ବେଳର ନାମ ହଉଛି ମହିଉଦ୍ଦିନ ଅହମ୍ମଦ। ମୌଲାନା ଅବୁଲ କାଲାମ ଆଜାଦ। ଆଜାଦ ତାଙ୍କର ହଉଛି ପ୍ରକୃତ ନାମ ବା ସାନ ବେଳର ନାମ କିସ ଥିଲା? ସାନ ବେଳ ନାମ ହଉଛି କିସ ଆମର ମହିଉଦ୍ଦିନ ଅହମ୍ମଦ ହେଲା। ତାଙ୍କର ସାନ ବେଳର ନାମ ଥିଲା ହଉଛି ମହିଉଦ୍ଦିନ ଅହମ୍ମଦ। ମରେ ଉକାର ମହିଉଦ୍ଦିନ ଅହମ୍ମଦ। ଅହମ୍ମଦ। ବୁଝିହେଲା, ଏକ ମାର୍କ କ୍ୱେଶ୍ଚନ ପଡେ କମ୍ପିଟିଟିଭ ପାଇଁ ବି ବୋର୍ଡ ପାଇଁ ବି। ବୁଝିହେଲା, ଭେରି ଭେରି ଇମ୍ପୋର୍ଟାଣ୍ଟ। ଆଉ ହଉଛି ସେ ହଉଛି ସ୍ଵାଧୀନ ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ଥିଲେ। ସ୍ଵାଧୀନ ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ। ବହୁତ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ।
ସ୍ୱାଧୀନ ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ, ନିହାତି ପରୀକ୍ଷାରେ ପାଇଯିବ କ୍ୱେଶ୍ଚନଟା। ପ୍ରଥମ ଶିକ୍ଷା ମନ୍ତ୍ରୀ କିଏ ଥିଲେ? ଶିକ୍ଷା ମନ୍ତ୍ରୀ ଆମର ଥିଲେ ମୌଲାନା ଅବୁଲ କାଲାମ ଆଜାଦ। ସେ ହଉଛି 1992 ମସିହାରେ ହଉଛି ଆମର ଭାରତ ରତ୍ନ ପୁରସ୍କାର ମଧ୍ୟ ପାଇଥିଲେ। 1992 ଭାରତ ରତ୍ନ ପୁରସ୍କାର ମଧ୍ୟ ପାଇଥିଲେ ହେଲା। 1992 ମସିହାରେ ଭାରତ ରତ୍ନ ପୁରସ୍କାର ମଧ୍ୟ ପାଇଥିଲେ। ଆଉ ସେ ବହି ଲେଖିଥିଲେ ଇଣ୍ଡିଆନ୍ ୱିନ୍ସ ଫ୍ରିଡମ ବହି ଲେଖିଥିଲେ ହେଲା। ଇଣ୍ଡିଆନ୍ ୱିନ୍ସ ଫ୍ରିଡମ ନାମକ ବହି ଲେଖିଥିଲେ। ଇଣ୍ଡିଆନ୍ ୱିନ୍ସ ଫ୍ରିଡମ ୱିନ୍ସ ଅଫ ଫ୍ରିଡମ ନାମକ ବହି ମଧ୍ୟ ଲେଖିଥିଲେ। ମନେ ରହିବ। ମୌଲାନା ଆବୁଲ କାଲାମ ଆଜାଦ କିଏ ଥିଲେ? ସିଏ ତାଙ୍କର ଛୋଟ ବେଳ ନାମ ହଉଛି ମହିଉଦ୍ଦିନ ଅହମଦ। ସେ ଥିଲେ ହଉଛି ସ୍ୱାଧୀନ ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ। ଭାରତ ରତ୍ନ ପାଇଥିଲେ 1992 ବହି ଲେଖିଥିଲେ ଇଣ୍ଡିଆନ୍ ୱିନ୍ସ ଫ୍ରିଡମ ହେଲା। ତ ମନେ ରହିବ। ତ ଏଇଟା ଥିଲା ହଉଛି କିସ ଖିଲାଫତ ଆନ୍ଦୋଳନ ବୁଝିଲା। ତ ଯେତେବେଳେ ଗାନ୍ଧିଜୀ ଦେଖି ପକେଇଲେ ହେଲା ଖିଲାଫତ ଆନ୍ଦୋଳନରେ ବହୁତ ମୁସଲମାନ ଏକାଠି ହେଇଛନ୍, ତ ଗାନ୍ଧିଜୀ ମଧ୍ୟ ଏଇ ଆନ୍ଦୋଳନକୁ ସପୋର୍ଟ କଲେ ହେଲା। ଗାନ୍ଧିଜୀ ମଧ୍ୟ ଏଇ ଆନ୍ଦୋଳନକୁ ସପୋର୍ଟ କଲେ। ଗାନ୍ଧିଜୀ ଏହି ଆନ୍ଦୋଳନକୁ ସପୋର୍ଟ କଲେ। ଆଉ ହଉଛି ଗୋଟେ ଖିଲାଫତ କମିଟି ଗଠନ କରି ସେ ହଉଛି ସଭାପତି ହେଇଗଲେ ବୁଝିଲା। ଏଇ ଆନ୍ଦୋଳନକୁ ସପୋର୍ଟ କଲେ ହେଲା। ଗାନ୍ଧିଜୀ ଏଇ ଆନ୍ଦୋଳନକୁ ସପୋର୍ଟ କଲେ। ଆଉ ହଉଛି ନିଖିଳ ଭାରତ ଖିଲାଫତ କମିଟିର ସଭାପତି ହେଲେ। ନିଖିଳ ଭାରତ ଖିଲାଫତ କମିଟିର ସଭାପତି ହେଲେ। ଖିଲାଫତ କମିଟିର ସଭାପତି ହେଲେ। ନିଖିଳ ଭାରତ ଖିଲାଫତ କମିଟିର ସଭାପତି ହେଲେ। ପରୀକ୍ଷାରେ ପଡେ ନିଖିଳ ଭାରତ ଖିଲାଫତ କମିଟିର ସଭାପତି କିଏ? ଆମର ହଉଛି ଗାନ୍ଧିଜୀ। 1919 ମସିହା ନଭେମ୍ବରରେ ହଉଛି ନିଖିଳ ଭାରତ ଖିଲାଫତ କମିଟିର ସଭାପତି ମଧ୍ୟ ହେଲେ। ବୁଝିହେଲା ମନେ ରହିବ ହେଲା। ମନେ ରହିବ ନା? କିସ କହିଲି? ଗାନ୍ଧିଜୀ ଏଇ ଆନ୍ଦୋଳନକୁ ସପୋର୍ଟ କଲେ ଆଉ ହଉଛି ନିଖିଳ ଭାରତ ଖିଲାଫତ କମିଟିର ସଭାପତି ହେଇଗଲେ। ତ ଗାନ୍ଧିଜୀ କଣ ପାଇଁ ସପୋର୍ଟ କଲେ ଜାଣିଛ ଏଇ ଆନ୍ଦୋଳନକୁ? ଗାନ୍ଧିଜୀଙ୍କ ସପୋର୍ଟ କରିବା ପଛରେ ତାଙ୍କର ହଉଛି ଗୋଟେ ଥିଲା ମାନେ ଚିନ୍ତାଧାରା ଥିଲା ଦେଖ। ପ୍ରଥମ ତ ହିନ୍ଦୁ ମାନେ ହଉଛି ଇଂରେଜ ମାନଙ୍କୁ ରାଗିଥିଲେ ବୁଝିଲ। ତ ଯେତେବେଳେ ମୁସଲମାନ ମାନେ ବି ବାହାରିଲେ ହେଲା ମାନେ ଇଂରେଜ ମାନଙ୍କ ବିରୋଧରେ ତ ହଉଛି ଗାନ୍ଧିଜୀ ହଉଛି କିସ କହିଲେ ହଉଛି ମୁସଲମାନ ଆଉ ହିନ୍ଦୁ ଏଇନା ହଉଛି ତାଙ୍କର ଲକ୍ଷ୍ୟ ସେମ ବୁଝି ହେଲା। ଲକ୍ଷ୍ୟ ସେମ ଇଂରେଜ ମାନଙ୍କୁ ତଡବା ହେଲା। ତ ସେ କହିଲେ ଏଇ ଆନ୍ଦୋଳନକୁ ଯଦି ମୁଁ ସାପୋର୍ଟ କରିବି ଜାତୀୟ ସ୍ତରରେ ନେଇଯିବା ଏଇ ଆନ୍ଦୋଳନକୁ ତେବେ ହଉଛି ଇଂରେଜ ମାନଙ୍କୁ ତଡବାରେ ହଉଛି ବହୁତ ସୁବିଧା ହବ ବୁଝିଲ। ତ ହଉଛି ସେଇ ପାଇଁ ହଉଛି ଗାନ୍ଧିଜୀ ମଧ୍ୟ ଏଇ ଆନ୍ଦୋଳନକୁ ସପୋର୍ଟ କଲେ ହେଲା ମନେ ରହିବ ନା। ଚାଲ ଦେଖିବା ନେକ୍ସଟ କିସ ହେଲା। ତ ସାପୋର୍ଟ କଲେ ହେଲା। ଆଉ ହଉଛି ନିଖିଳ ଭାରତର ଖିଲାଫତ କମିଟିର ହଉଛି ସଭାପତି ହେଇଗଲେ। ଆଉ ହଉଛି ତାପରେ କିସ ହେଲା ପରେ 1919 ମସିହା 1919 ମସିହା ତାପରେ ହେଲା 1920 ମସିହା 1920 ଜୁନ 9 ରେ ହଉଛି ଆହ୍ଲାବାଦ ଠାରେ ଗୋଟେ ମିଟିଂ ବସିଲା ବୁଝିଲା। ଆହ୍ଲାବାଦ ଆହ୍ଲାବାଦ ଠାରେ ମିଟିଂ ବସିଲା ହେଲା। କିସ କହିଲି ଗାନ୍ଧିଜୀ ଏଇ ଆନ୍ଦୋଳନକୁ ସପୋର୍ଟ କଲେ ଆଉ ହଉଛି 1920 ମସିହା ଏଇଟା 1920 ଲେଖା ହେଇଛି ହେଲା 1920 ଜୁନ ମାସ 9 ତାରିଖ ଦିନ ଆହ୍ଲାବାଦରେ ଗୋଟେ ମିଟିଂ ବସିଲା। ଏଇ ମିଟିଂ ରେ ଡିସାଇଡ କରାହେଲା ଯେ ଆମର ହଉଛି କିସ ଆମର ଆନ୍ଦୋଳନ ଚାଲୁ ରଖାଯିବ ହେଲା ଇଂରେଜ ସରକାରଙ୍କ ସହ ସବୁ ସମ୍ପର୍କ ଛିନ୍ନ କରିଦବା ଇଂରେଜ ସରକାରଙ୍କ ସହ ମିଶିବାନି। ମିଶିବାନି ମାନେ ହଉଛି ସେମାନଙ୍କୁ କିଛି ସାହାଯ୍ୟ କରବାନି ଆଉ ମାନେ ହଉଛି ସେମାନଙ୍କୁ ଖାଦ୍ୟ ବିକ୍ରି କରବାନି କି ସେମାନଙ୍କର ଜିନିଷ ନେବାନି ହେଲା ଏଇ ଆନ୍ଦୋଳନରେ ହଉଛି ନିଷ୍ପତ୍ତି ନିଆଗଲା ବୁଝିହେଲା। ତାପରେ ଦେଖବା କିସ ହେଲା ହେଲା ତ ମନେ ରହିବ ଏଇଟା। ତାପରେ ହଉଛି ନେକ୍ସଟ କାରଣ ଚାରିଟା କାରଣ ପାଞ୍ଚଟା କାରଣ ଥିଲା ନା ଆମର ଅସହଯୋଗ ଆନ୍ଦୋଳନ ଷ୍ଟାର୍ଟ ହବାର ପାଞ୍ଚଟା କାରଣ ଥିଲା ରାଉଲାତ ଆଇନ ପଢିଲେ ତାପରେ ହଉଛି ଜାଲିଆନାବାଲାବାଗ ହତ୍ୟାକାଣ୍ଡ ପଢିଲେ ଖିଲାଫତ ଆନ୍ଦୋଳନ ବି ପଢିଲେ ତାପରେ ଭାରତ ଶାସନ ଆଇନ 1919 ର ତ୍ରୁଟି ପଡିଲା ବୁଝିହେଲା। ପଡେ ଖିଲାଫତ ଆନ୍ଦୋଳନ ବିଷୟରେ ଲେଖ 5 ମାର୍କ ପଡିଥିବ ପୁରାଟା ଲେଖ ଯେତିକି ଲେଖା ହେଇଛି ବୁଝିହେଲା। ତ ଏଇ ଖିଲାଫତ ଆନ୍ଦୋଳନରେ ସବୁଠୁ ଇମ୍ପୋର୍ଟାଣ୍ଟ କିସ ମୌଲାନା ଅବୁଲ କାଲାମ ଆଜାଦ ହେଲା କିଏ ଥିଲେ ସ୍ଵାଧୀନ ଭାରତର ଶିକ୍ଷା ମନ୍ତ୍ରୀ ଆଉ ହଉଛି ପ୍ରଥମ ଶିକ୍ଷା ମନ୍ତ୍ରୀ ଆଉ ହଉଛି ଏଇ ଆନ୍ଦୋଳନକୁ ଷ୍ଟାର୍ଟ କରିଥିଲେ କିଏ ଆମର ଦୁଇ ଜଣ ଲୋକ ଦୁଇ ଜଣ ଭାଇ ସେମାନେ ଥିଲେ ହଉଛି କିସ ତାଙ୍କର ନାମ ହଉଛି ମହମ୍ମଦ ଅଲ୍ଲୀ ଶୌକତ ଅଲ୍ଲୀ ଦୁଇ ଅଲ୍ଲୀ ଭ୍ରାତା ମଧ୍ୟ କୁହାଯାଏ ତାର କାରଣ ବି ଜାଣିଲ। ତାପରେ ଏଇନା ହଉଛି ଭାରତ ଶାସନ ଆଇନ 1919 ର ତ୍ରୁଟି ପଡବା ଦେଖବା କିସ ତ୍ରୁଟି ଥିଲା କିସ ଶାସନ ଆଇନ ତିଆରି ହେଇଥିଲା। ଭାରତ ଶାସନ ଆଇନ 1919 ର ତ୍ରୁଟି ଏଇଟା ବି 5 ମାର୍କ ପଡିଯିବ। ଭାରତ ଶାସନ ଆଇନ 1919 ର ତ୍ରୁଟି ଏଇଟା ଗୋଟେ ମେନ୍ ରିଜନ ବୁଝିହେଲା ଆମର ହଉଛି କିସ ଅସହଯୋଗ ଆନ୍ଦୋଳନ ଷ୍ଟାର୍ଟ ହେବାର ହେଲା
ତ ଦେଖ ଏଇଟା ହଉଛି ଏଇଟା ଗୋଟେ ଏମିତି ଆଇନ ଯୋଉ ଆଇନଟା ହଉଛି ଦୁଇ ଜଣ ଲୋକ ମିଶିକି ବାହାର କରିଥିଲେ ବୁଝିଲା। କିଏ କିଏ ବାହାର କରିଥିଲେ ଆମର ହଉଛି ଇଂଲଣ୍ଡର ବୈଦେଶିକ ସଚିବ ଇଂଲଣ୍ଡର ସଚିବ କିଏ ଏଡୱିନ ମଣ୍ଟେଗୁ। ଇଂଲଣ୍ଡର ବୈଦେଶିକ ସଚିବ ହଉଛି ଏଡୱିନ ମଣ୍ଟେଗୁ। ଏକ ମାର୍କର କ୍ୱେଶ୍ଚନ ପଡେ କିଏ ବାହାର କରିଥିଲେ ଏଡୱିନ ମଣ୍ଟେଗୁ। ଆଉ ହଉଛି ଭାରତର ଭାଇସରୟ ଭାରତର ଭାଇସରୟ ଲର୍ଡସ ଚେମ୍ସଫୋର୍ଡ ଲର୍ଡସ ଚେମ୍ସଫୋର୍ଡ ଏଇ ଦୁଇ ଜଣ ମିଶିକି ଏ ଭାରତ ଶାସନ ଆଇନ 1919 ଟା ବାହାର କରିଥିଲେ। କେବେ ବାହାର କରିଥିଲେ ଲେଖିଦବା 1919 ମସିହା ଡିସେମ୍ବର ମାସ 23 ତାରିଖ ଦିନ ତୁମେ ବାକ୍ୟରେ ଲେଖିବ ବୁଝିହେଲା। କିନ୍ତୁ ସର୍ଟକଟରେ ଲେଖିବନି ହେଲା। ଏଇଟା 5 ମାର୍କ ପଡେ ପରୀକ୍ଷାରେ 5 ମାର୍କ ପଡବ ବୁଝିହେଲା। ତ ଏଇ ନା ଗୋଟେ ଭିଡିଓରେ ତୁମେ ଯଦି ଥରରେ ମନେ ରହୁନି ଦୁଇଥର ଭିଡିଓଟାକୁ ଦେଖ ବୁଝିହେଲା। ଲେଖି ଆଉ ନୋଟଟାକୁ ପୁରା ଉତାରି ଦିଅ। ନୋଟଟାକୁ ଯଦି ଉତାରିବନି ତେବେ ହଉଛି ତୁମର ହଉଛି ସବୁ ଏଇ କାନରେ ପଶିବ ସେଇ କାନରେ ବାହାରିଯିବ ବୁଝିପାରିଲ। ତ ନୋଟଟାକୁ ଲେଖ ଥରେ ନୋଟଟାକୁ ଲେଖି ସାରିଲା ପରେ ହେଲା ଭିଡିଓଟାକୁ ଦେଖ ଯାହା ଫଳରେ ହଉଛି କି ସବୁ ପୁରା ଥରେ ଗୋଟେ ଭିଡିଓ ଦେଖାରେ ବି ପୁରା ସବୁ ମନେ ରହିଯିବ। ଲଙ୍ଗ କୋଶ୍ଚେନ ସର୍ଟ କୋଶ୍ଚେନ ସବୁ ହେଇଯିବ। ଆଉ ପରୀକ୍ଷା ପୂର୍ବରୁ ଥରେ ଖାଲି ଦେଖିଦେଲେ ହେଇଯିବ ବୁଝିହେଲା। ତ କିସ କହିଲି ଭାରତ ଶାସନ ଆଇନ 1919 କିଏ ବାହାର କରିଥିଲେ ଦୁଇ ଜଣ ଲୋକ ହେଲା। କିଏ କିଏ ଇଂଲଣ୍ଡର ସଚିବ ଏଡୱିନ ମଣ୍ଟେଗୁ ଆଉ ହଉଛି ଭାରତର ଭାଇସରୟ ହଉଛି ଲର୍ଡ ଚେମ୍ସଫୋର୍ଡ। ଏଇ ଦୁଇ ଜଣ ମିଶିକି 1919 ମସିହା ଏଇ ଦୁଇ ଜଣ ମିଶିକି 1919 ମସିହା ଡିସେମ୍ବର ମାସ 23 ତାରିଖ ଦିନ ଗୋଟେ ନିୟମ ବାହାର କଲେ ବା ଆଇନ ବାହାର କଲେ। ସେଇ ଆଇନର ନାମ କିସ ଥିଲା ସେଇ ଆଇନର ନାମ ଥିଲା ହଉଛି ଭାରତ ଶାସନ ଆଇନ 1919 ହେଲା। ଆଉ ଏଇଟାକୁ ୟାର ଅନ୍ୟ ନାମ ହଉଛି ମଣ୍ଟେଗୁ ଚେମ୍ସଫୋର୍ଡ ଓ ସଂସ୍କାର ଆଇନ ମଧ୍ୟ କୁହାଯାଏ ହେଲା। ୟାର ଅନ୍ୟ ନାମ ହଉଛି ମଣ୍ଟେଗୁ ଚେମ୍ସଫୋର୍ଡ ମଣ୍ଟେଗୁ ଚେମ୍ସଫୋର୍ଡଙ୍କ ସଂସ୍କାର ଆଇନ ମଧ୍ୟ କୁହାଯାଏ ବୁଝିପାରିଲ। ଏକ ମାର୍କ କ୍ୱେଶ୍ଚନ ପଡେ ହେଲା। ମଣ୍ଟେଗୁ ଚେମ୍ସଫୋର୍ଡ ସଂସ୍କାର ଆଇନ ହେଲା କାହାକୁ କୁହାଯାଏ ଭାରତ ଶାସନ ଆଇନ 1919 କୁ ମଣ୍ଟେଗୁ ଚେମ୍ସଫୋର୍ଡ ସଂସ୍କାର ଆଇନ ମଧ୍ୟ କୁହାଯାଏ। ବୁଝିପାରିଲ କଣ ପାଇଁ ମଣ୍ଟେଗୁ ଆଉ ଚେମ୍ସଫୋର୍ଡ ବାହାର କରିଥିଲେ ସେଇ ପାଇଁ ହଉଛି ତାଙ୍କର ନାମ ରହୁଛି ଏଇ ଆଇନ ଟା ହେଲା ବୁଝିହେଲା। ତୁମେ ବି ଯଦି ଗୋଟେ ଆଇନ ବାହାର କରିଦବ ତୁମ ନାମରେ ବାହାରିଯିବ ବୁଝିହେଲା। ତ ଏଇଟା ହଉଛି ମଣ୍ଟେଗୁ ଚେମ୍ସଫୋର୍ଡ ଆଇନ। ତ ୟାର ତ୍ରୁଟି କିସ ରହିଲା ଆଇନ ତ ବାହାର କରିଦେଲେ ୟାର ତ୍ରୁଟି କିସ ରହିଲା ବୁଝିହେଲା। ତ ପଢିଥିବ ଭାରତ ଶାସନ ଆଇନ 1919 ର ତ୍ରୁଟି ବିଷୟରେ ଲେଖ। ତ ପୁରାଟା ଫାଷ୍ଟରୁ ଲେଖିବ ତାପରେ ଯାଇକି ହଉଛି 5 ମାର୍କ ପାଇବ ବୁଝିପାରିଲ। ତ ୟାର ତ୍ରୁଟି ଥିଲା ହଉଛି ହେଲା ସେଇ ଯେ ଆଇନ ଟା ବାହାର କଲେ ହେଲା ଆମର ସେଇ ଆଇନର ଯେତେ ସବୁ ସଦସ୍ୟ ରହିବେ ହେଲା ସେମାନେ ହଉଛି ଭାରତୀୟ ସଂସଦ ପରିବର୍ତ୍ତେ ବ୍ରିଟିଶ ମନ୍ତ୍ରିମଣ୍ଡଳ ନିକଟରେ ହିଁ ଉତ୍ତରଦାୟୀ ରହିବେ ହେଲା। ତ ଲେଖିଦବା ଭାଇସରୟ ଓ ତାଙ୍କ ମନ୍ତ୍ରୀ ପରିଷଦ ଭାଇସ ରୟ ଓ ତାଙ୍କର କାର୍ଯ୍ୟକାରୀ ପରିଷଦ କାର୍ଯ୍ୟକାରୀ ପରିଷଦ ଫାଷ୍ଟ ତ୍ରୁଟି ହଉଛି ଏଇଟା କାର୍ଯ୍ୟକାରୀ ପରିଷଦ ଭାରତୀୟ ସଂସଦ ପରିବର୍ତ୍ତେ ଭାରତୀୟ ସଂସଦ ପରିବର୍ତ୍ତେ ବ୍ରିଟିଶ ମନ୍ତ୍ରିମଣ୍ଡଳ ନିକଟରେ ହିଁ ଉତ୍ତରଦାୟୀ ରହିବେ। ବ୍ରିଟିଶ ମନ୍ତ୍ରିମଣ୍ଡଳ ନିକଟରେ ହିଁ ଉତ୍ତରଦାୟୀ ରହିବେ। ମନ୍ତ୍ରିମଣ୍ଡଳ ନିକଟରେ ଉତ୍ତରଦାୟୀ ରହିବେ। ତ ଏଇଟା ଯଦି ଘୁଷିବ ବହୁତ କଷ୍ଟ ଲାଗବ ଉତ୍ତରାଦାୟୀ ରହିବେ। ହେଲା ଏଇଟା ଯଦି ଘୁଷିବ ବହୁତ କଷ୍ଟ ଲାଗବ ହେଲା। କିସ କି ସବୁ ଭାଇସରୟ ମନ୍ତ୍ରୀ ପରିଷଦ କାର୍ଯ୍ୟକାରୀ ଏଗୁଡା ଆସୁଛି ହେଲା ତ ବୁଝ ସେଇ ଯେ କହିଲେ ନା ଆଇନ ଟା ବାହାର କଲେ କିଏ କିଏ ମିଶିକି ଆମର ଦୁଇ ଜଣ ଲୋକ ଗୋଟେ ହଉଛି ଆମର ଲର୍ଡ ଚେମ୍ସଫୋର୍ଡ ଆଉ ହଉଛି ଏଡୱିନ ମଣ୍ଟେଗୁ ହେଲା ତ ସେଇ ତାଙ୍କ ଟିମ ରେ ଯେତେ ଜଣ ଲୋକ ଥିଲେ ହେଲା ସେମାନେ ଯାହାବି ଭୁଲ କରିବେ ବା ଯାହାବି କାମ କରିବେ ସେମାନେ ହଉଛି କାହାକୁ ପଚାରି କରିବେ ବ୍ରିଟିଶ ମନ୍ତ୍ରୀଙ୍କୁ ପଚାରି କରିବେ ବୁଝି ହେଲା। ସେମାନେ ଭାରତୀୟ ସଂସଦରେ କିଛି ମାନେ କୈଫତ ଦେବେନି ମାନେ କଣ ପାଇଁ କଲେ କି ହଉଛି ଭାରତୀୟ ସଂସଦ ସହ କିଛି ପରାମର୍ଶ ନେବେନି ତାଙ୍କର ଯାହା କରତେ ଇଚ୍ଛା ହବ ବ୍ରିଟିଶ ମନ୍ତ୍ରୀ ମଣ୍ଡଳ ପାଖକୁ ଯିବେ ବୁଝିହେଲା ପରମିସନ ମାଗିବେ ହେଲା ସେମାନେ ଭାରତୀୟ ସହ କିଛି ଡିସକସନ କରିବେନି ବୁଝିଲ ତ ଏଇଟା ଗୋଟେ ଭୁଲ ଥିଲା ହେଲା। ମାନେ ହଉଛି ସେମାନେ ନିଜର ଇଚ୍ଛାରେ ଯାହା ଇଚ୍ଛା କରିବେ ବୁଝିହେଲା ତାପରେ ହଉଛି ସେକେଣ୍ଡ ତ୍ରୁଟି ଥିଲା ହଉଛି ଆମର ସେକେଣ୍ଡ ତ୍ରୁଟି ଥିଲା ହଉଛି ରାଜ୍ୟ ସ୍ତରରେ ହଉଛି ଦ୍ଵୈତ ଶାସନ ବ୍ୟବସ୍ଥା କଲେ ରାଜ୍ୟ ସ୍ତରରେ ଦ୍ଵୈତ ଶାସନ ହେଲା ଦ୍ଵୈତ ଶାସନ ବ୍ୟବସ୍ଥା ହେଲା ଦ୍ଵୈତ ଶାସନ ବ୍ୟବସ୍ଥା ହେଲା ତ ଏଇଠି କିସ ଅସୁବିଧା ହେଲା କଣ ଦ୍ଵୈତ ଶାସନ ଦ୍ଵୈତ ଶାସନ ମାନେ ହଉଛି କିଛି ଅଞ୍ଚଳକୁ ଇଂରେଜ ଶାସନ କରିବେ ଆଉ କିଛି ଅଞ୍ଚଳକୁ ଭାରତୀୟ ମାନେ ନିଜେ ନିଜର ଶାସନ କରିବେ ବୁଝିଲ କିଛି ଅଞ୍ଚଳକୁ ଇଂରେଜ ଶାସନ କରିବେ ଆଉ କିଛି ଅଞ୍ଚଳକୁ କିଏ ଭାରତ ମାନେ ଶାସନ କରିବେ ହେଲା ଭାରତୀୟ ମାନେ ଶାସନ କରିବେ ତ ଦେଖ ଏଠି ଇଂରେଜ ସରକାର କେତେ ଚାଲାକ ହେଲା ଭାରତୀୟ ମାନଙ୍କୁ ଗେଣ୍ଡେଇ ଦେବେ ବୋଲି ହେଲା ସେମାନେ କିଛି ମାନେ ଅଂଶ ଦେଇ ଦେଇଛନ୍ତି ବୁଝିହେଲା ମାନେ
ବୁଝ କହିବି ଧରାଯାଉ ଇଂରେଜ ମାନେ କିସ ମାନେ ବଡ ବଡ ଇଏର ଶାସନ କରିବେ, ଯେମିତି ହଉଛି ଆମର ପଇସା କଥା ବୁଝିବେ, କି ହଉଛି ଆମର ସୈନ୍ୟ କଥା ବୁଝିବେ। ଭାରତୀୟ ମାନେ ଛୋଟ ମୋଟ ଅଞ୍ଚଳର ହଉଛି ଜମିଦାରୀ କଥା ବୁଝିବେ ହେଲା। ତ ସେଇଟା ହଉଛି ଦ୍ୱୈତ ଶାସନ ବୁଝିହେଲା। ମାନେ ଇଂରେଜ ମାନେ କିଛି ଅଞ୍ଚଳ ଶାସନ କରିବେ, ଆଉ ହଉଛି ଭାରତୀୟ ମାନେ କିଛି ଅଞ୍ଚଳ ଶାସନ କରିବେ ବୁଝିହେଲା। ମାନେ ଇଂରେଜ ମାନେ ହଉଛି କି ସବୁ ବଡ ବଡ ଅଞ୍ଚଳର ଶାସନ କରିବେ ହେଲା, ମାନେ ମେନ୍ ମେନ୍ କାମ ବୁଝାବୁଝି କରିବେ। ଆଉ ଭାରତୀୟ ମାନେ ହଉଛି ଛୋଟ ମୋଟ କାମ ହେଲା, କି କିଏ ପଇସା ଦେଇନି ଯାକୁ ମାଗି ଆଣୁ, ଏଇ ଛୋଟ ମୋଟ କାମ ବୁଝିହେଲା। ତ ଏଇଟା ହଉଛି ଭାରତୀୟ ମାନଙ୍କୁ ଅଧିକାର ଦେବା ଆଉ ନ ଦେବା ସହ ସମାନ ବୁଝିହେଲା। ତ ଏଇଠି ବି ଭାରତୀୟ ମାନେ ହଉଛି ରାଜ୍ୟ ନେବେ ବୁଝିହେଲା। ଏଇଟା ଅଧିକାର ଦେବା ସହ ନଦେବା ସହ ସମାନ ହେଲା। ମାନେ ହଉଛି କିସ କହିବି, ଗୋଟେ ଛୁଆକୁ ତୁମେ 2 ଟଙ୍କା ଚକୋଲେଟ ମାନେ ଗୋଟେ ଛୁଆର ବାର୍ଥଡେ ତୁମେ କିସ କର ତାକୁ ହଉଛି ଟଙ୍କା 8 ଆଣା ଦେଇକି ଗେଣ୍ଡେଇ ଦେବା ସହ ସମାନ ହେଲା ବୁଝିହେଲା। ତ ତାପରେ ରିଜନ ଦେଖବା, ତାପରେ ରିଜନ ହଉଛି ଅଲଗା ଅଲଗା ନିର୍ବାଚନ ମଣ୍ଡଳୀ ତିଆରି ହେଲା ବୁଝିହେଲା। ବିଭିନ୍ନ ଧର୍ମ ପାଇଁ ଅଲଗା ଅଲଗା ନିର୍ବାଚନ ମଣ୍ଡଳୀ ତିଆରି ହେଲା। ଅଲଗା ଅଲଗା ନିର୍ବାଚନ ମାନେ ହିନ୍ଦୁ ଧର୍ମ ମାନଙ୍କର ନିର୍ବାଚନ ଅଲଗା ହବ, ମୁସଲମାନ ମାନଙ୍କର ଅଲଗା ନିର୍ବାଚନ ଅଲଗା ହବ ବୁଝିହେଲା। ଅଲଗା ଅଲଗା ନିର୍ବାଚନ ମଣ୍ଡଳୀ ତିଆରି ହେଲା। ଅଲଗା ଅଲଗା ନିର୍ବାଚନ ମଣ୍ଡଳୀ ତିଆରି ହେଲା ବୁଝିହେଲା। ତ ଏଇଟା ବି ତ୍ରୁଟି ଇଂରେଜ ସରକାରଙ୍କର ହଉଛି କି ସମାନ ମୂଳ ଲକ୍ଷ୍ୟ ଥିଲା ହଉଛି ଅଲଗା ଅଲଗା ନିର୍ବାଚନ ମଣ୍ଡଳୀ ତିଆରି କଲେ ହଉଛି ଭାରତୀୟ ମାନେ ହଉଛି ଡିଭାଇଡ ହେଇଯିବେ ବୁଝିହେଲା। ସେଇଟା ହଉଛି ତାଙ୍କର ଲକ୍ଷ୍ୟ ଥିଲା। ଦେଖ ତୁମେ ଯଦି ହିନ୍ଦୁ ମାନଙ୍କର ଅଲଗା ନିର୍ବାଚନ ବା ଅଲଗା ଇଲେକ୍ସନ, ମୁସଲମାନ ମାନଙ୍କର ଅଲଗା ଇଲେକ୍ସନ କରିବ, ତେବେ ହିନ୍ଦୁ ଲୋକ ମୁସଲମାନ ଲୋକ ତ ଡିଭାଇଡ ହେଇଯିବେ ବୁଝିହେଲା। ଯାହା ପରେ ହଉଛି ଇଂରେଜ ସରକାରଙ୍କର ଫାଇଦା ହବ ହେଲା। ଇଂରେଜ ସରକାର ଆଗରୁ ହଉଛି ଏତେ ଯେ 200 ନା 300 ବର୍ଷ ଶାସନ କଲେ ହେଲା, କଣ ପାଇଁ ଶାସନ କରିପାରିଲେ? ଭାରତୀୟ ମାନଙ୍କ ପାଖରେ ହଉଛି ଏକତା ନଥିଲା ହେଲା। ଭାରତୀୟ ମାନେ ଏତେ ମୂର୍ଖ ଥିଲେ ହେଲା, ଜାତି ଭେଦ ଭାବ ଏଇଗୁଡାରେ ହଉଛି ଏତେ ମାନେ ହଉଛି ଇଏ ହେଇଯାଇଥିଲେ, ଅନ୍ଧ ହେଇଯାଇଥିଲେ। ଯାହା ଫଳରେ ହଉଛି କି ଇଂରେଜ ସରକାର ହଉଛି ଆସିଲେ ଶାସନ କଲେ ବୁଝିହେଲା। ତ ଭାରତୀୟ ମାନେ ବହୁତ ଇଲିଟରାଟ ପିପୁଲ ହେଲା, ଏଇନା ବି ଅଛନ୍ ବୁଝିହେଲା। ତ ସେଇ ଜାତି ଭେଦଭାବ ଏଇନା ବି ଯଦି ରହିଛନ୍, ଆଉ କିଛି ଦିନ ପରେ ହଉଛି ଇଂରେଜ ମାନେ କିସ ନିହାତି ଆଉ କେହି ହଉଛି ଆମକୁ ଶାସନ କରିବ ବୁଝିହେଲା। ତ ଅଲଗା ଅଲଗା ନିର୍ବାଚନ ମଣ୍ଡଳୀ ତିଆରି ହେଲା। ଏଇଟା ଗୋଟେ ରିଜନ ଆମର ହଉଛି କି ମାନେ ତ୍ରୁଟି, ଏଇ ତ୍ରୁଟି ପାଇଁ ହଉଛି ଅସହଯୋଗ ଆନ୍ଦୋଳନ ଷ୍ଟାର୍ଟ ହେଇଥିଲା। ତାପରେ ହଉଛି ଆଉ ଗୋଟେ ହଉଛି ଆମର ଭୋଟ ଦାନର ଅଧିକାରକୁ ସଂକୁଚିତ କରିଦିଆଗଲା। ଭୋଟ ଦାନ ଅଧିକାରକୁ ସଂକୁଚିତ କରିଦିଆଗଲା। ତା ମାନେ ହଉଛି ସବୁ ଲୋକ ଭୋଟ ଦେଇ ପାରିବେନି ବୁଝିହେଲା। ଏଇ ଲୋକ ଇଏ ହଉଛି ଅଲଗା ଧର୍ମର ଲୋକ, ଇଏ ଛୋଟ ଜାତିର ଲୋକ, ଇଏ ଭୋଟ ଦେଇପାରିବନି ବୁଝିହେଲା। ଭୋଟ ଦାନ ଅଧିକାର ସଂକୁଚିତ କରାଗଲା, ସଂକୁଚିତ କରାଗଲା। ତ ଏଇଟା ଥିଲା ହଉଛି ମୁଖ୍ୟ ତ୍ରୁଟି ଆମର ଭାରତ ଶାସନ ଆଇନ 1919 ର ବୁଝିହେଲା। ତ ଏଇଠି କିସ ମନେ ରଖବା କଥା, କିସ କହିଲି ଏଇଟା ଗୋଟେ ଲଘୁ ଚାନ୍ ବୁଝିହେଲା। ପଡିଥିବ ପରୀକ୍ଷାରେ ଭାରତ ଶାସନ ଆଇନ 1919 ରେ କିସ କିସ ତ୍ରୁଟି ହେଇଥିଲା ବୁଝିହେଲା। ଆଉ ଏଇ ଆଇନଟାକୁ କିଏ ବାହାର କରିଥିଲେ? ତ ତୁମେ ଫାର୍ଷ୍ଟ ପଏଣ୍ଟ କିସ ଲେଖିବ? ଫାର୍ଷ୍ଟ ପଏଣ୍ଟ ଲେଖିବ ହଉଛି ଇଂଲଣ୍ଡର ବୈଦେଶିକ, ଏଇ ଆଇନଟାକୁ କିଏ ବାହାର କରିଥିଲେ? ଏଇ ଆଇନକୁ 2 ଜଣ ଲୋକ ବାହାର କରିଥିଲେ। ତାଙ୍କ ନାମ ହଉଛି ଇଂଲଣ୍ଡର କିଏ ଥିଲେ ବୈଦେଶିକ ସଚିବ ଏଡୱିନ ମଣ୍ଟେଗୁ ବୁଝିହେଲା। ଆଉ ହଉଛି ଭାରତର ଭାଇସରୟ ଲର୍ଡ ଚେମସ୍ଫୋର୍ଡ ମିଶିକି ଏଇ ଆଇନଟାକୁ ବାହାର କରିଥିଲେ। କେବେ? 1919 ମାସ ଡିସେମ୍ବର ମାସ 23 ତାରିଖ ଦିନ, 1919 ମସିହା ଡିସେମ୍ବର ମାସ 23 ତାରିଖ ଦିନ। ତ ୟାର ଅନ୍ୟ ନାମ କିସ? ଏଇ ଆଇନର ଅନ୍ୟ ନାମ ହଉଛି ମଣ୍ଟେଗୁ ଚେମସ୍ଫୋର୍ଡଙ୍କ ସଂସ୍କାର ଆଇନ ବୁଝିହେଲା। ଆଉ ହଉଛି ଏଇ ଆଇନରେ କିସ କିସ ତ୍ରୁଟି ରହିଥିଲା? ଏଇ ଆଇନର ତ୍ରୁଟି ହଉଛି ଆମର ଭାଇସରୟ ଆଉ ତାଙ୍କର କାର୍ଯ୍ୟକାରୀ ପରିଷଦ ଭାରତୀୟ ସଂସଦ ପରିବର୍ତ୍ତେ ସେମାନେ ବ୍ରିଟିଶ ମନ୍ତ୍ରିମଣ୍ଡଳ ନିକଟରେ ହିଁ ଉତ୍ତରଦାୟୀ ରହିଲେ ବୁଝିହେଲା। ମାନେ ହଉଛି ବ୍ରିଟିଶ ଯାହା କରିବେ ସେମାନେ ବ୍ରିଟିଶ ମନ୍ତ୍ରିମଣ୍ଡଳକୁ ହିଁ ପଚାରିବେ। ଭାରତୀୟ ସଂସଦ ସହ ସେମାନେ କିଛି ପରମିଶନ ନେବେନି, କିଛି ଡିସକସନ କରିବେନି। ତାପରେ ସେକେଣ୍ଡ ତ୍ରୁଟି କିସ ରହିଲା? ସେକେଣ୍ଡ ତ୍ରୁଟି ଥିଲା ହଉଛି ଆମର ଭାରତରେ ରାଜ୍ୟ ସ୍ତରରେ ଦ୍ୱୈତ ଶାସନ ହେଲା। ଦ୍ୱୈତ ଶାସନ ମାନେ କିଛି ଅଞ୍ଚଳ ଇଂରେଜ ଶାସନ କରିବେ, କିଛି ଅଞ୍ଚଳ ଭାରତୀୟ ମାନେ ଶାସନ କରିବେ। ଦ୍ୱୈତ ଶାସନରେ ହଉଛି କି ଇଂରେଜ ମାନେ ହଉଛି ବଡ ବଡ ଅଞ୍ଚଳ ବା ହଉଛି ବଡ ବଡ ବିଭାଗର ଶାସନ କଲେ, ଆଉ ହଉଛି ଭାରତୀୟ ମାନେ ଛୋଟ ମୋଟ ବିଭାଗ ଶାସନ କଲେ ହେଲା। ତାପରେ ହଉଛି ଅଲଗା ଅଲଗା ନିର୍ବାଚନ ମଣ୍ଡଳୀ ତିଆରି ହେଲା। ପ୍ରତ୍ୟେକ ଧର୍ମ ପାଇଁ ପ୍ରତ୍ୟେକ ଜାତି ପାଇଁ ଅଲଗା ଅଲଗା ହଉଛି ନିର୍ବାଚନ ମଣ୍ଡଳୀ ତିଆରି ହେଲା। ଆଉ ହଉଛି ଭୋଟ ଦାନର ଅଧିକାରକୁ ସଂକୁଚିତ କରିଦିଆଗଲା ବୁଝିହେଲା। ଏଇଟା ହଉଛି ଆମର କିସ 4 ନମ୍ବର କାରଣ ହେଲା, ଆମର ଅସହଯୋଗ ଆନ୍ଦୋଳନ ଷ୍ଟାର୍ଟର 4 ନମ୍ବର କାରଣ। ପ୍ରଥମ କାରଣ କିସ ଥିଲା? ପ୍ରଥମ କାରଣ ଥିଲା ହଉଛି ରାଓଲାତ ଆଇନ। ପ୍ରଥମ କାରଣ ଥିଲା ହଉଛି ରାଓଲାତ ଆଇନ। କେବେ ହେଇଥିଲା? 1919 ମସିହା ଆମର ମାର୍ଚ୍ଚ ମାସ 18 ତାରିଖ ଦିନ ଗୃହୀତ ହେଇଥିଲା। ସେକେଣ୍ଡ କାରଣ ଥିଲା କିସ? ସେକେଣ୍ଡ କାରଣ ଥିଲା ହଉଛି ଆମର ଜାଲିଆନାୱାଲାବାଗ ହତ୍ୟାକାଣ୍ଡ। ଅସହଯୋଗ ଆନ୍ଦୋଳନର ସେକେଣ୍ଡ କାରଣ କିସ ଥିଲା? ଜାଲିଆନାୱାଲାବାଗ ହତ୍ୟାକାଣ୍ଡ। ଥାର୍ଡ କାରଣ କିସ ଥିଲା? ଥାର୍ଡ କାରଣ ଥିଲା ହଉଛି ଖିଲାଫତ ଆନ୍ଦୋଳନ। ଫୋର୍ଥ କାରଣ ଥିଲା ହଉଛି ଭାରତ ଶାସନ ଆଇନ 1919 ତ୍ରୁଟି। ଆଉ ହଉଛି ଫାଇଭ୍ଥ କାରଣ ହଉଛି କି ହଣ୍ଟର କମିଟିର ପକ୍ଷପାତିତା, ଯୋଉଟାକୁ ଏଇନା ଆମେ ପଢିବା ବୁଝିହେଲା। ତାର ଚାଲ ହେଡିଂ ଦିଅ, ହଣ୍ଟର କମିଟିର ପକ୍ଷପାତିତା। ହଣ୍ଟର କମିଟିର ପକ୍ଷପାତିତା, ହଣ୍ଟର କମିଟିର ପକ୍ଷପାତିତା।
ପକ୍ଷପାତିତା ବୁଝିଲା। ତ ଏଇଟା ଗୋଟେ ଏମିତି କମିଟି ହେଲା ଯୋଉ କମିଟା ହଉଛି ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ମନେ ରଖିଛ ନା ନାଇଁ। ଜାଲିଆନାୱାଲାବାଗ ହତ୍ୟାକାଣ୍ଡରେ ହଉଛି କେତେ ଜଣ ଲୋକ ମରିଥିଲେ ଇଂରେଜ ସରକାରଙ୍କ ହିସାବରେ 379 ଲୋକ ବୁଝିଲା। 379 ଲୋକ ମରିଥିଲେ ଆଉ ହଉଛି 1200 ଲୋକ ଆହତ ହେଇଥିଲେ। ଆଉ ହଉଛି ଗାନ୍ଧିଜୀଙ୍କ ମତରେ ହଉଛି 1200 ଲୋକ ମରିଥିଲେ 3600 ରୁ ଅଧିକ ଆହତ ହେଇଥିଲେ ବୁଝିଲା। ତ ଏଇ ଜାଲିଆନାୱାଲାବାଗ ହତ୍ୟାକାଣ୍ଡର ଇନଭେଷ୍ଟିଗେସନ ପାଇଁ ସରକାର ଗୋଟେ କମିଟି ଗଠନ କରିଥିଲେ ସେଟା ହଉଛି କି ହଣ୍ଟର କମିଟି ବୁଝିଲା। କେବେ ଗଠନ ହେଇଥିଲା 1919 ଅକ୍ଟୋବର 14 ତାରିଖ ଦିନ ବୁଝିଲା। ଏକ ମାର୍କ ସର୍ଟ କ୍ୱେଶ୍ଚନ ପଡେ ଏଟା ବି ଲଙ୍ଗ କ୍ୱେଶ୍ଚନ ଗୋଟେ ପଡବ ଏଲକ୍ୟୁ ହେଲା। ଏଟା ବି ଗୋଟେ ଲଙ୍ଗ କ୍ୱେଶ୍ଚନ। ହଣ୍ଟର କମିଟି କେବେ ତିଆରି ହେଇଥିଲା ହଣ୍ଟର କମିଟି ତିଆରି ହେଇଥିଲା ହଉଛି 1919 ମସିହା ଅକ୍ଟୋବର ମାସ 14 ତାରିଖ ଦିନ ବୁଝିଲା। ତ ୟାର କଣ ପାଇଁ ତିଆରି ହେଇଥିଲା କାରଣ ୟାର ତିଆରି ହେବାର କାରଣ କଣ ୟାର କାରଣ ହଉଛି ମାନେ ୟାର କାମ ହଉଛି ୟାର ହଣ୍ଟର କମିଟିର କାମ ହଉଛି ଜାଲିଆନାୱାଲାବାଗ ହତ୍ୟାକାଣ୍ଡର ତଦନ୍ତ। ଜାଲିଆନାୱାଲାବାଗ ହତ୍ୟାକାଣ୍ଡର ତଦନ୍ତ ବା ଇନଭେଷ୍ଟିଗେସନ ପାଇଁ ତିଆରି ହେଇଥିଲା। ଇନଭେଷ୍ଟିଗେସନ ମାନେ କେତେ ଜଣ ଲୋକ ମରିଥିଲେ ସେ ଦୋଷୀ କିଏ ହେଲା ମେନ୍ ଦୋଷୀ କିଏ କିଏ ଅଛନ୍ ସେଇଟା ତଦନ୍ତ ପାଇଁ ତିଆରି ହେଇଥିଲା ବୁଝିଲା। କିନ୍ତୁ ହଉଛି ଏଇ ହଣ୍ଟର କମିଟି ହଉଛି ଗୋଟେ ଧୂଆଁ ବାଳ ଥିଲା। ଧୂଆଁ ବାଳ ମାନେ ହଉଛି ଏଇ କମିଟିର ଏତେ ବଦମାସ କମିଟି ହେଲା ସେ କହିଲା ହଉଛି କି କଣ ଜେନେରାଲ ଡାୟାର ଲୋକ ମାରିଛନ୍ ବୁଝିଲା। ଏଇ ଯେ 1200 ନା 3600 ଲୋକ ମାରିଛନ୍ ହେଲା ସେଇଟା ହଉଛି ଭଲ କରିଛନ୍ ବୁଝିଲା। ଭଲ କରିଛନ୍ ଦେଶର ଜନସଂଖ୍ୟା ତ କମଲା ହେଲା ଏମିତି କହିଲା ବୁଝିଲା କିଏ ହଣ୍ଟର କମିଟି ସେମିତି କହିଲା। ମାନେ ଯେତେବେଳେ ହଉଛି ତାକୁ ସରକାର ତିଆରି କଲେ ହଉଛି ହଣ୍ଟର କମିଟିର କାମ ହଉଛି ଇନଭେଷ୍ଟିଗେସନ କରିବ। କିନ୍ତୁ ହଉଛି ସେ କିସ କଲା ମାନେ ହଣ୍ଟର କମିଟି ଆମର ହଉଛି ତା ତ୍ରୁଟି ରହିଗଲା ହଉଛି ଜେନେରାଲ ଡାୟରଙ୍କ କାର୍ଯ୍ୟକୁ ସମର୍ଥନ କଲା। ଏଇ ହଣ୍ଟର କମିଟି ଜେନେରାଲ ଡାୟରଙ୍କ କାର୍ଯ୍ୟକୁ ସମର୍ଥନ କଲା ପୁରା ବାକ୍ୟରେ ଲେଖିବ ହେଲା। ହଣ୍ଟର କମିଟି ହଉଛି ଜେନେରାଲ ଡାୟରଙ୍କ କାର୍ଯ୍ୟକୁ ସମର୍ଥନ କଲା। କାର୍ଯ୍ୟକୁ ସମର୍ଥନ କଲେ ସମର୍ଥନ କଲା ତ ଭାରତୀୟ ମାନେ ରାଗିଗଲେ ବୁଝିଲ ଭାରତୀୟ ମାନେ ରାଗିଗଲେ। ଆଉ ହଉଛି କି ସବୁ ମାନେ ଏଇ ଜେନେରାଲ ଡାୟରଙ୍କୁ ବଞ୍ଚେଇବା ପାଇଁ ହେଲା କେସ୍ ଚକରୁ ବଞ୍ଚେଇବା ପାଇଁ ହେଲା ସିଏ ହଉଛି 14,000 ପାଉଣ୍ଡ ସଂଗ୍ରହ କଲା ବୁଝିଲା। ବ୍ରିଟିଶ ଜନତା 14,000 ପାଉଣ୍ଡ ସଂଗ୍ରହ କଲେ 14,000 ପାଉଣ୍ଡ ହେଲା। ଏଇ ଜେନେରାଲ ଡାୟରଙ୍କୁ ବଞ୍ଚେଇବା ପାଇଁ କିସ କଲେ 14,000 ପାଉଣ୍ଡ ସଂଗ୍ରହ କଲେ ବୁଝିଲା। ସଂଗ୍ରହ କଲେ କିସ ପଇସା 14,000 ପାଉଣ୍ଡ ପଇସା ସଂଗ୍ରହ କଲେ ହେଲା ଏଇ ଆମର ଜେନେରାଲ ଡାୟରଙ୍କୁ ବଞ୍ଚେଇବା ପାଇଁ ବୁଝିହେଲା। ତ ଦେଖ ହଣ୍ଟର କମିଟିର କାମ ଥିଲା ହଉଛି ଇନଭେଷ୍ଟିଗେସନ କରିବା ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ବିଷୟରେ। କିନ୍ତୁ ସେ କିସ କଲା ସେ ଯେତେବେଳେ ତିଆରି ହେଲା ସେ ହଉଛି ଜେନେରାଲ ଡାୟରଙ୍କ କାର୍ଯ୍ୟକୁ ସମର୍ଥନ କଲା ମାନେ ହଉଛି ସେ କହିଲା ହଉଛି ଜେନେରାଲ ଡାୟର ଯାହା ବି କରିଛନ୍ ହେଲା ଭଲ କରିଛନ୍। ଏତେ ଜଣ ଲୋକଙ୍କୁ ଯେ ମାରିଛନ୍ ଭଲ କରିଛନ୍ ବୁଝିଲ। କି ପାଇଁ ନା ହଉଛି ଭାରତର ଜନସଂଖ୍ୟା ବହୁତ ହେଇଯାଉଛନ୍ ହେଲା ତ ମାରିକି ଭଲ କରିଛନ୍ ହେଲା ଏଇ ହଣ୍ଟର କମିଟି କହିଲା ସେମିତି। ତ ଯାହା ଫଳରେ ହଉଛି ଭାରତୀୟ ମାନେ ରାଗିଗଲେ ହେଲା ଆଉ ହଉଛି ଜେନେରାଲ ଡାୟରଙ୍କୁ ବଞ୍ଚେଇବା ପାଇଁ ଏ 14,000 ପାଉଣ୍ଡ ସଂଗ୍ରହ କଲେ ବୁଝିହେଲା। ତ ଭାରତୀୟ ମାନେ ରାଗିଗଲେ ହେଲା ଭାରତୀୟ ମାନେ ଅସନ୍ତୁଷ୍ଟ ହେଇଗଲେ। ତ କହିଲେ ଚାଲ ଗାନ୍ଧିଜୀ କହିଲେ ହଉଛି ଚାଲ ଗୋଟେ ଆନ୍ଦୋଳନ ଷ୍ଟାର୍ଟ କରିଦବା ଅସହଯୋଗ ଆନ୍ଦୋଳନ ବୁଝିହେଲା। ତ ଅସହଯୋଗ ଆନ୍ଦୋଳନ ଷ୍ଟାର୍ଟ ହେଲା କେବେ ଅସହଯୋଗ ଆନ୍ଦୋଳନ ଷ୍ଟାର୍ଟ ହେଲା ହଉଛି ଆମର 1920 ମସିହା ଅଗଷ୍ଟ ମାସରେ ବୁଝିହେଲା ଅସହଯୋଗ ଆନ୍ଦୋଳନ ଷ୍ଟାର୍ଟ ହେଇଗଲା ହେଲା। ତ ଅସହଯୋଗ ଆନ୍ଦୋଳନ କେମିତି ଷ୍ଟାର୍ଟ ହେଲା ମନେ ରହିଲା 1920 ମସିହା ଅଗଷ୍ଟ ମାସରେ ହଉଛି ଅସହଯୋଗ ଆନ୍ଦୋଳନ ଷ୍ଟାର୍ଟ ହେଲା। 1920 ଅଗଷ୍ଟରେ ହଉଛି ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା ଆନୁଷ୍ଠାନିକ ଭାବେ ହେଲା। ଅସହଯୋଗ ଆନ୍ଦୋଳନ ଆରମ୍ଭ ତ ଏଇ ଆନ୍ଦୋଳନ ସମୟରେ ଯୋଉ ଦିନ ଆରମ୍ଭ ହେଲା ସେଇଦିନ ଆଉ ଗୋଟେ ହଉଛି କି ସକାଳେ ଦୁଃଖ ଖବର ଘଟିଥିଲା ଆରମ୍ଭ ହେଲା। ଆରମ୍ଭ ଏଇ ଆନ୍ଦୋଳନ ଯେବେ ଷ୍ଟାର୍ଟ ହେଲା ସେଇ ଆନ୍ଦୋଳନ ଷ୍ଟାର୍ଟ ଦିନ କିସ ହେଇଥିଲା କହନା ଆମର ବାଲ ଗଙ୍ଗାଧର ତିଲକ ହେଲା ବାଲ ଗଙ୍ଗାଧର ତିଲକଙ୍କର ମୃତ୍ୟୁ ହେଇଥିଲା। ଏଇ ଅଗଷ୍ଟ ମାନେ 1920 ମସିହା 1920 ମସିହା ଅଗଷ୍ଟ ମାସରେ ବାଲ ଗଙ୍ଗାଧର ତିଲକଙ୍କର ମୃତ୍ୟୁ ହେଇଥିଲା। ବାଲ ଗଙ୍ଗାଧର ଅଗଷ୍ଟ 1 ତାରିଖ ଦିନ ଆରମ୍ଭ ହେଇଥିଲା ବାଲ ଗଙ୍ଗାଧର ତିଲକଙ୍କର ମୃତ୍ୟୁ ହେଇଥିଲା ବୁଝିହେଲା। ମନେ ରହିବ କେମିତି ଷ୍ଟାର୍ଟ ହେଲା ଅସହଯୋଗ ଆନ୍ଦୋଳନ ପାଞ୍ଚଟା କାରଣ ଥିଲା କିସ କିସ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ରାଉଲାତ ଆଇନ ତାପରେ ହଉଛି ଆମର ଖିଲାଫତ ଆନ୍ଦୋଳନ ଭାରତ ଶାସନ ଆଇନ ତ୍ରୁଟି ଆଉ ହଉଛି ହଣ୍ଟର କମିଟି ବୁଝିଲ। ତ ଏଇ ଆନ୍ଦୋଳନ ଷ୍ଟାର୍ଟ ହେଲା କେବେ ଅସହଯୋଗ ଆନ୍ଦୋଳନ ଷ୍ଟାର୍ଟ ହେଲା 1920 ମସିହା ଅଗଷ୍ଟ ମାସ 1 ତାରିଖ ଦିନ ହେଲା। ଆଉ ଅଗଷ୍ଟ ମାସ 1 ତାରିଖ ଦିନ କିସ ହେଇଥିଲା 1920 ମସିହାର ଆମର ବାଲ ଗଙ୍ଗାଧର ତିଲକଙ୍କର ମୃତ୍ୟୁ ହେଇଥିଲା ବୁଝିଲ। ତ ଏଇ ବାଲ ଗଙ୍ଗାଧର ତିଲକଙ୍କର ମାନେ ପାଇଁ ହେଲା ବାଲ ଗଙ୍ଗାଧର ତିଲକଙ୍କର ପାଇଁ ମାନେ ତାଙ୍କର ସ୍ମୃତିରେ ଗୋଟେ ତିଲକ ସ୍ୱରାଜ ପାଣ୍ଠି ନାମକ ଗୋଟେ ଜିନିଷ ଗଠନ ହେଇଥିଲା ହେଲା ପାଣ୍ଠି ମାନେ ହଉଛି ଗୋଟେ ହଉଛି କି ଦାନ ବାକ୍ସ ହେଲା। ମାନେ ସେଇ ପାଣ୍ଠିକୁ ହଉଛି ସମସ୍ତେ ଦାନ କରିବେ ବୁଝିହେଲା କଣ ପାଇଁ କହନା
କଣ ପାଇଁ ଡୋନେସନ ମାଗାଉଥିଲା? ମାନେ ଅସହଯୋଗ ଆନ୍ଦୋଳନ ରହୁଛି କିସ ଆନ୍ଦୋଳନ କରବେ ମାନେ ନିହାତି ଖର୍ଚ୍ଚ ହବ। ଖର୍ଚ୍ଚ ମାନେ କିସ ସେଇ ଯେ ରାସ୍ତାରେ ବସିବେ ଆନ୍ଦୋଳନକାରୀ ମାନେ ସେମାନେ ନିହାତି ଖାଇବା ପିଇବା କରିବେ ନା ନାଇଁ? ସେମାନେ ଖାଇବେ ବିସ୍କୁଟ ଫିସ୍କୁଟ ହେଲା ତ ସେଇମାନଙ୍କୁ ଖାଇବା ପାଇଁ ହଉଛି ନିହାତି ପଇସା ଦରକାର। ତ ସେଠି ହଉଛି ପାଣ୍ଠି ଗୋଟେ ଥାଏ ସେ ପାଣ୍ଠିକୁ ହଉଛି କିଏ କିଏ ଦାନ କରିପାରିବ ବୁଝିଲ? ସେଇ ପାଣ୍ଠିର ପଇସାରେ ହଉଛି ଅସହଯୋଗ ଆନ୍ଦୋଳନ କାର୍ଯ୍ୟକ୍ରମ ହବ ମାନେ ଆନ୍ଦୋଳନ କାର୍ଯ୍ୟକ୍ରମ ହବ। ମାନେ ଖାଦ୍ୟ ଆନ୍ଦୋଳନକାରୀ ମାନଙ୍କୁ ଖାଦ୍ୟ ଯୋଗେଇ ଦିଆହବ। ଆଉ ହଉଛି କିସ ଆନ୍ଦୋଳନକାରୀ ମାନେ ହଉଛି ଯିବେ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଯିବେ ଖର୍ଚ୍ଚ ହବ କିଛି ହେଲା ତ ସେଇ ପଇସାରେ ହଉଛି ସେମାନଙ୍କର ହଉଛି କାମ ହବ ବୁଝି ହେଲା। ତ ସେଇ ତିଳକ ସ୍ୱରାଜ ପାଣ୍ଠି ଗୋଟେ ଗଠନ ହେଇଥିଲା କାହାର ସ୍ମୃତିରେ ବାଲ ଗଙ୍ଗାଧର ତିଳକଙ୍କ ସ୍ମୃତିରେ ତିଳକ ସ୍ୱରାଜ ପାଣ୍ଠି ହେଲା। ତ ଏଇ ପାଣ୍ଠିରେ ବହୁତ ଅଳ୍ପ ସମୟ ମଧ୍ୟରେ 1 କୋଟିରୁ ଅଧିକ ପଇସା ଜମା ହେଇଗଲା ବୁଝିହେଲା। ଏତେ ଲୋକ ଡୋନେସନ ଦେଲେ ହେଲା ଏଇ ତିଳକ ସ୍ୱରାଜ ପାଣ୍ଠିରେ 1 କୋଟିରୁ ଅଧିକ ପଇସା ଜମା ହେଇଗଲା ମାନେ ଏତେ ଡୋନେସନ ଦେଲେ 1 କୋଟିରୁ ବେଶୀ ହେଇଗଲା ବୁଝିହେଲା। ଆଉ ହଉଛି ବହୁତ ନର ନାରୀ ହଉଛି କିସ ନାରୀ ମାନେ ହଉଛି ବହୁତ କୁନ୍ତଳା ଆମର ଯେମିତି ହଉଛି ଗୋଟେ ନାରୀ ରମା ଦେବୀ ହେଲା ସିଏ ହଉଛି ତାଙ୍କର ଅଳଙ୍କାର ଦାନ କଲେ ତାଙ୍କର ଦେଖା ଶେଖା ହଉଛି ବହୁତ ମାନେ ଓଡିଶାର ନାରୀ କି ଆମର ଅଲଗା ଦେଶର ନାରୀ ହଉଛି ତାଙ୍କର ଅଳଙ୍କାର ସୁନା ଦାନ କଲେ ବୁଝିଲ। ରମା ଦେବୀ ଥିଲା ହଉଛି ଓଡିଶାର ବୁଝିଲ ରମା ଦେବୀ ଶୁଣିଛ ନା ନାଇଁ? ରମା ଦେବୀ ଥିଲା ଆମର ଓଡିଶାର ଯିଏକି ହଉଛି ଅସହଯୋଗ ଆନ୍ଦୋଳନ ସମୟରେ କିସ ଦାନ କରିଥିଲେ ତାଙ୍କର ଅଳଙ୍କାର ଦାନ କରିଥିଲେ ବୁଝିଲ। ତାପରେ ଇନା କିସ ହେଡିଙ୍ଗ ଦେବା କହିଥିଲି ଅସହଯୋଗ ଆନ୍ଦୋଳନ କାରଣ ପଡିଲେ ସେକେଣ୍ଡ ପଢବା ହଉଛି କାର୍ଯ୍ୟକ୍ରମ କିସ କିସ କାର୍ଯ୍ୟ ହଉଥିଲା ଏଠି ଅସହଯୋଗ ଆନ୍ଦୋଳନ କଣ କଣ ପ୍ରୋଗ୍ରାମ ହଉଥିଲା ବୁଝିହେଲା। ମାନେ କେତେବେଳେ ରାସ୍ତାରେ ବସିବେ କି କିସ କିସ କରିବେ ହେଲା ସେଇ କାର୍ଯ୍ୟକ୍ରମ ବିଷୟରେ ପଢବା। ତ ଚାଲ କାର୍ଯ୍ୟକ୍ରମ ହେଡିଙ୍ଗ ଦେଇଦିଅ। କାର୍ଯ୍ୟକ୍ରମ ତ ଅସହଯୋଗ ଆନ୍ଦୋଳନ ସମୟରେ କାର୍ଯ୍ୟକ୍ରମ ଗୁଡିକ ଥିଲା ହଉଛି କିସ ବା ସେଇ ସେମ କାର୍ଯ୍ୟକ୍ରମ ହେଲା ମାନେ ଇଂରେଜ ସରକାରଙ୍କୁ ସାହାଯ୍ୟ କରବାନି ଇଂରେଜ ସରକାରଙ୍କ ସ୍କୁଲରେ ଯଦି ପଢୁଛ ଛାଡି ଦିଅ ଇଂରେଜ ସରକାରଙ୍କ ଚାକିରି ଯଦି କରିଛ ଛାଡି ଦିଅ ହେଲା ଆଉ ହଉଛି କି ଏକତା ହିନ୍ଦୁ ମୁସଲିମ ଏକତା ଆଉ ହଉଛି ଇଂରେଜର ଡ୍ରେସ ପିନ୍ଧବାନି ହେଲା ଏଇଗୁଡା ଥିଲା ହଉଛି ଅସହଯୋଗ ଆନ୍ଦୋଳନ କାର୍ଯ୍ୟକ୍ରମ ବୁଝିହେଲା। ତ ଚାଲ ହେଡିଙ୍ଗ ଦେଇଦବା। ଅସହଯୋଗ ଆନ୍ଦୋଳନ କାର୍ଯ୍ୟକ୍ରମ ଫାଷ୍ଟ କାର୍ଯ୍ୟକ୍ରମ କିସ ଥିଲା ଫାଷ୍ଟ କାର୍ଯ୍ୟକ୍ରମ ଥିଲା ହଉଛି ସରକାରୀ ପଦବୀ ସରକାରୀ ପଦବୀ ଆଉ ହଉଛି ସରକାରୀ ପଦବୀ ତ୍ୟାଗ ଆଉ ସରକାରୀ ଚାକିରୀ ତ୍ୟାଗ ବୁଝିହେଲା ସରକାରୀ ଯେତେ ପଦବୀ ଅଛି ହେଲା ନାଇଟ ପଦବୀ ଯେମିତି ନାଇଟ୍ ପଦବୀ କାହାକୁ ମିଳିଥିଲା ନାଇଟ୍ ପଦବୀ ଆମର ଇଆକୁ ଗାନ୍ଧିଜୀଙ୍କୁ କିସ ନାଇଟ ପଦବୀ ମିଳିଥିଲା ହେଲା କୋଉଥିପାଇଁ ଆମର ହଉଛି ରବୀନ୍ଦ୍ରନାଥ ଠାକୁରଙ୍କୁ ନାଇଟ ପଦବୀ ମିଳିଥିଲା ହେଲା ଦେଖିଥିବ ଟି ରବୀନ୍ଦ୍ରନାଥ ଠାକୁରଙ୍କୁ ନାଇଟ ପଦବୀ ମିଳିଥିଲା ଆଉ ଗାନ୍ଧିଜୀଙ୍କୁ କାଇଜର ଇ ପଦବୀ ମିଳିଥିଲା ଛାଡି ଦେଇଥିଲେ ସେମାନେ କେବେ ଛାଡିଥିଲେ ସେମାନେ ଛାଡିଥିଲେ ହଉଛି ଆମର ଇଏ ସମୟରେ ଯେତେବେଳେ ହଉଛି ଜାଲିଆନାୱାଲା ବାଗ ହତ୍ୟାକାଣ୍ଡ ହେଲା ତ ସେଇ ସରକାରୀ ପଦବୀ ତ୍ୟାଗ ସରକାରୀ ସ୍କୁଲ ସରକାରୀ ବିଦ୍ୟାଳୟ ମହାବିଦ୍ୟାଳୟ ତ୍ୟାଗ ତାପରେ ହଉଛି ଇଂରେଜ ସରକାରଙ୍କ ବସ୍ତ୍ର ହେଲା ବିଦେଶୀ ବସ୍ତ୍ର ହଉଛି ବର୍ଜନ ବିଦେଶୀ ବସ୍ତ୍ର ବର୍ଜନ ଏଇଗୁଡା ଥିଲା ବିଦେଶୀ ବସ୍ତ୍ର ବର୍ଜନ ତାପରେ ହଉଛି ସରକାରୀ ପଦବୀ ଯେତେ ସବୁ ଛାଡିଦବା ମାନେ ସେମାନେ ଫେରସ୍ତ କରିଦେବେ ହେଲା ଆଉ ହଉଛି ବିଚାରାଳୟ ବର୍ଜନ ସରକାରୀ ବିଚାରାଳୟ ବର୍ଜନ ସରକାରୀ ବିଚାରାଳୟ ବର୍ଜନ ବିଚାରାଳୟ ମାନେ ଯେତେ ସବୁ କୋର୍ଟ କଚେରୀ ହେଲା ଗଭର୍ଣମେଣ୍ଟ ଥିଲା ସବୁ ହଉଛି ବିଚାରାଳୟ ବର୍ଜନ ମାନେ ହଉଛି ସେଗୁଡା ହଉଛି ସମସ୍ତେ ଛାଡିଦେବେ ହେଲା ଆଉ ହଉଛି କିସ ହବ ଆଉ ଏଇ ଅସହଯୋଗ ଆନ୍ଦୋଳନ କାର୍ଯ୍ୟକ୍ରମ କିସ ହେଇଛି ଅସହଯୋଗ ଆନ୍ଦୋଳନ କାର୍ଯ୍ୟକ୍ରମ ହଉଛି ଆଉ ସରକାରୀ ପଦବୀ ତ୍ୟାଗ ଲେଖିଲ ସରକାରୀ ବିଦ୍ୟାଳୟ ତ୍ୟାଗ ଲେଖିଲ ବିଦେଶୀ ବସ୍ତ୍ର ବର୍ଜନ ତ ଏଇଠି ଯେ ବିଦେଶୀ ବସ୍ତ୍ର ଟା ବର୍ଜନ ହେଲା ହେଲା ଯାହା ଫଳରେ ହଉଛି ଇଂରେଜ ସରକାରଙ୍କୁ କିଛି ଜିନିଷ ବିକ୍ରି ହବନି ହେଲା ତ ଇଂରେଜ ସରକାର କିସ ହେବେ ବାଧ୍ୟ ହେଇକି ତାଙ୍କର ଜିନିଷ ପତ୍ର ଧରିକି ପଳେଇବେ ହେଲା ଏଇଆ ଉଦ୍ଦେଶ୍ୟ ଥିଲା ହେଲା ଭାରତୀୟ ମାନଙ୍କ ପ୍ଲାନ ଥିଲା ଏଇଗୁଡା ବୁଝିପାରିଲ ଆଉ ହଉଛି ତ ଡ୍ରେସ ବିକ୍ରି ହବନି ଯଦି ଭାରତୀୟ ମାନେ ପିନ୍ଧିବେ କିସ ଧୁତି ଫୁତି ଏଇଗୁଡା ପିନ୍ଧିବେ ହେଲା ଭାରତୀୟର ଜାତୀୟ ପୋଷାକ କିସ ଧୁତି ହେଲା ତ ଭାରତୀୟ ମାନେ ହଉଛି ଅରଟର ସୂତା କାଢି ପିନ୍ଧିବେ ସେମିତି ଇଏ ହେଲା ସିଷ୍ଟମ ହେଲା ବୁଝିହେଲା ଆଉ ହଉଛି ଏଇଟା ବି 5 ମାର୍କ ର ପଡିବ ହେଲା ଭିଭିଆଇ ଭେରି ଭେରି ଇମ୍ପୋର୍ଟାଣ୍ଟ 5 ମାର୍କ ବୁଝିହେଲା ଅସହଯୋଗ ଆନ୍ଦୋଳନ କାର୍ଯ୍ୟକ୍ରମ ହଉଛି କିସ ଏଇ 5 ମାର୍କ ର ପଡିବ କୋଶ୍ଚେନ ହେଲା ଆଉ ହଉଛି ଯେତେ ସବୁ ସରକାରୀ ଉତ୍ସବ ହେଲା ସରକାରୀ ଉତ୍ସବ ବା ସରକାରୀ ମିଟିଂ ସବୁ ଯେତେ ସବୁ ହବ ହେଲା ସବୁ ତ୍ୟାଗ କରାଯିବ ମାନେ କେହି ଯିବେନି ଯେମିତି ହଉଛି ଇଲେକ୍ସନ ହବ ସରକାରୀ ଇଲେକ୍ସନ ହବ ହେଲା ତ ସେଇ ଇଲେକ୍ସନ କୁ ଭାରତୀୟ ଲୋକମାନେ କେହି ଯିବେନି ସରକାରୀ ଯେତେ ସବୁ ହଉଛି ମାନେ ଉତ୍ସବ ହବ ମାନେ ମିଟିଂ ଫିଟିଂ ହବ ସେଇ ଉତ୍ସବକୁ ବି ଯିବେନି ହେଲା ସରକାରୀ ନିର୍ବାଚନ ସରକାରୀ ନିର୍ବାଚନ
ଉତ୍ସବ ବର୍ଜନ এইগুলা হব বুঝলা কি কি বর্জন হব জানলো। তো এই যে বর্জন ହେଲା ଆଉ କିସ କିସ ହବା ବୁଝିଲା ବର୍ଜନ କଣ ତୁମେ ଯଦି ଡ୍ରେସ ଇଂରେଜ ପ୍ରକାରର କିଣିବନି ପିନ୍ଧିବ ତ ନିହାତି କିଛି ନା କିଛି ପିନ୍ଧତେ ହବ ବୁଝିଲା। ତ କିସ ପିନ୍ଧିବ ଆମର ହଉଛି ମାନେ ଖଟି ଖାଅ କାଟି ପିନ୍ଧ ବୁଝିଲା ମାନେ ଅରଟରେ ସୂତା କାଟି ପିନ୍ଧିବ ବୁଝିଲା। ଏମିତି ସିଷ୍ଟମ ହେଇଗଲା ତାର କାର୍ଯ୍ୟକ୍ରମର ଅସହଯୋଗ ଆନ୍ଦୋଳନ ସମୟରେ ଏମିତି ସିଷ୍ଟମ ହେଇଗଲା ହେଲା। ତ କିସ ହବ ନା ଖଦୀ ଆଉ ଗ୍ରାମୋଦ୍ୟୋଗର ପ୍ରସାର ହେଲା। ଏହାର କାର୍ଯ୍ୟକ୍ରମ ଖଦୀ ଓ ଗ୍ରାମୋଦ୍ୟୋଗର ପ୍ରସାର ତା ମାନେ ହଉଛି ଖଦୀ ମାନେ ହଉଛି କି ଚଗନା ଆମର ନିଜେ ଡ୍ରେସ କାଟିକି ପିନ୍ଧା ଗଲା ହେଲା ନିଜେ ତିଆରି କରାଗଲା ଗ୍ରାମୋଦ୍ୟୋଗ ମାନେ ହଉଛି ଗାଁରେ ହଉଛି ଫ୍ୟାକ୍ଟ୍ରି ତିଆରି କରାଗଲା ଭାରତୀୟ ଫ୍ୟାକ୍ଟ୍ରି ହେଲା। ଆଉ ହଉଛି ଜାତୀୟ ଶିକ୍ଷାର ପ୍ରଚଳନ କରାଗଲା। ଜାତୀୟ ଶିକ୍ଷା ପ୍ରଚଳନ ହେଲା ଇଂରେଜ ମାନଙ୍କର ସ୍କୁଲ ଛାଡିକି ଜାତୀୟ ଶିକ୍ଷାର ପ୍ରଚଳନ ଜାତୀୟ ଶିକ୍ଷା ପ୍ରଚଳନ ଏଇଟା କରାଗଲା। ଆଉ ହଉଛି ସବୁ ନା ହିନ୍ଦୁ ମୁସଲିମ ଏକତା ହିନ୍ଦୁ ଆଉ ମୁସଲମାନ ମାନେ ଏକତା ରଖିଲେ ହେଲା ହିନ୍ଦୁ ମୁସଲିମ ର ଏକତା ଏଇ ଆନ୍ଦୋଳନ କାର୍ଯ୍ୟକ୍ରମ ରହିଲା ହଉଛି ଏଇଗୁଡା ମୁସଲିମ ଏକତା ଅସ୍ପୃଶ୍ୟତା ନିରାକରଣ ମାନେ ଛୁଆଁ ଅଛୁଆଁ ଭେଦଭାବ ରହିବନି ଅସ୍ପୃଶ୍ୟତା ନିରାକରଣ କିସ କହିଲି ଅସହଯୋଗ ଆନ୍ଦୋଳନ କାର୍ଯ୍ୟକ୍ରମ କିସ ଦେଇଥିଲା ଲଘୁଚାପ ପର୍ବ ସବୁ ଗୁଡା ପଏଣ୍ଟ ଲେଖବ ଗୋଟେ ବି ଛାଡବନି ବୁଝିଲା କଞ୍ଜୁସି କରବନି ହେଲା। ଯଦି ତୁମେ କଞ୍ଜୁସି କରିବ ସ୍କୁଲରେ ହଉଛି ତୁମେ ଯେତେବେଳେ ଖାତା ଦେଖା ହବ ପରୀକ୍ଷା ଖାତା ସାର ମାର୍କ ଦେବାରେ କଞ୍ଜୁସି କରିଦେବେ ବୁଝିଲ ତ ତୁମେ ସବୁ ଗୁଡା ପଏଣ୍ଟ ଲେଖବ ହେଲା। ଆଉ ତୁମେ ସବୁବେଳେ ହଉଛି ବାକ୍ୟରେ ଲେଖିତେ ଚେଷ୍ଟା କରବନି ମାନେ ପାରାଗ୍ରାଫରେ ଲେଖିତେ ଚେଷ୍ଟା କରବନି ସବୁବେଳେ ପଏଣ୍ଟ ପଏଣ୍ଟ ଲେଖିବ ହେଲା ପଏଣ୍ଟ ପଏଣ୍ଟ ଲେଖିଲେ ହଉଛି ପୁରା କ୍ଲିୟର ଭିଜିବୁଲ ହୁଏ ହେଲା ଆନ୍ସର ଗୁଡା କ୍ଲିୟର ଭିଜିବୁଲ ହୁଏ। ଆଉ ହଉଛି ଦେଖବାରେ ସୁବିଧା ହୁଏ ଆଉ ସର୍ଟ ସର୍ଟ ହୁଏ ହେଲା ଜିନିଷଟା ବୁଝିହେଲା। ତ କିସ କହିଲି ଅସହଯୋଗ ଆନ୍ଦୋଳନ କାର୍ଯ୍ୟକ୍ରମ କିସ ଥିଲା ଫାଷ୍ଟ କାର୍ଯ୍ୟକ୍ରମ ଥିଲା ସରକାରୀ ପଦବୀ ତ୍ୟାଗ ତାପରେ ହଉଛି ସରକାରୀ ହଉଛି ବିଦ୍ୟାଳୟ ତ୍ୟାଗ ବିଦେଶୀ ବସ୍ତ୍ର ବଜନ ସରକାରୀ ବିଦ୍ୟାଳୟ ବର୍ଜନ ସରକାରୀ ନିର୍ବାଚନ ଉତ୍ସବ ବର୍ଜନ ଖଦୀ ଆଉ ଗ୍ରାମୋଦ୍ୟୋଗର ପ୍ରସାର ତାପରେ ହଉଛି ଜାତୀୟ ଶିକ୍ଷା ପ୍ରଚଳନ ହିନ୍ଦୁ ମୁସଲିମ ଏକତା ଅସ୍ପୃଶ୍ୟତା ନିରାକରଣ ହେଲା ହିନ୍ଦୁ ମୁସଲିମ ଏକତା ବଜାୟ ରଖିବେ ମାନେ ଭେଦଭାବ ସୃଷ୍ଟି ମାନେ ଛୁଆଁ ଅଛୁଆଁ କରିବେନି ହେଲା। ଆଉ ଅସ୍ପୃଶ୍ୟତା ମାନେ ଛୋଟ ଜାତି ବଜ ଜାତି ମାନେ ସମସ୍ତେ ଏକ ହେଲା ସେତେବେଳେ ଏଇ ଆନ୍ଦୋଳନ ସମୟରେ କିନ୍ତୁ ହଉଛି ତା ପୂର୍ବରୁ ବହୁତ ଛୁଆଁ ଅଛୁଆଁ ଥିଲା ସେଇ ପାଇଁ ତ ଇଂରେଜ ମାନେ ଏତେ ବର୍ଷ ଶାସନ କରିଛନ୍ତି ଆମର ଭାରତକୁ ହେଲା। ତ ଏଇଠି ଗୋଟେ କୋଶ୍ଚନ ଆସେ ହେଲା ସେଇ ଯେ ଏଇ ସବୁ ଆମ କାର୍ଯ୍ୟକ୍ରମ ଥିଲା ଆନ୍ଦୋଳନ ମାନେ ହଉଛି ଜାତୀୟ ଶିକ୍ଷା ପ୍ରଚଳନ କି ହିନ୍ଦୁ ମୁସଲିମ ଆମର କିସ ବିଦେଶୀ ଦ୍ରବ୍ୟ ବର୍ଜନ ହେଲା ବିଦେଶୀ ଦ୍ରବ୍ୟ ବିଦେଶୀ ବସ୍ତ୍ର ବର୍ଜନ ହେଲା ବିଦେଶୀ ଶିକ୍ଷା ବର୍ଜନ ତ କୁହନା ଏଇଟା ଭଲ ମାନେ ଏଇନା ଯେ ଆମର କିସ ଏଇନା ଯାହା ସବୁ ପିନ୍ଧୁଛେ ସବୁ ହଉଛି ବିଦେଶୀ ବସ୍ତ୍ର ଗୁଡା ବୁଝିହେଲା ଆମର ଭାରତର ବସ୍ତ୍ର କିସ ଥିଲା ଧୋତି ଏଗୁଡା ଥିଲା ହେଲା କିନ୍ତୁ ଏଇନା ଯାହା ସବୁ ପିନ୍ଧୁଛେ ଜିନ୍ସ ସବୁ ଆମର ବ୍ରିଟିଶ ମାନେ ଦେଇକି ଯାଇଛନ୍ତି ହେଲା ବ୍ରିଟିଶ ମାନେ ଶିଖେଇକି ଯାଇଛନ୍ ତ କୁହନା ଇଂରେଜ ମାନେ ଥିଲେ ଆମକୁ ଶାସନ ଯେ କରିଥିଲେ ତା ଫଳରେ ଆମର ଭାରତର ଫାଇଦା ହେଲା ନା ହଉଛି ଆମର ଭାରତ ରହୁଛି କି ନୁକସାନ ହେଇଥିଲା କୁହ ଆକ୍ଚୁଆଲି ଏଠି ଯଦି ଦେଖବା ହେଲା ଆମର କିଛି ଲୋକ ବାହାରିବେ କହିବେ ହଉଛି ବହୁତ ଫାଇଦା ହେଲା କି ପାଇଁ କହ ଭାରତ ଗୋଟେ ଏମିତି ଅଧ ଭାବର ଦେଶ ଥିଲା ହେଲା ମାନେ ଏମିତି ଗୋଟେ କିସ କହିବି ଏମିତି ଗୋଟେ ହଉଛି ଆଗରୁ ଭାରତ କୁସଂସ୍କାର ଦେଶ ଥିଲା କୁସଂସ୍କାର ମାନେ ଭାରତର ସଂସ୍କାର ଲୋକମାନଙ୍କର ସଂସ୍କାର ବହୁତ ଖରାପ ଥିଲା ମାନେ ହଉଛି ସତୀ ଦାହ ପ୍ରଥା ହେଲା ଆଉ ହଉଛି କିସ ଥିଲା ମାନେ ଛୋଟ ଜାତିର ଲୋକମାନେ ପାଣି ପିଇ ପାରିବେନି କି ରାସ୍ତାରେ ଚାଲି ପାରିବେନି ଏମିତି ବହୁତ ମାନେ କିଛି ଅମାନୁଷିକ ଅତ୍ୟାଚାର ଚାଲିଥିଲା ହେଲା ମନୁସ୍ମୃତି କଥା ତ ଶୁଣିଛ ବୁଝିହେଲା ତ ସବୁ ଏଇ କୁସଂସ୍କାର ମାନେ ଥିଲା ହେଲା ତ ଯଦି ଇଂରେଜ ମାନେ ସାୟଦ ଯଦି ଆସିନଥାନ୍ତେ ସାୟଦ ଏଇ କୁସଂସ୍କାର ଗୁଡା ହଉଛି ଏଇନା ବି ଚାଲିଥାନ୍ତା ବୁଝିହେଲା ତ ଇଂରେଜ ମାନେ ଆସିବା ଦ୍ୱାରା ଫାଇଦା କିସ ହେଲା କହନା ଲୋକମାନେ ଶିକ୍ଷିତ ହେଲେ ହେଲା ଲୋକମାନେ ଶିକ୍ଷିତ ହେଲେ ଆଉ ହଉଛି କିସ ଏଇ କୁସଂସ୍କାର ସବୁ ଲୋପ ପାଇଲା ଆଉ ହଉଛି ଲୋକମାନେ ଟିକେ ଡେଭଲପ ହେଲେ ଡେଭଲପ ମାନେ ହଉଛି ଭଲ ଡ୍ରେସ ପିନ୍ଧିଲେ ଭଲ ହଉଛି ଖାଦ୍ୟ ପାଇଲେ ହେଲା ଆଉ ହଉଛି କିସ ଭଲ ଶିକ୍ଷା ପାଇଲେ ହେଲା ଭଲ ଶିକ୍ଷା ମାନେ ହଉଛି ମାନେ ନଲେଜ ହେଲା ପୁରା ଦେଶ ବିଦେଶର ହଉଛି କିସ ସବୁ ଦେଖ ଦେଶ ବିଦେଶରେ ହଉଛି କିସ ଆମର ହଉଛି ଇଂଲିଶ ଟା ହଉଛି ନିହାତି ଫେମସ ହେଲା ଇଂଲିଶ ଟା ନିହାତି ଫେମସ ଚଳୁଛି ଚାରିଆଡେ ହେଲା କମନ ଭାଷା ବୁଝିହେଲା ତ ଇଂରେଜ ମାନେ ଯଦି ଆସିନଥାନ୍ତେ ଭାରତ ଏତେ ଡେଭଲପ ହେଇପାରିନଥାନ୍ତା ବୁଝିହେଲା ତ ଇଂରେଜ ମାନେ ଏଇ ଦୃଷ୍ଟିରୁ ଦେଖିଲେ ହଉଛି ଡେଭଲପ ହେଲା ଭାରତର ହେଲା ଆଉ ହଉଛି ଆଉ କିଛି ଲୋକ ବାହାରିବେ ସେମାନେ କହିବା ହଉଛି ଇଂରେଜ ମାନେ ଆସିକି ହଉଛି ଭାରତୀୟ ମାନଙ୍କୁ ବହୁତ ଶାସନ କଲେ ହେଲା ଯୋଉଟା ହଉଛି କିସ ଆମର ହଉଛି ସେଇଟା ଗୋଟେ ହଉଛି ଆମର ଡିମେରିଟ ହେଲା ଭାରତୀୟ ଲୋକମାନଙ୍କୁ ଶାସନ କଲେ ବିନା ମଜୁରୀରେ ଖଟେଇଲେ ହେଲା ତ ଶାସନ କଲେ ତ ଠିକ ଅଛି ସେତେବେଳେ ହଉଛି ଡିମେରିଟ ଥିଲା କିନ୍ତୁ ହଉଛି ଏଇନା ଯେ ଆମର ହେଲା ଏଇଟା ହଉଛି ଫାଇଦା ହେଇଛି ଆମର ହେଲା ଏଇନା ବି ଯେତେ ଲୋକ ଅଛନ ଆମର ମାନଙ୍କ ପାଇଁ ହଉଛି ଫାଇଦା ଅଛି କି ପାଇଁ କହନା ଇଂରେଜ ମାନେ ଯଦି ନ ଆସିଥାନ୍ତେ ତୁମେ ହଉଛି ପାଠ କିଏ ପଢି ପାରିନଥାନ୍ତ କିଏ ଲେଡିଜ ହେଲା ଆଉ ଯଦି ଇଂରେଜ ମାନେ ନ ଆସିଥାନ୍ତେ କିଏ ହଉଛି ଏଇନା ବେଳକୁ କିସ ତା ସ୍ୱାମୀ ମରିଯାଇଛି ସିଏ ବି
ତାକୁ ବି ହଉଛି ସତୀଦାହ ପ୍ରଥା ହିସାବରେ ହଉଛି ଚାଷ ଦେବା ପାଇଁ ପଡିଥାନ୍ତା ବୁଝିଲା। ତ ଏଇ ଶୁଣ ଏଇ ନିୟମ ଗୁଡା ହଉଛି ଭାରତୀୟ ଲୋକମାନେ ହିଁ ହଟେଇଥିଲେ ହେଲା, କିନ୍ତୁ ହଉଛି ଇଂରେଜ ମାନେ ଆସିଲେ ବୋଲି ହଟିଥିଲା। ଯଦି ଇଂରେଜ ମାନେ ନ ଆସିଥାନ୍ତେ ଏଇ ନିୟମ ଗୁଡା ହଟି ପାରିନଥାନ୍ତା ବୁଝିଲ। ଜାତି ଭେଦଭାବ ପ୍ରଥା ଟିକେ କମିଛି ହେଲା, ଟିକେ କମିଛି, ମାନେ ହଉଛି 100% ରୁ 1% ମାତ୍ର କମିଛି ହେଲା, ବେଶୀ ନାହିଁ 1% କମିଛି ହେଲା। ଏଇନା ବି ଜାତି ଭେଦଭାବ ବହୁତ ଅଛି ହେଲା। ବଡ ଜାତିର ଲୋକମାନେ ହଉଛି ସେମାନଙ୍କୁ କୁହା ହଉଛି ଆମେ କିସ କ୍ଷତ୍ରିୟ ଧର୍ମର, ଆମେ ହଉଛି ବ୍ରାହ୍ମଣ ଧର୍ମର, ଆମେ ହଉଛି ବହୁତ ଆମର ବ୍ରାହ୍ମଣ ଜାତି ବୁଝିଲା। ହିନ୍ଦୁ ଧର୍ମ ଗୋଟେ ଏମିତି ଗୋଟେ ଧର୍ମ ହେଲା ଯୋଉଠି ହଉଛି ବହୁତ ଚାରିଟା ଜାତି ଅଛି କିସ କିସ ବ୍ରାହ୍ମଣ ବୈଶ୍ୟ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ବୁଝିଲା। ବ୍ରାହ୍ମଣ ବି ପୁଣି ବହୁତ ପ୍ରକାର ଡିଭାଇଡ ହେଇଛି, ପୁଣି ସେଇ ବ୍ରାହ୍ମଣ ବି ପୁଣି ସବ ବ୍ରାହ୍ମଣ ଅଛି ହେଲା, ବହୁତ ପ୍ରକାର ଅଛି ଜାତି ଭେଦଭାବ ବୁଝିଲ। ତ ଏଇଗୁଡା ହଉଛି କିସ ଆମର ହଉଛି କୁସଂସ୍କାର ବୁଝିଲା, କୁସଂସ୍କାର ହେଲା। ଗୋଟେ ଦେଖ ଗୋଟେ ଲୋକର ଜାତି ହଉଛି ତାର କର୍ମ ଅନୁସାରେ ହେବା ଦରକାର ହେଲା, ନା କି ହଉଛି ତାର ଜନ୍ମ ଅନୁସାରେ ବୁଝିଲା। ତୁମେ ହଉଛି ଗୋଟେ ବ୍ରାହ୍ମଣ ଘରେ ଜନ୍ମ ହେଇଗଲ ହେଲା, ଯେ ବ୍ରାହ୍ମଣ ହେଇଗଲ ସେମିତି କୁହାଯିବନି ବୁଝିଲ। ତୁମର ହଉଛି ଯଦି ମନ୍ତ୍ର ପାଠ ଶିଖିଛ ବ୍ରାହ୍ମଣ ହବ ହେଲା, ତୁମେ ଯଦି ହଉଛି କିସ ଚୁଟି କାଟିତେ ଶିଖିଛ ବାରିକ ହବ ହେଲା, ତୁମେ ଯଦି ହଉଛି ଯୁଦ୍ଧ କରତେ ଶିଖିଛ କ୍ଷତ୍ରିୟ ହବ ହେଲା। ଏଇଟା ଥିଲା ହଉଛି ଜାତି ଭେଦଭାବ ମାନେ ଜାତି ହେଲା। କିନ୍ତୁ ହଉଛି କିଛି ଲୋକ ଅଛନ୍ତି ବୋକା ମୂର୍ଖ ଲୋକ ହେଲା, ସେମାନେ ହଉଛି ବ୍ରାହ୍ମଣ ଘରେ ଜନ୍ମ ହେଇଥିବେ ହେଲା, ଖରାପ ଖରାପ କଥା କହୁଥିବେ, ସେମାନେ ନିଜକୁ ବ୍ରାହ୍ମଣ କହିଦଉଥିବେ ବୁଝିହେଲା। ତ ଏଇଥିପାଇଁ ହଉଛି କିସ ଆମର ହଉଛି ଦେଶ ବିକଶିତ ମାନେ ବିକାଶଶୀଳ ହେଇ ଏବେ ଅଛି। ଯଦି ଏଇ ଜାତି ପ୍ରଥାଟା ହଟିଯିବ ତେବେ ହଉଛି ନିହାତି ହଉଛି କିସ ହେଇଯିବ ବିକଶିତ ଦେଶ ହେଇଯିବ ହେଲା। ତ ଜାଣିଲ ଅସହଯୋଗ ଆନ୍ଦୋଳନ କାର୍ଯ୍ୟକ୍ରମ କିସ କିସ ଥିଲା ହେଲା, କିସ କିସ କରିବେ କିସ କିସ କରିବେନି ହେଲା। ଏଇଟା ହଉଛି ତାର କାର୍ଯ୍ୟକ୍ରମ, 5 ମାର୍କ ପଢିଲେ ପୁରାଟା ଲେଖିବରେ ହେଲା। ଆଉ ଯଦି ତମେ କଞ୍ଜୁସି କରିବ ମାର୍କ ଦେବାରେ ନିଶ୍ଚୟ ସାର କଞ୍ଜୁସି କରିବେ ହେଲା। ତାପରେ ଦେଖ ତ ଏଇ ଆନ୍ଦୋଳନରେ ବହୁତ ଲୋକ କିସ କରିଥିଲେ କହନା ନିଜର ହଉଛି ଚାକିରି ଛାଡିଥିଲେ ହେଲା। କିଏ କିଏ ଛାଡିଥିଲେ ଚାକିରିରୁ ଇସ୍ତଫା ହେଲା, ଚାକିରିରୁ କିଏ କିଏ ଇସ୍ତଫା ଦେଇଥିଲେ ଦେଖିଦବା ହେଲା। ଚାକିରିରୁ ଇସ୍ତଫା କିଏ କିଏ ଲୋକ ଚାକିରିରୁ ଇସ୍ତଫା ଦେଇଥିଲେ ଲେଖିଦବା। ଆମର ଚାକିରି ମାନେ ଆଇନ ଚାକିରି ହେଲା। ମୋତିଲାଲ ନେହେରୁ ଶୁଣିଛ ନା ନାଇଁ? ମୋତିଲାଲ ନେହେରୁ ମାନେ ହଉଛି ଗାନ୍ଧୀ ଆମର ଜବାହରଲାଲ ନେହେରୁଙ୍କର ବାପା ହେଲା। ମୋତିଲାଲ ନେହେରୁ ଇଏ ହଉଛି ତାଙ୍କର ଚାକିରି ଆଇନ ଚାକିରି ଛାଡି ଦେଇଥିଲେ ବୁଝିହେଲା। ଆଉ ହଉଛି ଆମର ଚିତ୍ତରଞ୍ଜନ ଦାସ ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ ହେଲା, ପରୀକ୍ଷାରେ ପଡେ ଦେଶବନ୍ଧୁ କାହାକୁ କୁହାଯାଏ? ଚିତ୍ତରଞ୍ଜନ ଦାସ। ତୁମର ପରୀକ୍ଷା ନାହିଁ ବୋର୍ଡ ପରୀକ୍ଷାରେ ପଡେନି ହେଲା, ଆମର କୋଉ ପରୀକ୍ଷାରେ ପଡେ ଆମର ହଉଛି କମ୍ପିଟିଟିଭ ଚିତ୍ତରଞ୍ଜନ ଦାସ ହଉଛି ଆମର ହଉଛି ସିଏ ବି ତାଙ୍କର ଆଇନ ପଦବୀ ଛାଡି ଦେଇଥିଲେ ହେଲା। ଆଉ ହଉଛି କିସ ହେଇଥିଲା ବହୁତ ହଉଛି ଲୋକ ଇସ୍କୁଲ ଏଗୁଡା ବି ଛାଡି ଦେଇଥିଲେ, ଇସ୍କୁଲ ଫିସ୍କୁଲ ବି ଛାଡି ଦେଇଥିଲେ ବୁଝିପାରିଲ। ତ କିସ କହିଲି ଆନ୍ଦୋଳନ କେବେ ଷ୍ଟାର୍ଟ ହେଲା 1920 ଅଗଷ୍ଟ ମାସରେ ହେଲା। ତାପରେ 1921 ମସିହା କଂଗ୍ରେସର ବାର୍ଷିକ ଅଧିବେଶନ ବର୍ଷକୁ ବର୍ଷ ହୁଏ ବୁଝିହେଲା। ବାର୍ଷିକ ଅଧିବେଶନ ବର୍ଷକୁ ବର୍ଷ ହୁଏ। ତ 1921 ମସିହା ଡିସେମ୍ବର ମାସରେ ଆମର କଂଗ୍ରେସର ବାର୍ଷିକ ଅଧିବେଶନ କୋଉଠି ହେଇଥିଲା? ଆମର କଂଗ୍ରେସର ବାର୍ଷିକ ଅଧିବେଶନ ହେଇଥିଲା ହଉଛି ଆମର ଅହମ୍ମଦାବାଦରେ ହେଲା। ଅହମ୍ମଦାବାଦ ଠାରେ ହଉଛି କଂଗ୍ରେସର ବାର୍ଷିକ ଅଧିବେଶନ ହେଇଥିଲା। ତ ଏଇ 1921 ମସିହା ଡିସେମ୍ବର ମାସରେ ହେଲା ଅହମ୍ମଦାବାଦ ଠାରେ ଯେ ଆମର ବାର୍ଷିକ ଅଧିବେଶନ ହେଲା। ଏଇ ଆନ୍ଦୋଳନରେ ହଉଛି କିଶ ନିଷ୍ପତ୍ତି ନିଆଗଲା ହଉଛି ଅସହଯୋଗ ଆନ୍ଦୋଳନକୁ ଚାଲୁ ହିଁ ରଖିବା ବୁଝିହେଲା, ବନ୍ଦ କରବାନି। କାରଣ ହଉଛି ଇଂରେଜ ସରକାର ଆମର କିଛି ଦାବି ପୂରଣ କରିନାହାନ୍ତି ଏଇନା ପର୍ଯ୍ୟନ୍ତ ହେଲା। ତ ଏଇ 1921 ମସିହା ଡିସେମ୍ବର ମାସରେ ଅହମ୍ମଦାବାଦ ଠାରେ ହଉଛି କଂଗ୍ରେସର ବାର୍ଷିକ ଅଧିବେଶନ ହେଲା। ଏଇ କଂଗ୍ରେସର ବାର୍ଷିକ ଅଧିବେଶନ ହଉଛି ନିଷ୍ପତ୍ତି ନିଆଗଲା ହଉଛି କିସ ଆମର ଆନ୍ଦୋଳନ ଏଇନା ବି ଚାଲୁ ରଖିବା ବୁଝିହେଲା, ବନ୍ଦ କରାଯିବନି ହେଲା। ତାପରେ ହଉଛି ଇଂରେଜ ସରକାର ହଉଛି ରାଗିକି କିସ କଲେ ବହୁତ ଲୋକମାନଙ୍କୁ ବନ୍ଦୀ କଲେ ହେଲା, ବହୁତ ଲୋକମାନଙ୍କୁ ବନ୍ଦୀ କଲେ। ଆଉ ହଉଛି ସମ୍ବାଦ ପତ୍ର ବ୍ୟାନ କରିଦେଲେ ହେଲା। ତ ଗାନ୍ଧିଜୀ ଇଂରେଜ ସରକାର କିସ କଲେ ଇଂରେଜ ସରକାର ତ ଚୁପ ବସିବେନି ଚୁଡ଼ି ପିନ୍ଧିକି ବସି ନଥିଲେ ହେଲା। ଭାରତୀୟ ମାନେ ଆନ୍ଦୋଳନ କରିବେ ଇଂରେଜ ସରକାର ଚୁପ ବସିଥିବେ ନା ହେଲା, ଇଂରେଜ ସରକାର ବି ନିହାତି କିଛି କରିବେ ଲାଠି ଚାଳନା କରିବେ। ବନ୍ଧୁକ ଗୁଳି ଚଲେଇବେ ହେଲା। ଆଉ ହଉଛି କିସ ସମ୍ବାଦ ପତ୍ର ମାନେ ବେନ୍ କରିବେ ଲୋକମାନଙ୍କୁ ଜେଲ ନେବେ ବୁଝିହେଲା ଏଇଗୁଡା କଲେ ହେଲା। ତ କିସ ଆମର ହଉଛି ବନ୍ଦୀ କଲେ ହେଲା, ବହୁ ଲୋକ ବନ୍ଦୀ ହେଲେ। ବହୁ ଲୋକ ବହୁତ ନେତା ବନ୍ଦୀ ହେଲେ। ବନ୍ଦୀ ହେଲେ ବୁଝିହେଲା। ତ ହଉଛି ଗାନ୍ଧିଜୀ ହଉଛି କିସ ମାନେ ଗାନ୍ଧିଜୀ ହଉଛି ଗାନ୍ଧିଜୀଙ୍କୁ ଛାଡିକି ସମସ୍ତଙ୍କୁ ବନ୍ଦୀ କରାଗଲା ବୁଝିହେଲା। ତ ଗାନ୍ଧିଜୀ କିସ କଲେ କହନା ଗାନ୍ଧିଜୀ 1922 ମସିହା ଫେବୃଆରୀ ମାସ 1 ତାରିଖ ଦିନ ଇଂରେଜ ସରକାରଙ୍କୁ ମନେ ରଖିବ ମସିହାଟା ମନେ ରଖିବ 1922 ମସିହା ଫେବୃଆରୀ ମାସ 1 ତାରିଖ ଦିନ ହେଲା ଗାନ୍ଧିଜୀ ହଉଛି କିସ ଆମର ୱାର୍ଣିଂ ଦେଲେ ଇଂରେଜ ସରକାରଙ୍କୁ 7 ଦିନ ଭିତରେ 7 ଦିନ ଭିତରେ ଆମର ବନ୍ଦୀ ମାନଙ୍କୁ ଛାଡି ଦିଆଯାଉ ବୁଝିହେଲା। ବନ୍ଦୀ ମାନଙ୍କୁ ଛାଡି ଦିଅ କିଏ କହିଲା ଗାନ୍ଧିଜୀ ହେଲା, ଯଦି ଛାଡବନି
ଆମେ ହଉଛି ଆଇନ ଅମାନ୍ୟ ଆନ୍ଦୋଳନ ଷ୍ଟାର୍ଟ କରିଦବା ବୁଝିଲା। ଆଉ ଗୋଟେ ଆନ୍ଦୋଳନ ଷ୍ଟାର୍ଟ କରିଦବା। ଗାନ୍ଧିଜୀଙ୍କର ମୁଖ୍ୟ ଅସ୍ତ୍ର ହଉଛି କିସ ଅହିଂସା ଉପାୟରେ ଆନ୍ଦୋଳନ ହେଲା। ଏଇଟା ହଉଛି ଗାନ୍ଧିଜୀଙ୍କର ମୁଖ୍ୟ ଅସ୍ତ୍ର ବୁଝିଲା। ନାଇଁ କି ସେ ହଉଛି କାହା ସହ ଯୁଦ୍ଧ ଲାଗୁଥିଲେ ହେଲା, ସେମିତି ନାଇଁ। ଗାନ୍ଧିଜୀ ହଉଛି କିସ ତୁ ପିଟୁଛୁ ପିଟ ହେଲା, ଯେତେ ପିଟୁଛୁ ପିଟ, ତୁ ମତେ ପିଟି ପିଟି ମାରିଦେଲେ ବି ମୁଁ ତୋ କଥା ମାନିବିନି। ଏଇଟା ହଉଛି ଗାନ୍ଧିଜୀଙ୍କର ମୁଖ୍ୟ ଅସ୍ତ୍ର ବୁଝିଲା। ତ 1922 ମସିହା ଫେବୃଆରୀ ମାସ 1 ତାରିଖ ଦିନ ହଉଛି ଗାନ୍ଧିଜୀ ୱାର୍ଣ୍ଣିଂ ଦେଲେ ହେଲା। ମନେ ରଖ, ଗାନ୍ଧିଜୀ କେବେ ୱାର୍ଣ୍ଣିଂ ଦେଇଥିଲେ? 1922 ମସିହା ଫେବୃଆରୀ ମାସ 1 ତାରିଖ ଦିନ ୱାର୍ଣ୍ଣିଂ ଦେଲେ ହଉଛି 7 ଦିନ ଭିତରେ ହଉଛି ବନ୍ଦୀ ମାନଙ୍କୁ ଛାଡିଦିଅ, ନହେଲେ ହଉଛି ଭଲ ହବନି ବୁଝିଲା। ଆମେ ହଉଛି ଆଇନ ଅମାନ୍ୟ ଆନ୍ଦୋଳନ ଷ୍ଟାର୍ଟ କରିବୁ ବୁଝିଲା। ଆଉ ହଉଛି ବନ୍ଦୀ ମାନଙ୍କୁ ଛାଡିଦିଅ। ଆଉ ହଉଛି ଆମର ଯେତେ ସବୁ ବ୍ୟାନ କରିଦେଇଛୁ ପେପର ଗୁଡାକୁ ହେଲା, ନ୍ୟୁଜ ପେପର କୁ ସବୁ ଗୁଡା ହଉଛି ତୁମେ ହଉଛି କିସ ମୁକ୍ତ କର ହେଲା। ନହେଲେ ହଉଛି ଆମେ ଆଇନ ଅମାନ୍ୟ ଆନ୍ଦୋଳନ ଷ୍ଟାର୍ଟ କରିବୁ। ଆଉ ଗୋଟେ ଆନ୍ଦୋଳନ ହେଲା, ଅସହଯୋଗ ଆନ୍ଦୋଳନ ତ ଚାଲିଛି, ସେଇ ଆନ୍ଦୋଳନ କରୁ କରୁ ପୁଣି ଆଇନ ଅମାନ୍ୟ ଆନ୍ଦୋଳନ, ଆମେ ତୁମର କଥା କିଛି ମାନୁନି ବୁଝିଲା। ହଉଛି ଏଇଟା ହେଲା। ତାପରେ ହଉଛି କିସ କହନା, କିନ୍ତୁ 1900 ହେଲା, କିନ୍ତୁ ଗାନ୍ଧୀ ମାନେ ଇଂରେଜ ସରକାର କିଛି ନିଷ୍ପତ୍ତି ନେବା ପୂର୍ବରୁ ହେଲା ଗୋଟେ ଅଭାବନୀୟ ଘଟଣା ଘଟିଗଲା ହେଲା। ଅଭାବନୀୟ ମାନେ ହଉଛି ଗୋଟେ ଦୁଃଖଦ ଘଟଣା ଘଟିଗଲା ହେଲା। ଦୁଃଖଦ ମାନେ ହଉଛି ଭାରତୀୟ ମାନେ କିସ କହନା ରାଗିକି ହେଲା 1922 ମସିହା ଫେବୃଆରୀ ମାସ 5 ତାରିଖ ଦିନ ହେଲା ଆମର ୟୁପି ର ଉତ୍ତର ପ୍ରଦେଶର ଗୋରଖପୁରର ଚୌରାଚୋରି ଗାଁରେ ହେଲା, ଗୋରଖପୁର ଅଞ୍ଚଳର ଗୋରଖପୁରର ଚୌରାଚୋରି ଅଞ୍ଚଳର ଚୌରାଚୌରି ଚୌରାଚୌରି ଅଞ୍ଚଳରେ ପୋଲିସ ଷ୍ଟେସନରେ ନିଆଁ ଲଗେଇଥିଲେ। ପୋଲିସ ଷ୍ଟେସନରେ ନିଆଁ ଲଗେଇଲେ ବୁଝିହେଲା। ପୋଲିସ ଷ୍ଟେସନରେ ନିଆଁ କିସ କହିଲି, ଗାନ୍ଧିଜୀ ହଉଛି ୱାର୍ଣ୍ଣିଂ ଦେଇଥିଲେ ଇଂରେଜ ସରକାର ମାନଙ୍କୁ ହେଲା। କହିଥିଲେ ହଉଛି କେବେ ୱାର୍ଣ୍ଣିଂ ଦେଇଥିଲେ 1922 ମସିହା ଫେବୃଆରୀ ମାସ 1 ତାରିଖ ଦିନ। କହିଥିଲେ ହଉଛି 7 ଦିନ ଭିତରେ ହଉଛି ଯଦି ଭାରତୀୟ ବନ୍ଦୀ ମାନଙ୍କୁ ନ ଛାଡି ଦିଆଗଲା, ଆଉ ହଉଛି ସମ୍ବାଦ ପତ୍ର ଯେତେ ସବୁ ଅଛି ସେମାନଙ୍କର କଟକଣା ଯଦି ନ ହଟେଇ ଦିଆଗଲା, ତେବେ ହଉଛି ଆମେ ଆଇନ ଅମାନ୍ୟ ଆନ୍ଦୋଳନ ଷ୍ଟାର୍ଟ କରିବୁ। କିନ୍ତୁ ଏଇ ତାଙ୍କ ଦାବି ଟାକୁ ପୂରଣ କରିବା ପୂର୍ବରୁ ଭାରତୀୟ ମାନେ ଗୋଟେ କାଣ୍ଡ ଘଟେଇଥିଲେ ହେଲା, କାଣ୍ଡ କରିଦେଲେ ବୁଝିହେଲା। କିସ କାଣ୍ଡ କଲେ, ଆମର ହଉଛି କାଣ୍ଡ କଲେ ହଉଛି 1922 ମସିହା ଫେବୃଆରୀ ମାସ 5 ତାରିଖ ଦିନ ପୁଲିସ ଷ୍ଟେସନ ଗୋଟେ ଜଳେଇଥିଲେ। କୋଉଠି? ଗୋରଖପୁର। କୋଉଠି ସେଟା? ଉତ୍ତରପ୍ରଦେଶର ଗୋରଖପୁର ଚୌରାଚୌରି ଜାଗାରେ ସେମାନେ ପୁଲିସ ଷ୍ଟେସନ ଜଳେଇଦେଲେ। ଯାହା ଫଳରେ ହଉଛି 22 ଜଣ ପୁଲିସ ହଉଛି ପୁରା ଜୀବନ୍ତ ଦଗ୍ଧ ହେଇଗଲା ହେଲା। କେତେ ଜଣ ପୁଲିସ ମରିଲେ? 22 ଜଣ ପୁଲିସ ହଉଛି ମରିଗଲେ ବୁଝିହେଲା, ପୁରା ଜଳି ପୋଡି ପାଉଁଶ ହେଇଗଲା ହେଲା। ତ ଏଇଟା ଗୋଟେ ଭଲ କଥା ନା? ଭଲ ନାହିଁ ହେଲା। କି ପାଇଁ 22 ଜଣ ପୁଲିସ ମରବେ ହେଲା। ଦେଖ, ଗାନ୍ଧିଜୀଙ୍କ ଲକ୍ଷ୍ୟ ଥିଲା ହଉଛି ଅହିଂସା ଉପାୟରେ ଆନ୍ଦୋଳନ, କିନ୍ତୁ ହଉଛି ଭାରତୀୟ ଲୋକମାନେ ହିଂସା ରୂପ ଧରି ନେଲେ ହେଲା। ତ ହଉଛି ଗାନ୍ଧିଜୀ କହିଲେ ହଉଛି ଭାରତୀୟ ମାନେ ହଉଛି ସମ୍ପୂର୍ଣ୍ଣ ରୂପେ ହଉଛି ଅହିଂସା ଉପାୟରେ ଆନ୍ଦୋଳନ କରିବା ପାଇଁ ପ୍ରସ୍ତୁତ ନୁହନ୍ତି ହେଲା। ତ ଏଇ ଆନ୍ଦୋଳନକୁ ବନ୍ଦ କରିଦେଲେ ଗାନ୍ଧିଜୀ। କେବେ? 1920 ମସିହା ସରି 1922 ମସିହା ଫେବୃଆରୀ ମାସ 12 ତାରିଖ ଦିନ ହେଲା ବରଦଳି ଠାରେ ଗାନ୍ଧିଜୀ ଆନ୍ଦୋଳନକୁ ବନ୍ଦ କଲେ। ପରୀକ୍ଷାରେ ପଡେ, ଆନ୍ଦୋଳନ କେବେ ବନ୍ଦ ହେଇଥିଲା? ଅସହଯୋଗ ଆନ୍ଦୋଳନ 1922 ମସିହା ଫେବୃଆରୀ ମାସ 12 ତାରିଖ ଦିନ ବରଦଳି ଠାରେ ଆନ୍ଦୋଳନ ସ୍ଥଗିତ ହେଲା। ଅସହଯୋଗ ଆନ୍ଦୋଳନ ସ୍ଥଗିତ ହେଲା। ସ୍ଥଗିତ ହେଲା, ବନ୍ଦ ହେଇଗଲା ବୁଝିହେଲା। ତ ଯେତେବେଳେ ହଉଛି ବନ୍ଦ ହେଇଗଲା ହେଲା, ଆମର ସୁଭାଷ ଚନ୍ଦ୍ର ବୋଷଙ୍କ ପରି ନେତା ମାନେ ସେ କହିଲେ ହଉଛି ଏଇଟା ଗୋଟେ ଜାତୀୟ ବିପର୍ଯ୍ୟୟ ହେଲା। ମହାତ୍ମା ଗାନ୍ଧୀ କି ପାଇଁ ଯେ ବନ୍ଦ କରିଦଉଛନ୍ତି ବୁଝିହେଲା। ଏତେ ବଢିଆ ଇଂରେଜ ସରକାର ଡରି ଯାଇଥିଲେ ହେଲା। ମାନେ ଏତେ ଲୋକ ମିଶିକି ଯଦି ଆନ୍ଦୋଳନ କରିବ, ଇଂରେଜ ସରକାର ମୂଳଦୁଆ ହଲିଯିବ ନା ନାଇଁ? ହଲିଯିବ ହେଲା। ତ ଯଦି ଆଉ କିଛି ଦିନ ଆନ୍ଦୋଳନ ହେଇଥାନ୍ତା, ହୁଏତ ହଉଛି ସ୍ଵାଧୀନତା ଜଲଦି ମିଳିଥାନ୍ତା ହେଲା। କିନ୍ତୁ ହଉଛି ବନ୍ଦ କରି ଦିଆଗଲା ବୁଝିହେଲା। ଯାହା ପରେ ହଉଛି ସୁଭାଷ ଚନ୍ଦ୍ର ବୋଷ କହିଲେ ହଉଛି ଜାତୀୟ ବିପର୍ଯ୍ୟୟ ହେଲା। ସୁଭାଷ ଚନ୍ଦ୍ର ବୋଷ ଏହାକୁ ଜାତୀୟ ବିପର୍ଯ୍ୟୟ କହିଥିଲେ। ପରୀକ୍ଷାରେ ପଡେ, ଅସହଯୋଗ ଆନ୍ଦୋଳନ ବନ୍ଦ କୁ କିଏ ଜାତୀୟ ବିପର୍ଯ୍ୟୟ କହିଥିଲେ? ସୁଭାଷ ଚନ୍ଦ୍ର ବୋଷ ଜାତୀୟ ବିପର୍ଯ୍ୟୟ କହିଲେ। ୟାକୁ କିସ କହିଲେ? ଜାତୀୟ ବିପର୍ଯ୍ୟୟ। ବିପର୍ଯ୍ୟୟ ମାନେ ହଉଛି କିସ? ବିପର୍ଯ୍ୟୟ ମାନେ ହଉଛି ଗୋଟେ ଆମର କିସ ଗୋଟେ ଲସ୍ ହେଲା, ମାନେ ପୁରା ଦେଶ ପାଇଁ ହଉଛି ବିପଦ ବୁଝିହେଲା। ଏଇ ଯେ ଆନ୍ଦୋଳନ ଟା ବନ୍ଦ ହେଲା, ଏପଟେ ଦେଶ ପାଇଁ ବିପଦ ହେଲା। କିଏ କହିଲେ? ସୁଭାଷ ଚନ୍ଦ୍ର ବୋଷ ହେଲା। ତ ଏଇ ଆନ୍ଦୋଳନ ସେତେବେଳେ ବନ୍ଦ ହେଲା, ଗାନ୍ଧିଜୀଙ୍କୁ ହଉଛି ଜେଲ ନିଆଗଲା ହେଲା। ଗାନ୍ଧିଜୀଙ୍କୁ ଜେଲ ନିଆଗଲା। କି ପାଇଁ ନା ହଉଛି ଏତେ ଲୋକ ମରିଛନ୍ତି, 22 ଜଣ ଲୋକ ହେଲା। ଗାନ୍ଧିଜୀଙ୍କୁ ହଉଛି 1922 ମାର୍ଚ୍ଚ ମାସରେ ହଉଛି ଜେଲ ନିଆଗଲା ବୁଝିହେଲା। ମାର୍ଚ୍ଚ ରେ ହଉଛି କିସ ଜେଲ ଗାନ୍ଧିଜୀଙ୍କୁ ହେଲା। ଗାନ୍ଧିଜୀଙ୍କୁ ଜେଲ ହେଲା। ପରୀକ୍ଷା ମନେ ରଖିବ, ମସିହା ଗୁଡା ମନେ ରଖିବ ହେଲା। 1922 ମାର୍ଚ୍ଚ ମାସରେ ଗାନ୍ଧିଜୀଙ୍କୁ ଜେଲ ହେଲା। କେତେ ବର୍ଷ ପାଇଁ? 6 ଇୟର ପାଇଁ, 6 ବର୍ଷ ପାଇଁ ଜେଲ ହେଲା ବୁଝିହେଲା। 6 ବର୍ଷ ପାଇଁ ହଉଛି ଜେଲ ହେଲା ଗାନ୍ଧିଜୀଙ୍କୁ ହେଲା। ତାପରେ ହଉଛି ଆଉ କିସ ହେଲା, ମାର୍ଚ୍ଚ 10 ତାରିଖ ଦିନ ହେଲା, ତାରିଖ ବି ଦେଇଛି 1922 ମାର୍ଚ୍ଚ 10 ତାରିଖ ଦିନ ଗାନ୍ଧିଜୀଙ୍କୁ ଜେଲ ନିଆଗଲା 6 ବର୍ଷ ପାଇଁ ବୁଝିହେଲା। ଆଉ ହଉଛି ସେଇ ଯେ ଖିଲାଫତ ଆନ୍ଦୋଳନ ଷ୍ଟାର୍ଟ ହେଇଥିଲା, ସେଇଟା ବି ଧୀରେ ଧୀରେ ଲୋପ ପାଇଗଲା ହେଲା। ଖିଲାଫତ ଆନ୍ଦୋଳନ ଟା କିଏ ବନ୍ଦ କଲେ? ସେଟା ହଉଛି ଖିଲାଫତ ଆନ୍ଦୋଳନ
ଖିଲାଫତ ଆମର ବ୍ୟବସ୍ଥାଟା ହଉଛି କାହା ଦ୍ୱାରା ବନ୍ଦ ହେଲା? ଖିଲାଫତ ବ୍ୟବସ୍ଥା ହଉଛି ମୁସ୍ତାଫା କାମାଲ ପାଶାଙ୍କ ଦ୍ୱାରା ବନ୍ଦ ହେଲା। ମୁସ୍ତାଫା କାମାଲ ପାଶାଙ୍କ ଦ୍ୱାରା ବନ୍ଦ ହେଲା। ପରୀକ୍ଷାରେ ପଡେ, କମ୍ପିଟିଟିଭ ଏକ୍ସାମ ରେ ବି, ବୋର୍ଡ ଏକ୍ସାମ ରେ ବି। ପାଶାଙ୍କ ଦ୍ୱାରା ଉଚ୍ଛେଦ ହେଲା। ଖିଲାଫତ ବ୍ୟବସ୍ଥାଟା ହଉଛି ହେଲା ମୁସ୍ତାଫା କାମାଲ ପାଶାଙ୍କ ଦ୍ୱାରା ହଉଛି ଉଚ୍ଛେଦ ହେଇଗଲା ହେଲା। ଖଲିଫା ପ୍ରଥାଟା ହଉଛି କିସ ମାନେ ଖଲିଫା ଆଉ କେହି ରହିଲେନି, ବୁଝିହେଲା? ବୁଝିପାରିଲ ହେଲା। ତ କିସ କହିଲି, ଯେତେବେଳେ ହଉଛି ବନ୍ଦ ହେଇଗଲା ଆନ୍ଦୋଳନ, ଗାନ୍ଧିଜୀଙ୍କୁ ନିଆଗଲା ହଉଛି କିସ ଜେଲ 1922 ମସିହା ମାର୍ଚ୍ଚ ମାସ 10 ତାରିଖ ଦିନ। କେତେ ବର୍ଷ ପାଇଁ? 6 ବର୍ଷ ପାଇଁ ହେଲା। ଆଉ ହଉଛି ସୁଭାଷ ଚନ୍ଦ୍ର ବୋଷ ୟାକୁ କହିଲେ ଜାତୀୟ ବିପର୍ଯ୍ୟୟ ହେଲା। ଆଉ ହଉଛି ଖିଲାଫତ ବ୍ୟବସ୍ଥା ଟା କିଏ ଉଚ୍ଛେଦ କଲେ? ମୁସ୍ତାଫା କାମାଲ ପାଶା ହେଲା। ତ ପରେ ପଡେ ପରୀକ୍ଷାରେ ଖଲିଫା ଖିଲାଫତ ଆନ୍ଦୋଳନ କିଏ ଉଚ୍ଛେଦ କଲେ? ମୁସ୍ତାଫା କାମାଲ ପାଶା। ବୁଝିପାରିଲ? ଏଇନା ପଢବା ହଉଛି କିସ ପଢବା? ଏଇନା ପଢବା ହଉଛି ଓଡିଶାରେ କେମିତି ହେଇଥିଲା ହେଲା। ଓଡିଶାରେ ଆନ୍ଦୋଳନ, ଓଡିଶାରେ ଆନ୍ଦୋଳନ। ତ ଓଡିଶାରେ ଆନ୍ଦୋଳନ, ଓଡିଶାରେ ତୁମେ ମନେ ରଖିଥିବ 1920 ମସିହା ଡିସେମ୍ବର ମାସରେ ଗୋଟେ ଆମର କିସ ଗୋଟେ ହେଇଥିଲା କିସ ଅଧିବେଶନ ହେଇଥିଲା ହେଲା। ଅଧିବେଶନ ହେଇଥିଲା 1920 ମସିହା ଡିସେମ୍ବର ମାସରେ। କଣ ଆମର କଂଗ୍ରେସ ର ବାର୍ଷିକ ଅଧିବେଶନ ବସିଥିଲା କୋଉଠି? 1920 ମସିହା ମନେ ପକାଅ, ପଛଆଡେ ଦେଖ ମନେ ନାହିଁ ଯଦି। 1920 ମସିହା ଡିସେମ୍ବର ମାସରେ, 1920 ଡିସେମ୍ବର ମାସରେ ହଉଛି 1920 ଡିସେମ୍ବର ମାସରେ ହଉଛି ଆମର ନାଗପୁରରେ ହଉଛି କଂଗ୍ରେସ ର ବାର୍ଷିକ ଅଧିବେଶନ ହେଇଥିଲା, ମନେ ପକାଅ ହେଲା। ନାଗପୁରରେ ହଉଛି କଂଗ୍ରେସ ର ବାର୍ଷିକ ଅଧିବେଶନ ହେଇଥିଲା। ନାଗପୁରରେ ଗୋଟେ ହଉଛି ମିଟିଂ ହେଇଥିଲା କଂଗ୍ରେସ ବାର୍ଷିକ ଅଧିବେଶନ ହେଲା। ଏଇ କଂଗ୍ରେସ ଅଧିବେଶନରେ ଓଡିଶାରୁ ବି ଲୋକ ଯାଇଥିଲେ, ବୁଝିଲ ନା? ହେଲା ନାଗପୁରରେ କଂଗ୍ରେସ ର ଅଧିବେଶନ ରହିଥିଲା ହେଲା। ତ ଏଇ 1920 ମସିହା, ଏଇ 1920 ମସିହା ଡିସେମ୍ବର ମାସରେ ଆମର ଓଡିଶାରୁ କେତେ ଜଣ ହଉଛି ଯୋଗ ଦେଇଥିଲେ ଏଇ କଂଗ୍ରେସ ନାଗପୁର ଅଧିବେଶନରେ? ଆମର ହଉଛି ଓଡିଶାର ହଉଛି 35 ଜଣ ଯୋଗ ଦେଇଥିଲେ ହେଲା। ଓଡିଶାରୁ 35 ଜଣ ଯୋଗ ଦେଇଥିଲେ। ଓଡିଶାରୁ 35 ଜଣ ଯାଇଥିଲେ। ମନେ ରହିବ, ଓଡିଶାରୁ କେତେ ଜଣ ଯାଇଥିଲେ? 35 ଜଣ ଯାଇଥିଲେ ହେଲା। ଏଇ 1920 ମସିହା ଡିସେମ୍ବର ମାସରେ ଯେ ନାଗପୁରରେ କଂଗ୍ରେସ ଅଧିବେଶନ ହେଇଥିଲା, ଓଡିଶାରେ ସେଇଠି 35 ଜଣ ଲୋକ ଯାଇଥିଲେ, ବୁଝିପାରିଲ? ତ ସେଇମାନଙ୍କର ଭିତରୁ ହଉଛି କିଏ? ଆମର ହଉଛି ହରେକୃଷ୍ଣ ମହତାବ, ତାପରେ ହଉଛି ଆମର କିଏ ଗୋପବନ୍ଧୁ ଦାସ, ତାପରେ ହଉଛି ଭଗୀରଥୀ ମହାପାତ୍ର ହେଲା। ଏମାନେ ହଉଛି ଯାଇଥିଲେ ହେଲା। ତ ସେଇ ଅଧିବେଶନରୁ ଆସିକି 1920 ମସିହା, ସରି 1921 ମସିହା, ସେଇ ଅଧିବେଶନରୁ ଆସିକି 1921 ମସିହା ଜାନୁଆରୀ 9 ତାରିଖ ଦିନ, ସରି ଜାନୁଆରୀ, ହଁ ଜାନୁଆରୀ 24 ତାରିଖ ଦିନ ହଉଛି, ଜାନୁଆରୀ 24 ତାରିଖ ଦିନ ହଉଛି କଟକରେ ହଉଛି କିଏ? କଟକରେ ହଉଛି ଛାତ୍ର ମାନଙ୍କୁ ଆହ୍ୱାନ ଦେଲେ ହେଲା। କଟକରେ ହଉଛି ଛାତ୍ର ମାନଙ୍କୁ ଆହ୍ୱାନ ଦେଲେ କିଏ ମାନେ? ଏଇ ଆମର ଗୋପବନ୍ଧୁ ଦାସ, ବୁଝିହେଲା? କିସ କହିଲି, 1920 ମସିହା ଡିସେମ୍ବର ମାସରେ ହଉଛି କଂଗ୍ରେସ ଅଧିବେଶନ ବସିଥିଲା କୋଉଠି? ନାଗପୁରରେ। ଏଇଠି ହଉଛି ଓଡିଶାରୁ ହଉଛି 35 ଜଣ ଯାଇଥିଲେ, ସେଇମାନଙ୍କ ମଧ୍ୟରୁ ଭଗୀରଥୀ ମହାପାତ୍ର, ଗୋପବନ୍ଧୁ ଦାସ ହେଲା। ତ ସେଇ ଅଧିବେଶନରୁ ଆସିକି 1921 ମସିହା ଜାନୁଆରୀ 24 ତାରିଖ ଦିନ କଟକରେ ଛାତ୍ର ମାନଙ୍କୁ ହଉଛି ଆହ୍ୱାନ ଦିଆଗଲା। ଆହ୍ୱାନ ବା ଉଦ୍বোଧନ କରାଗଲା, ମାନେ ହଉଛି ଆନ୍ଦୋଳନରେ ମିଶିବା ପାଇଁ ହଉଛି ସେମାନଙ୍କୁ ହଉଛି ଉତ୍ସାହିତ କରାଗଲା, ବୁଝିହେଲା? ତାପରେ ହଉଛି ଆମର 1921 ମାର୍ଚ୍ଚ ରେ ହଉଛି ଓଡିଶା ପ୍ରାଦେଶିକ କଂଗ୍ରେସ କମିଟି ଗଠନ ହେଇଥିଲା। କେବେ? 1921 ମାର୍ଚ୍ଚ ହଉଛି ଓଡିଶା ପ୍ରାଦେଶିକ କଂଗ୍ରେସ କମିଟି, ପ୍ରାଦେଶିକ କଂଗ୍ରେସ କମିଟି ତିଆରି ହେଲା, ବୁଝିହେଲା? ତ ଏଇ ଓଡିଶା ପ୍ରାଦେଶିକ କଂଗ୍ରେସ କମିଟିର ସଭାପତି କିଏ ଥିଲେ? ସଭାପତି ହେଲେ ହଉଛି ଆମର ଗୋପବନ୍ଧୁ ଦାସ, ଗୋପବନ୍ଧୁ ଦାସ ହେଲା। ଆଉ ହଉଛି ୟାର ହଉଛି ସମ୍ପାଦକ ହେଲେ ହଉଛି, ଏହାର ସମ୍ପାଦକ ହଉଛି ଭାଗିରଥୀ ମହାପାତ୍ର। ଏକ ମାର୍କ କ୍ୱେଶ୍ଚନ ପଡେ, ଭେରି ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ, ଭାଗିରଥୀ ମହାପାତ୍ର, ବୁଝିହେଲା? ଜାଣିପାରିଲ? 1921 ମସିହା ମାର୍ଚ୍ଚ ମାସରେ ହଉଛି କିସ ଓଡିଶା ପ୍ରାଦେଶିକ କଂଗ୍ରେସ କମିଟି ଗୋଟେ ତିଆରି ହେଲା। ସେଇ ଓଡିଶା ପ୍ରାଦେଶିକ କଂଗ୍ରେସ କମିଟିର ସଭାପତି କିଏ ହେଲା? ଗୋପବନ୍ଧୁ ଦାସ। ଆଉ ସମ୍ପାଦକ ରହିଲେ ହଉଛି ଭାଗିରଥୀ ମହାପାତ୍ର, ବୁଝିହେଲା? ମାନେ ଯାହା ସବୁ କାର୍ଯ୍ୟକ୍ରମ ହେଲା ସେଇ ଏମାନଙ୍କର ଅଣ୍ଡରରେ ରହିକି ହେଲା, ବୁଝିହେଲା? ତ ଏଇ ଏମାନଙ୍କର କାର୍ଯ୍ୟକ୍ରମ ବି ସେଇ ସେମ ଥିଲା ହେଲା। ଆମର ଯେମିତି ହଉଛି କି ଜାତୀୟ ସ୍ତରରେ ଯାହା କାର୍ଯ୍ୟକ୍ରମ ଥିଲା, ଏମାନଙ୍କର କାର୍ଯ୍ୟକ୍ରମ ଓଡିଶାରେ ବି ସେଇ ସେମ କାର୍ଯ୍ୟକ୍ରମ ଥିଲା। କିସ କିସ ଥିଲା? ସେଇ ସେମ କାର୍ଯ୍ୟକ୍ରମ ହେଲା, ସେଇଟାକୁ ଉତ୍ତର ଦବ। ଓଡିଶାରେ ବି ସେଇ ସେମ କାର୍ଯ୍ୟକ୍ରମ ଥିଲା। କିସ କିସ? ସରକାରୀ ପଦବୀ ତ୍ୟାଗ, ସରକାରୀ ବିଦ୍ୟାଳୟ ତ୍ୟାଗ, ବିଦେଶୀ ବସ୍ତ୍ର ବର୍ଜନ, ସରକାରୀ ବିଦ୍ୟାଳୟ ବର୍ଜନ, ସରକାରୀ ନିର୍ବାଚନ ଉତ୍ସବ ବର୍ଜନ, ଖଦୀ ଆଉ ଗ୍ରାମ ଉଦ୍ୟୋଗର ପ୍ରସାର,
ଜାତୀୟ ଶିକ୍ଷା ପ୍ରଚଳନ, ହିନ୍ଦୁ ମୁସଲିମ ଏକତା, ଅସ୍ପୃଶ୍ୟତା ନିରାକରଣ ଯାହା ପଢିଲେ ଦେଖ ହେଲା। ତ କାର୍ଯ୍ୟକ୍ରମ ସେଇ ସେମ୍ ରହିଲା ବୁଝିଲା, ପୁରା ଉତ୍ତର ଦବ ସେଇ ପ୍ରଥମରୁ ହେଲା। ତାପରେ ହଉଛି ଆଉ ହଉଛି କିସ କରାଗଲା କଣ ଓଡିଶାରେ ମଦ ଦୋକାନ ବନ୍ଦ କରାଗଲା। ମାନେ ପ୍ରସାର କେମିତି ହେଲା ଓଡିଶାରେ ଦେଖବା ହେଲା। ଓଡିଶାରେ ହଉଛି ବ୍ୟାପଲା କେମିତି ମଦ ଦୋକାନ ବନ୍ଦ, ଭାରତୀୟ ମାନେ ଓଡିଶାର ଲୋକମାନେ ହଉଛି ମଦ ଦୋକାନ ବନ୍ଦ କଲେ ବୁଝିହେଲା। ଆମର ଏଇ ଆନ୍ଦୋଳନ ସମୟରେ ଯେତେ ସବୁ ହଉଛି ମଦ ଦୋକାନ ଚାଲିଥିଲା ମଦ ଦୋକାନ ବନ୍ଦ କଲେ, ବିଦେଶୀ ଲୁଗାରେ ନିଆଁ ଲଗେଇଦେଲେ, ବିଦେଶୀ ଲୁଗାରେ ନିଆଁ ଲଗେଇଦେଲେ ବୁଝିହେଲା। ତ 1900 ବିଦେଶୀ ଲୁଗାରେ ନିଆଁ ଲଗେଇଥିଲେ ବୁଝିହେଲା। ତ ସେମିତି ପୁରୀ ଠାରେ ହଉଛି ନିଆଁ ଲଗେଇଥିଲେ ହେଲା। ପୁରୀର ମାନେ ଗୋଟେ ଜାଗା ଥିଲା, ଜାଗାଟା ଦେଇନି ବୋଧେ 1921 ଅଗଷ୍ଟ ମାସ 3 ତାରିଖ ଦିନ, 1921 ଅଗଷ୍ଟ 3 ପୁରୀରେ ବିଦେଶୀ ଲୁଗାରେ ନିଆଁ, ପୁରୀରେ ବିଦେଶୀ ଲୁଗାରେ ନିଆଁ, ଲୁଗାରେ ନିଆଁ ଲଗେଇଥିଲେ ବୁଝିହେଲା। ମଦ ଦୋକାନ ବନ୍ଦ କଲେ, ବିଦେଶୀ ଲୁଗାରେ ନିଆଁ ଲଗେଇଥିଲେ। ବହୁତ ଲୋକ ଚାକିରୀ ଛାଡିଲେ। ତ କିଏ କିଏ ଚାକିରୀ ଛାଡିଲେ ଦେଖିଦବା ହେଲା। କିଏ କିଏ ଚାକିରୀ ଛାଡିଲେ, ସରକାରୀ ପଦବୀ କିଏ କିଏ ତ୍ୟାଗ କରିଥିଲେ ଦେଖିଦବା। କିଏ କିଏ ତ୍ୟାଗ କରିଥିଲେ, ଯଦି ପଡିଲା କିଏ କିଏ ସରକାରୀ ପଦବୀ ତ୍ୟାଗ କରିଥିଲେ ଲେଖିଦବ ବୁଝିହେଲା। ଆମର ହଉଛି ନୀଳକଣ୍ଠ ଦାସ, ନୀଳକଣ୍ଠ ଦାସ, ତାପରେ ହଉଛି ଲିଙ୍ଗରାଜ ମିଶ୍ର, ଲିଙ୍ଗରାଜ ମିଶ୍ର, ତାପରେ ହଉଛି ମୁକୁନ୍ଦ ପ୍ରସାଦ ଦାସ, ସବୁଗୁଡା ନାମ ଲେଖୁନି, ମୁକୁନ୍ଦ ପ୍ରସାଦ ଦାସ, ଗୋପବନ୍ଧୁ ଦାସ, ରାମ ନାରାୟଣ ହଉଛି ମିଶ୍ର, ଭଗୀରଥୀ ମହାପାତ୍ର, ଏମାନେ ହଉଛି ତାଙ୍କର ସରକାରୀ ପଦବୀ ତ୍ୟାଗ କରିଥିଲେ ବୁଝିହେଲା। ଯାହା ସବୁ ଚାକିରୀ କରିଥିଲେ ମାନେ ହଉଛି ସେଇ ସରକାରୀ ପଦବୀ ହଉଛି ତ୍ୟାଗ କରିଦେଲେ, ଚାକିରୀ ଫେରେଇ ଦେଲେ ହେଲା। ଆଉ ହଉଛି ବହୁତ ଛୁଆ ବି କଲେଜ ଛାଡିଦେଲେ ହେଲା। ବହୁତ ନେତା ବା ଏଇନା ସିନା ନେତା ହେଇଛନ୍, ସେତେବେଳେ ଛୁଆ ଥିଲେ ହେଲା। କଲେଜ ବି ତ୍ୟାଗ କଲେ, କଲେଜ ସରକାରୀ ବିଦ୍ୟାଳୟ ତ୍ୟାଗ କଲେ। ତ କିଏ କିଏ କଲେଜ ତ୍ୟାଗ କରିଥିଲେ, ହରେ କୃଷ୍ଣ ମହତାବ, ହରେ କୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ନିତ୍ୟାନନ୍ଦ କାନୁନଗୋ, ରାମକୃଷ୍ଣ ବୋଷ, ଏମାନେ ହଉଛି କିସ ଆମର ହଉଛି ସ୍କୁଲ ତ୍ୟାଗ କରିଦେଲେ, ସରକାରୀ ସ୍କୁଲ ତ୍ୟାଗ କରିଦେଲେ, ସରକାରୀ କଲେଜ ବିଦ୍ୟାଳୟ ତ୍ୟାଗ କରିଦେଲେ ବୁଝିହେଲା। ତ ଆଉ କିସ ହେଲା, ଆମର ବାଲେଶ୍ୱରରେ ହଉଛି ଗୌର ମୋହନ ଦାସଙ୍କ ନେତୃତ୍ୱରେ ଗୋଟେ ହଉଛି କିସ ଘରୋଇ ନ୍ୟାୟାଳୟ ପ୍ରତିଷ୍ଠା ହେଲା। ମନେ ରଖିବ ବାଲେଶ୍ୱରରେ ଗୌର ମୋହନ ଦାସ, ଗୋଟେ ଲୋକ ଗୌରବ ମୋହନ ଦାସ ବାଲେଶ୍ୱରରେ ହଉଛି କିସ ମାନେ କୋର୍ଟ ଗୋଟେ ତିଆରି କଲେ, ଘରୋଇ କୋର୍ଟ ହେଲା। ମାନେ ସରକାରୀ କୋର୍ଟ ନାହିଁ, ଘରୋଇ କୋର୍ଟ, ଘରୋଇ ନ୍ୟାୟାଳୟ, ଯାହା ସବୁ ବିଚାର ହବ ସେଇଠି ପ୍ରତିଷ୍ଠା ବୁଝିହେଲା। ଆଉ ହଉଛି ଭଦ୍ରକରେ ହଉଛି ଆଉ ଜଣେ ଲୋକ, ଭଦ୍ରକରେ ହଉଛି କିଏ କହନା, ଭଦ୍ରକରେ ଆମର ବାଞ୍ଛାନିଧି ମହାନ୍ତି, ବାଞ୍ଛା ନିଧି ମହାନ୍ତି, ଇଏ ହଉଛି ଭଦ୍ରକରେ ହଉଛି ଘରୋଇ ନ୍ୟାୟାଳୟ ମହାନ୍ତି, ଭଦ୍ରକରେ ଘରୋଇ ନ୍ୟାୟାଳୟ ପ୍ରତିଷ୍ଠା କଲେ ବୁଝିହେଲା। ଆଉ ହଉଛି ଜାତୀୟ ଶିକ୍ଷା କୋଉଠି ଦିଆଗଲା, ଆମର ଗୋପବନ୍ଧୁ ତିଆରି କରିଥିଲା ଗୋଟେ ବିଦ୍ୟାଳୟ, ସତ୍ୟବାଦୀ ବନ ବିଦ୍ୟାଳୟ, ସତ୍ୟବାଦୀ ବନ ବିଦ୍ୟାଳୟ କାହାର ଦ୍ଵାରା ତିଆରି ହେଇଥିଲା, ଗୋପବନ୍ଧୁ ଦାସଙ୍କ ଦ୍ଵାରା ତିଆରି ହେଇଥିଲା 1919 ମସିହାରେ ହେଲା। ସାକ୍ଷୀ ଗୋପାଳରେ କୋଉଠି, ସାକ୍ଷୀ ଗୋପାଳ ଠାରେ ପରୀକ୍ଷାରେ ପଡେ, କୋଉଠି ସତ୍ୟବାଦୀ ବନ ବିଦ୍ୟାଳୟ ସାକ୍ଷୀ ଗୋପାଳ ଠାରେ କେବେ ତିଆରି ହେଇଥିଲା 1919 ମସିହାରେ ବୁଝିହେଲା। ତ କିଏ ତିଆରି କରିଥିଲା, ଗୋପବନ୍ଧୁ ଦାସ ହେଲା। ଗୋପବନ୍ଧୁ ଦାସ ହେଲା, ସ୍ପେଲିଂ ଠିକ କରି ଲେଖିବ। ଇଏ ହଉଛି ଏଇଠି ଶିକ୍ଷା ଦିଆଗଲା, ଗୋପବନ୍ଧୁ ଦାସଙ୍କ ନେତୃତ୍ୱରେ ବିଦ୍ୟାଳୟରେ ହଉଛି ଜାତୀୟ ଶିକ୍ଷା ଦିଆଗଲା। ଆଉ ହଉଛି କଟକରେ ତିଆରି ହେଲା ସ୍ୱରାଜ ଆଶ୍ରମ, କଟକରେ କିସ ତିଆରି ହେଲା ସ୍ୱରାଜ ଆଶ୍ରମ, ସ୍ୱରାଜ ଆଶ୍ରମ, କଟକ ସ୍ୱରାଜ ଆଶ୍ରମରେ ଶିକ୍ଷା ଦିଆଗଲା। ଆଉ ହଉଛି ଜଗତସିଂହପୁରରେ ଅଳକା ଆଶ୍ରମ, ଜଗତସିଂହପୁରରେ ହଉଛି ଅଳକା ଆଶ୍ରମ, ଜଗତସିଂହପୁରରେ ହଉଛି ଅଳକା ଆଶ୍ରମ ତିଆରି ହେଲା। ଆଉ ହଉଛି ବାଲେଶ୍ୱରରେ ହଉଛି ଗୋଟେ ସ୍ୱରାଜ ମନ୍ଦିର ନାମକ ହରେକୃଷ୍ଣ ମହତାବଙ୍କ ଦ୍ଵାରା ସ୍ୱରାଜ ମନ୍ଦିର ତିଆରି ହେଲା। ବାଲେଶ୍ୱରରେ ହଉଛି ସ୍ୱରାଜ ମନ୍ଦିର କିଏ ତିଆରି କଲେ, ହରେକୃଷ୍ଣ ମହତାବ ହେଲା, ହରେକୃଷ୍ଣ ମହତାବ ଲେଖିଦିଅ, ହରେକୃଷ୍ଣ ମହତାବ ବୁଝିହେଲା। ତ ଏଇ ଯେ ଆଶ୍ରମ ଆଉ ହଉଛି ସଂସ୍ଥା ତିଆରି ହେଲା, ଏହାର ଲକ୍ଷ୍ୟ କିସ ପିଲାମାନଙ୍କୁ ବା ହଉଛି କିସ ଶିକ୍ଷାର୍ଥୀ ମାନଙ୍କୁ ଜାତୀୟ ଶିକ୍ଷା ପ୍ରଚଳନ କରାଯିବ। ଜାତୀୟ ଶିକ୍ଷା ମାନେ ହଉଛି ଭାରତୀୟ ଶିକ୍ଷା, ଭାରତୀୟ ଶିକ୍ଷା ମାନେ ହଉଛି ଭାରତୀୟ ତାଙ୍କର ଜିନିଷ ପଢାଯିବ ବୁଝିହେଲା। ଇଂଲିଶ ପାଠ ପଢାଯିବନି ହେଲା, ଇଂରାଜୀ ଶିକ୍ଷା ହଉଛି ପ୍ରଚଳନ ହବନି ହେଲା। ତ ସେଇ ବିଷୟରେ ଶିକ୍ଷା ଦିଆଗଲା ବୁଝିପାରିଲ। ଆଉ ହଉଛି ଗୋପବନ୍ଧୁ ଦାସ କିସ କଲେ,
ଗୋପବନ୍ଧୁ ଦାସ ହଉଛି ଗୋଟେ ପେପର ମଧ୍ୟ ଛାପିଲେ। ଗୋପବନ୍ଧୁ ଦାସ କିସ ପେପର ଛାପିଲେ? ଗୋପବନ୍ଧୁ ଦାସ ହଉଛି ପେପର ଛାପିଲେ ହଉଛି ସମାଜ, ସମାଜ ନାମକ ପତ୍ରିକା ଛାପିଲେ, ସମ୍ବାଦ ପତ୍ର ବୁଝିହେଲା। ତ ଏଇ ସମାଜକୁ ଦିନେ ହେଲା, ସମାଜରେ ଗୋଟେ ମାନେ ସ୍ତମ୍ଭ ଥାଏ, ସେଇ ସ୍ତମ୍ଭର ନାମ ହଉଛି ସତ୍ୟ ହେଲେ ସାଂଘାତିକ ହେଲା। ସମାଜରେ ଗୋଟେ ସ୍ତମ୍ଭ ଥାଏ କିସ? ସତ୍ୟ ହେଲେ ସାଂଘାତିକ ସ୍ତମ୍ଭ ବୁଝିହେଲା। ସେଇ ସ୍ତମ୍ଭରେ ଦିନେ ଗୋଟେ ପ୍ରକାଶ ପାଇଗଲା ଗୋଟେ ନ୍ୟୁଜ, ଇଂରେଜ ସରକାରଙ୍କର ବିରୋଧରେ କିଛି ଲେଖା ହେଇଥିଲା। ଯାହା ଫଳରେ ହଉଛି ଗୋପବନ୍ଧୁ ଦାସଙ୍କୁ ହଉଛି 1 ବର୍ଷ ସରି 1 ମାସ ଜେଲ ଦଣ୍ଡ ଭୋଗିବା ପାଇଁ ପଡିଥିଲା। ମନେ ରହିବ ହେଲା। ଏଇଟା କ୍ୱେଶ୍ଚନ ପଡେ, ସମାଜ ପତ୍ରରେ କିସ ମାନେ ସ୍ତମ୍ଭରେ ଲେଖା ପାଇଁ ହଉଛି ଗୋପବନ୍ଧୁ ଦାସଙ୍କୁ ହଉଛି ଜେଲ ଦଣ୍ଡ ଭୋଗିବା ପାଇଁ ପଡିଥିଲା? ସତ୍ୟ ହେଲେ ସାଂଘାତିକ ସ୍ତମ୍ଭରେ ବିରୋଧୀ ଲେଖା ପାଇଁ, ଇଂରେଜ ସରକାରଙ୍କ ବିରୋଧ ଲେଖା ପାଇଁ ହଉଛି କିସ ତାଙ୍କୁ 1 ମାସ ହଉଛି ଜେଲ ଦଣ୍ଡ ଭୋଗିବା ପାଇଁ ପଡିଥିଲା। ଆଉ ହଉଛି କିସ ହେଲା କଣ ଆମର ସମ୍ବଲପୁରର ଗୋଟେ ପ୍ରେସ ଥିଲା, ସେଇଟାର ନାମ ହଉଛି ମିଶ୍ର ପ୍ରେସ ହେଲା। ସମ୍ବଲପୁରରେ ଗୋଟେ ପ୍ରେସ ଥିଲା ହଉଛି କିସ ମିଶ୍ର ପ୍ରେସ। ତ ସେଇ ମିଶ୍ର ପ୍ରେସ ରେ ହଉଛି ଆମର ହଉଛି ଗୋଟେ ଥରେ ସ୍ୱରାଜ ସଙ୍ଗୀତ ହେଲା, ଦେଖିଦବା ସମ୍ବଲପୁର ମିଶ୍ର ପ୍ରେସ ରେ ସ୍ୱରାଜ ସଙ୍ଗୀତ ନାମକ ପତ୍ରିକା ଛାପା ହେବା ଦ୍ଵାରା, ସ୍ୱରାଜ ସଙ୍ଗୀତ ପତ୍ରିକା ଛପା ଦ୍ଵାରା, ପତ୍ରିକା ଛପା ହେବା ଦ୍ଵାରା ସେଇ ପ୍ରେସ କୁ 25,000 ଟଙ୍କା ହଉଛି ଜରିମାନା ଦେବା ପାଇଁ ପଡିଥିଲା ବୁଝିହେଲା। 25,000 ଜରିମାନା ହେଇଥିଲା ବୁଝିପାରିଲ କଣ ପାଇଁ? ସେଇ ସ୍ୱରାଜ ସଙ୍ଗୀତ ହଉଛି ଯେ ପତ୍ରିକା ଟା ଛାପିଥିଲା ବୁଝିହେଲା। ସେଇଟା ପାଇଁ ହଉଛି ତାକୁ 25,000 ଜରିମାନା ହେଇଥିଲା। ତ ଆମର କିସ ହେଲା, ଆଉ ଦମନ ପାଇଁ ଇଂରେଜ ସରକାର କିସ କଲେ? ଲୋକମାନଙ୍କୁ ହଉଛି ଜେଲ ନେଲେ, ଆଉ ହଉଛି ଗୁଳି ଚାଳନା କଲେ ହେଲା। ପିଟିଲେ, ଲାଠି ମାଡ କଲେ, ତ ହଉଛି ଲୋକମାନେ ବି ହଉଛି ହିଂସାତ୍ମକ ହେଇ ଉଠିଲେ ହେଲା। ତ ଲୋକମାନଙ୍କର ଆନ୍ଦୋଳନକୁ ଦମନ କରିବା ପାଇଁ ଗୋଟେ କନିକା ଅଞ୍ଚଳର ରାଜା ହେଲା, କନିକାର ରାଜା ଥିଲେ କିଏ? କନିକାର ରାଜା ଥିଲେ ଆମର ଦେଖିଦବା ଟିକେ, କନିକାର ରାଜା ଥିଲେ ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେବ। ରାଜେନ୍ଦ୍ର ନାରାୟଣ ଭଞ୍ଜଦେବ, ରାଜେନ୍ଦ୍ର ନାରାୟଣ ଭଞ୍ଜଦେବ, ଇଏ ହଉଛି କିସ କନା କନିକାର ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେବ ହେଲା। ତ ଲୋକମାନଙ୍କର ଆନ୍ଦୋଳନକୁ ଦମନ କରିବା ପାଇଁ ହେଲା, ଇଏ ହଉଛି ଇଂରେଜ ସରକାରଙ୍କ ସାହାଯ୍ୟ ଲୋଡିଥିଲେ ବୁଝିହେଲା। ଇଂରେଜ ସରକାରଙ୍କ ସାହାଯ୍ୟ ଲୋଡିଥିଲେ ହେଲା। ଯାହା ଫଳରେ ଇଂରେଜ ସରକାର ହଉଛି ଇଏ ହଉଛି ଭାରତୀୟ ରାଜା ଥିଲେ ହେଲା। ତ ଲୋକମାନେ ଏତେ ଆନ୍ଦୋଳନ କଲେ ହେଲା, ତ ଇଏ ହଉଛି ଆନ୍ଦୋଳନକୁ ଅଟକେଇବା ପାଇଁ ଇଂରେଜ ସରକାରଙ୍କ ସାହାଯ୍ୟ ମାଗିଲେ ହେଲା। ତ ଇଂରେଜ ସରକାର କିସ କଲେ? ଗୁଳି ଚାଳନା କଲେ ହେଲା। ତ ଗୁଳି ଚାଳନା ପାଇଁ 2 ଜଣ ଲୋକଙ୍କର ମୃତ୍ୟୁବରଣ ହେଇଥିଲା। 2 ଜଣ ଲୋକଙ୍କର ମୃତ୍ୟୁବରଣ ହେଇଥିଲା। ତ ୟାର ଦୋଷୀ ହଉଛି କାହାକୁ ଦୋଷା ଗଲା ଜାଣିଛ? ୟାର ଦୋଷୀ ହଉଛନ୍ ଆମର ହଉଛି କାହାକୁ ଦୋଷେଇଲେ ସରକାର ଦୋଷେଇଲେ ହଉଛି ୟାର ଦୋଷୀ ହଉଛି ଆମର ଭଗୀରଥୀ ମହାପାତ୍ର, ଭାଗିରଥୀ ମହାପାତ୍ର ହେଲା। କି ପାଇଁ ନା ଏମାନେ ହଉଛି ସମ୍ପାଦକ ଆଉ ହଉଛି ସଭାପତି ଥିଲେ ହେଲା, ଭାଗିରଥୀ ମହାପାତ୍ର ଆଉ ହଉଛି ଗୋପବନ୍ଧୁ ଦାସଙ୍କୁ ହଉଛି ଜେଲ ନେଲେ। ଗୋପବନ୍ଧୁ ଦାସଙ୍କୁ ଜେଲ ନେଲେ। ଗୋପବନ୍ଧୁ ଦାସଙ୍କୁ କାରାଦଣ୍ଡ ଦେଲେ ବୁଝିହେଲା, ଜେଲ କରାଗଲା ହେଲା। କୋଉ ଜେଲରେ? ହଜାରୀବାଗ ଜେଲ, ହଜାରୀବାଗ ଜେଲ ବୁଝିହେଲା। ମନେ ରହିବ ଏଇଟା ଥିଲା ହଉଛି ସମ୍ପୂର୍ଣ୍ଣ ବିଷୟ ହେଲା। ଏ ବିଷୟ ଥିଲା ହଉଛି କିସ ଅସହଯୋଗ ଆନ୍ଦୋଳନ କଣ ପାଇଁ ହେଇଥିଲା ହେଲା। ତ ଦେଖ ଏଇ ଆନ୍ଦୋଳନ ଟା ହେଲା, ଯାହା ଫଳରେ ହଉଛି ଇଂରେଜ ସରକାର ଟିକେ ଡରିଗଲେ ହେଲା। ଇଂରେଜ ସରକାର ଡରିଗଲେ ତ କିସ ହେଲା, ଯାହା ପରେ ହଉଛି ଇଂରେଜ ସରକାର ଯିବା ପାଇଁ ନିଷ୍ପତ୍ତି ନେଲେ ହେଲା। ୟାର ଆନ୍ଦୋଳନ ପରେ ହଉଛି କିସ ପଡିଲା, ଏଇ ଚାପ୍ଟର ଟା ପରେ ପଢବା ହଉଛି ଆଇନ ଅମାନ୍ୟ ଆନ୍ଦୋଳନ, ଯୋଉଟାରେ ବି ସେମ ସେମ ହେଡିଙ୍ଗ ଦବା ହେଲା, ସେମ ହେଡିଙ୍ଗ ଦବା। ୟାର ଆନ୍ଦୋଳନ ଆରମ୍ଭର କାରଣ କଣ ହେଲା, କାର୍ଯ୍ୟକ୍ରମ ଆଉ ଓଡିଶାରେ କେମିତି ହେଇଥିଲା। ତାପରେ ପଢବା ଭାରତ ଛାଡ ଆନ୍ଦୋଳନ, ସେଇଟାର ବି ସେମ ସେମ ଦିଆଯିବ ବୁଝିହେଲା। ତ ଦେଖିଲ ଆନ୍ଦୋଳନ ଜାଣିଲ ହେଲା, କେବେ ହେଇଥିଲା 1920 ମସିହା ଅଗଷ୍ଟ ମାସ 1 ତାରିଖ ଦିନ ଷ୍ଟାର୍ଟ ହେଇଥିଲା ବୁଝିପାରିଲ। ତ ଏଇଠି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ, ସବୁଠୁ ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ହଉଛି କମ୍ପିଟିଟିଭ ଏକ୍ଜାମ ପିଲାମାନଙ୍କ ପାଇଁ ଅଛି। ଫାର୍ଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ହଉଛି କିସ କହନା, ଆମର ସ୍ଵାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ କିଏ ହେଲା। ସେ ହଉଛି ଭାରତ ରତ୍ନ କେବେ ପାଇଥିଲେ? ଆଉ ହଉଛି କିସ ନେକ୍ସଟ ଇମ୍ପୋର୍ଟାଣ୍ଟ ହଉଛି ଦୁଇ ଅଲ୍ଲୀ ଭ୍ରାତାଙ୍କ ନେତୃତ୍ୱରେ ଯେ ଆରମ୍ଭ ହେଇଥିଲା, ସେଇ ଅଲ୍ଲୀ ଭ୍ରାତାଙ୍କ ନାମ କଣ ହେଲା। ତାପରେ ହଉଛି ନେକ୍ସଟ ଇମ୍ପୋର୍ଟାଣ୍ଟ ହଉଛି ସେ ମୌଲାନା ଅବୁଲ କଲାମ ଆଜାଦ କିସ ପୁସ୍ତକ ଲେଖିଥିଲେ ହେଲା, ସେଇଟା ବି ଗୋଟେ ଇମ୍ପୋର୍ଟାଣ୍ଟ ବୁଝିପାରିଲ। ଏଗୁଡା ହଉଛି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ହେଲା। ଆଉ ହଉଛି ହେଲା, ତ ସବୁଗୁଡା ଇମ୍ପୋର୍ଟାଣ୍ଟ ହେଲା। ତ ଫାର୍ଷ୍ଟ ଯଦି ଆଉ ଥରେ ଦେଖ ହେଲା, ଭିଡିଓ ଟା ଯଦି ବୁଝିପାରିଲନି
ହେଲା ବା ନୋଟ୍ লিখিନ ফার্স্ট ରୁ ଆଉ ଥରେ ଲାଷ୍ଟ କୁ ଦେଖ ପୁରା 2x ରେ ଦେଖ ବାର ବାର ଦେଖ ଯଦି ଭିଡିଓଟା ତୁମକୁ ହଉଛି ଆଉ ଲେଖା ପ୍ରାକ୍ଟିସ ବି ଦରକାର ନାହିଁ ବୁଝିପାରିଲ। ଆଉ ହଉଛି ଯୋଉମାନଙ୍କର ନୋଟ୍ ଦରକାର ଡେସ୍କ୍ରିପସନ ରୁ PDF ଡାଉନଲୋଡ କରିଦବ ହେଲା। ଆଉ ଯଦି ଭିଡିଓଟା ଦେଖି ସାରିଲା ପରେ ବି ଯଦି ନ ବୁଝି ପାରିଲ ତେବେ କମେଣ୍ଟ କରିବ ପୁରା ନେକ୍ସଟ କ୍ଲାସରେ ପୁଣି ଆଉ ଥରେ ଡିଟେଲ୍ସ ରେ ବୁଝାଇଯିବ ବୁଝିଲ। ତ ଦେଖା ହବ ନେକ୍ସଟ ଭିଡିଓରେ ଟିଲ୍ ଦେନ୍ ସମସ୍ତଙ୍କୁ ଅଲ୍ ଦ ବେଷ୍ଟ।